ଓଡ଼ିଆ ଉପନ୍ୟାସ ସାହିତ୍ୟର ଇତିହାସରେ ଏହା ଥିଲା ପ୍ରଥମ କ୍ରାନ୍ତି। ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବା ପ୍ରଥମ 4 ଦଶକରେ ସାମାଜିକ ଜୀବନର ମର୍ମସ୍ପର୍ଶୀ ବାସ୍ତବ ଚିତ୍ର ଏଥିରେ ବର୍ଣ୍ଣିତ ହୋଇଛି। ଊନବିଂଶ ଶତାବ୍ଦୀର ଏହି 40 ବର୍ଷର ଦେଶ ଥିଲା ସହରର ସମ୍ପର୍କ ଶୂନ୍ୟ। ଏହି ସମୟରେ ଇଂରେଜ ଶାସନ ସଭ୍ୟତା ଗଢ଼ି ଉଠୁଥିଲା। ପାରମ୍ପରିକ ଜମିଦାର ଗୋଷ୍ଠୀର ବିଲୋପ କରାଯାଇ ନୂତନ ପରମ୍ପରା ଆଉ ହୀନ ଜମିଦାର ଗୋଷ୍ଠୀର ଆବିର୍ଭାବ ହେଲା। ଏହି ଶ୍ରେଣୀର ଜମିଦାର ମାନେ ଇଂରେଜ ସରକାରଙ୍କର ଏକାନ୍ତ ଅନୁଗତ ଥିଲେ। ଶୋଷଣ ଓ ଅତ୍ୟାଚାରର ନିର୍ମମତାରେ ସେ ଜମିଦାର ଗୋଷ୍ଠୀ ମୁଣ୍ଡ ଟେକିଥିଲେ। ଫଳରେ ଗ୍ରାମାଞ୍ଚଳର ସାଧାରଣ ନିରୀହ ଲୋକଙ୍କ ପ୍ରତି ଏମାନଙ୍କର ଶୋଷଣର ରଥଚକ୍ରକୁ ନିର୍ବିବାଦ ଭାବରେ ଚଳାଉଥିଲେ। ଓଡ଼ିଶାର ଗ୍ରାମ୍ୟ ଜୀବନ ଅନ୍ଧବିଶ୍ୱାସକୁ କୁସଂସ୍କାରରେ ପରିପୂର୍ଣ୍ଣ ହୋଇଥିଲା। ଅନ୍ଧବିଶ୍ୱାସ ପାଇଁକି ଆମେ ଦେଖିବା ଛମାଣ ଢଣ୍ଡରେ ଗୋଟେ ଅନ୍ଧବିଶ୍ୱାସ ପାଇଁକି କେମିତି ଗୋଟେ ଖୁସିର ସଂସାରଟା ଭାଙ୍ଗିଯିବ। ଆଉ ଫକୀରମୋହନ ସେନାପତି ଲେଖିଲା ବେଳେ ମଧ୍ୟ ତାଙ୍କର ରଚନାରେ ସେ ହୁଣ୍ଡା ବୋଲି ଲେଖୁଛନ୍ତି। ସେ ସମୟରେ ଯଦି ଜମିଦାର ମାନେ ଥିଲେ ସେ ସମୟରେ ସେମିତି ବି ଯେଉଁମାନେ ତଳିଦଳିଆ ସମ୍ପ୍ରଦାୟର ଲୋକ ତାଙ୍କୁ ବି ସେ ବାଦ ଦେଇନାହାନ୍ତି। ତାଙ୍କର ଏହି ଛମାଣ ଢଣ୍ଡ ତାଙ୍କୁ ମଧ୍ୟ ସେ ନେଇଛନ୍ତି ଏବଂ ଏମିତି ଗୋଟେ ମାନେ ହୁଣ୍ଡା ତନ୍ତିଆଣୀଙ୍କୁ ବର୍ଣ୍ଣନା କରିଛନ୍ତି ସେ ତାଙ୍କର ଉପନ୍ୟାସରେ। ଏବଂ ଗାଁର ଲୋକମାନଙ୍କୁ ନେଇକି ଗାଁର ମାନେ ତାଙ୍କର ଉପନ୍ୟାସର ଶେଷ ପର୍ଯ୍ୟାୟରେ ଦେଖିବ ଯେତେବେଳେ ସେ ମଙ୍ଗରାଜ ଯେତେବେଳେ ଜେଲକୁ ଯାଉଛନ୍ତି, ଜେଲକୁ ଗଲାବେଳେ ତାଙ୍କର ମାନେ ଯେତେବେଳେ ସବୁ କଏଦୀ ମାନେ ଆସିକି ଜଣେ ଜଣେ ଆସିକି ମାନେ ଇଏ ଦଉଥିବେ ମାନେ କ'ଣ ସେଇଟା ଜଣେ ଜଣେ ଆସିକି ଯେତେବେଳେ ବୟାନ ଦଉଥିବେ ସେତେବେଳେ ଦେଖିବ ଯେ ମାନେ ସିଏ କହୁଛନ୍ତି ଯେ ଗ୍ରାମର ଲୋକମାନେ ମଧ୍ୟ ସେଠିକି ଯାଇଥିଲେ, କଟକ ପର୍ଯ୍ୟନ୍ତ ଯାଇଥିଲେ, ସେମାନେ ନିର୍ବାକ ହେଇକି ଅନେଇଥିଲେ। ମାନେ ଏମିତି ଟାଇପର ବର୍ଣ୍ଣନା କରିଛନ୍ତି। ଗ୍ରାମର ଲୋକମାନେ କେମିତି ଥିଲେ, ସରଳ ଜୀବନ କେମିତି ଥିଲା, ଗ୍ରାମର ଲୋକମାନଙ୍କର ଚିନ୍ତାଧାରା କେମିତି ଥିଲା ସେଟାକୁ ବର୍ଣ୍ଣନା କରିଛନ୍ତି। ଭାଗ୍ୟ ଆଉ ଭଗବାନଙ୍କର ଉପରେ ନିର୍ଭର କରି କେମିତି ସେମାନଙ୍କର ଚଳଣିଟା ଥିଲା, ସେମାନେ ଭାଗ୍ୟକୁ ଆଦରି କେମିତି ଚଳୁଥିଲେ ସେଟାକୁ ବି ଦେଖିବା। ଆଉ ଭଗବାନଙ୍କ ଉପରେ ସେମାନଙ୍କର ଆସ୍ଥା ସେଟାକୁ ବୁଢ଼ୀ ମଙ୍ଗଳାର ଗୋଟେ ପରିଚ୍ଛେଦ ଅଛି, ଆମେ ସେଇଟାରେ ଦେଖିବା। ପୋଲିସ, ଚୌକିଦାର, ବିଚାର ବିଭାଗ, ଓକିଲ ପ୍ରଭୃତି କେମିତି ସେ ସମୟରେ ସୃଷ୍ଟି ହୋଇଥିଲେ ଏବଂ ସେମାନଙ୍କର ମାନେ ଆଇନର ମାନେ ଆଇନ ଯୋଉଟା ନିଷ୍ପତ୍ତି ଶୁଣଉଥିଲା ସେ ନିଷ୍ପତ୍ତିଟା ଯଦି ସଠିକ ନ ହଉଥିଲା ତାହେଲେ ସେଇଟାକୁ କେମିତି ସେ ରିଲେଟ କରିଛନ୍ତି ଯେ ସେ ସମୟରେ ସମାଜରେ କେମିତି ଘଟୁଥିଲା। କାରଣ ମଙ୍ଗରାଜକୁ ଯେତେବେଳେ ଆଇନ ଦଣ୍ଡିତ ନ କରିପାରିଲା ସେତେବେଳେ ତାଙ୍କର ନିଜର ପ୍ରାୟଶ୍ଚିତ ହିଁ ତାଙ୍କୁ ଦଣ୍ଡ ଦେଇଛି ହେଲା ପରିଶେଷରେ, ତ ସେଟାକୁ ବି ସେ ବର୍ଣ୍ଣନା କରିଛନ୍ତି। ଆଉ ସେ ସମୟରେ ଚୌକିଦାର ମାନେ ଦେଖିବା ଆମେ ଗୋଟେ ପଢିବା ଯିଏକି ଗୌଣ ଚରିତ୍ରରେ ଆମେ ତାକୁ ଲେଖିପାରିବ, ଗୋବରା ଜେନା, ଯିଏକି ମିଛ ବୟାନକୁ ମଧ୍ୟ ଆଣିକି ଛିଡ଼ା କରିଥିବ, ଓକିଲ ମାନେ କୋର୍ଟରେ ଆଣିକି ଛିଡ଼ା କରିଥିବ। ତ ସେ ସମୟରେ କେମିତି ପଇସା ନେଇକି ଚୌକିଦାର ମାନେ ମଧ୍ୟ ଠିକରେ କାମ କରୁନଥିଲେ ସେଇଟାକୁ ବି ସେ ଲେଖିଛନ୍ତି। ଗ୍ରାମର ଲୋକମାନେ କେମିତି ଭୟରେ କାଳାତିପାତ କରୁଥିଲେ, ସେମାନେ କେମିତି ଗୋଟେ ପ୍ରକାର ଭଗବାନଙ୍କ ଉପରେ ଯୋଉ ଆସ୍ଥା ରଖୁଥିଲେ ଏବଂ ସେମାନଙ୍କ ଭିତରେ କେମିତି ଭୟ ରହୁଥିଲା, ଜମିଦାରଙ୍କ ମାନଙ୍କର ଭୟ ବି ରହୁଥିଲା, ସେଟାକୁ ସେ ବର୍ଣ୍ଣନା କରିଛନ୍ତି। ଏବଂ ଗ୍ରାମର ଅବସ୍ଥାଟାକୁ ବର୍ଣ୍ଣନା କଲାବେଳେ କେମିତି ସେମାନେ ଗ୍ରାମର ଅଧିକାଂଶ ଲୋକ କେମିତି କୃଷିକୁ ହିଁ ମାନେ କୃଷିକୁ ହିଁ ଭିତ୍ତି କରିକି ସେମାନେ ସବୁ କିଛି କରୁଥିଲେ, ମାନେ ଚାଷ କରୁଥିଲେ। ଚାଷ ତଦାରଖ କେମିତି ଗୋଟେ ଦେଖିବ, ଚାଷ ତଦାରଖ ଗୋଟେ ପରିଚ୍ଛେଦ ଅଛି। ସେଇଥିରେ ତମେ ଦେଖିବ ଯେ କେମିତି କୃଷି ଉପରେ ସେମାନେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଥିଲେ ଏବଂ ସେ ସମୟରେ ଜମିଦାର ମାନେ ଯୋଉମାନେ ଥିଲେ ସେମାନେ କେମିତି ତାଙ୍କଠାରୁ କେଉଁଭଳି ଭାବରେ ଜମିକୁ ଦଖଲ କରିନେଉଥିଲେ। ଆଉ ଅଭାବ ଅସୁବିଧାକୁ ନେଇକି ତ ପୁରା ବର୍ଣ୍ଣିତ ହେଇଛି ଛମାଣର ଅଭାବ ତମେ ସବୁ ଜାଗାରେ ଦେଖିବ। ଯେମିତିକି ସବୁଠାରୁ ଯଦି ଆମେ ଅଭାବୀ ମଣିଷ ଜଣକୁ କହିବା ତାହେଲେ ସେ ଆମ ଉପନ୍ୟାସରେ ହେଇଯିବେ ମଙ୍ଗରାଜ। କାରଣ ଛୋଟବେଳୁ ହିଁ ତାଙ୍କର ବର୍ଣ୍ଣନା ଏମିତି ହେଉଛି, ବାପ ମରିଗଲା ପରେ ସେତେବେଳେ ତାଙ୍କ ପାଖରେ ମାନେ ଛଣ ନଥିବ ପକେଇବା ପାଇଁକି, ଶବଦାହ କରିବା ପାଇଁକି, ଶବ ସଂସ୍କାର କରିବା ପାଇଁ ସେତିକି ପଇସା ନଥିବ, ଏମିତି ଟାଇପର ଅଭାବ
ବର୍ଣ୍ଣନା ହେଇଛି ପରେ ସେ ଜମିଦାର ହେଇଛନ୍ତି। ଜମିଦାର ହେବା ପରେ ମଧ୍ୟ କେମିତି ଅଭାବ ତାଙ୍କର ଯେ ଅନ୍ୟ ଜମି ଉପରେ ସେ ଆଖି ପକେଇଛନ୍ତି ଏବଂ ପରିଶେଷରେ ମଧ୍ୟ 6 ମାଣ 8 ଗୁଣ୍ଠଟା ପାଇକି ମଧ୍ୟ ସେଇଟା ତାଙ୍କଠୁ ଦୂର ହେଇଯାଇଛି। ମାନେ ଗୋଟେ ଅଭାବକୁ କେମିତି ବର୍ଣ୍ଣନା କରିଛନ୍ତି, ମାନେ ଅଭାବରେ ସେ ସମୟରେ ଅଲଗା ଲୋକମାନେ ଯେମିତି ଅଭାବରେ ରହୁଥିଲେ ତାଙ୍କ ସହିତ ଯଦି ଆମେ ଦେଖିବା ତାହେଲେ ବ୍ୟଙ୍ଗୋକ୍ତି ପ୍ରକାଶ କରିଛନ୍ତି ଫକୀରମୋହନ ସେନାପତି। ବହୁତ ସ୍ଥଳରେ ତମେ ଦେଖିବ ବହୁତ ସ୍ଥଳରେ ସେ ମାନେ କେମିତି ବ୍ୟଙ୍ଗୋକ୍ତି ପ୍ରକାଶ କରି ଲେଖିଛନ୍ତି। ଏମିତିକି ଯିଏ ମୁଖ୍ୟ ପ୍ରତିନାୟକ ଯିଏ ନାୟକର ଯିଏ ଅପୋଜିଟ୍ ଥାଏ ସେ ହେଲା ପ୍ରତିନାୟକ ହେଲା, ଯିଏ ଭିଲିଆନ୍ କ୍ୟାରେକ୍ଟର ଥାଏ। ତ ଏଠି ପ୍ରତିନାୟକ ଭାବରେ ଯଦି ଆମେ ମଙ୍ଗରାଜକୁ ନେବା ତାହେଲେ ମଙ୍ଗରାଜ ଙ୍କର ତମେ ଦେଖିବ ଯେ କି ମଙ୍ଗରାଜଙ୍କର ନିଜର ମାନେ ବର୍ଣ୍ଣନା କଲା ବେଳକୁ ତାଙ୍କର ବର୍ଣ୍ଣନାରେ ତାଙ୍କର ପରିବାରର ଲୋକମାନେ କେମିତି ଥିଲେ ସେ ମାନେ ତାକୁ ବି ସେ ବ୍ୟଙ୍ଗୋକ୍ତିରେ ଲେଖିଛନ୍ତି ହେଲା, ସଂସ୍କୃତ ଶ୍ଲୋକରେ ଲେଖିଛନ୍ତି, ସେଇଟା କହିବି। ତାପରେ ଗୋଟେ ସାମାଜିକ ପରିବେଶ ପୃଷ୍ଠଭୂମିକୁ ମାନେ ନେଇ କରିକି ଏଇ ସମ୍ପୂର୍ଣ୍ଣ ଉପନ୍ୟାସଟି ଲେଖାଯାଇଛି ହେଲା। ଆଉ ଭାଷା ଶୈଳୀ ଉପରେ କହିବି ହେଲା। ଏବେ ଉପନ୍ୟାସଟା ଦେଖ ସମସ୍ତେ, ସେ ବହିଟା ସମସ୍ତେ ଦେଖ। ବହୁତ ହି ସ୍ପିଡରେ ଯିବି, ତ ବହିଟାକୁ ଫାଷ୍ଟ ଦେଖ, ତାପରେ ଭାଷା ଶୈଳୀ, ରଚନା ଶୈଳୀ ଏଗୁଡ଼ା କରିକି ଦେଖିବା ହେଲା। ଯୋଉଟା ଆସିବ ସେଇଟା କର। ପରିଚ୍ଛେଦ 1ରେ ତମେ ଦେଖିବ ରାମଚନ୍ଦ୍ର ମଙ୍ଗରାଜ। ରାମଚନ୍ଦ୍ର ମଙ୍ଗରାଜକୁ ଯେତେବେଳେ ଫକୀରମୋହନ ସେନାପତି ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ ଲେଖୁଛନ୍ତି ଜଣେ ମଫସଲ ଜମିଦାର ମଧ୍ୟ ମହାଜନ। ନଗଦ ଟଙ୍କା କାରବାର, ଧାନର ମହାଜନୀ ବେଶୀ। ଶୁଣାଯାଏ ଆଡ଼େ ଅର୍ଥାତ୍ ପ୍ରସ୍ତରୀ ଦୀର୍ଘେ 4 କୋଣ ମଧ୍ୟରେ ଆଉ କାହାର କାରବାର ଚଳେ ନାହିଁ। ଲୋକଟି ବଡ଼ ଧାର୍ମିକ। ବ୍ୟଙ୍ଗୋକ୍ତି ପ୍ରକାଶରେ ତମେ ତାଙ୍କର ଆଉ ଟିକେ ଆଗକୁ ପଢିଲେ ତମେ ଜାଣିପାରିବ ଯେ ଏଇ ଯୋଉ ଲେଖିଛନ୍ତି ଯୋଉ ସେଣ୍ଟେନ୍ସଟା ଏଇଟା ସଠିକ ଅଛି କି ଭୁଲ ଅଛି। ଲୋକଟି ବଡ଼ ଧାର୍ମିକ। ବର୍ଷ ମଧ୍ୟରେ 24ଟା ଏକାଦଶୀ 40ଟା ଥିଲେ ମଧ୍ୟ ଗୋଟିଏ ଯେ ଛାଡ଼ ପଡ଼ନ୍ତା ଏକଥା ଆମେମାନେ କହିବାକୁ ଅକ୍ଷମ। ଏକାଦଶୀ ଦିନ ତୁଳସୀ ପତ୍ର ଜଳ ମାତ୍ର ଅବଲମ୍ବନ, ମାନେ ସେଦିନ ଉପରଓଳି ମଙ୍ଗରାଜ ଜଗା ଭଣ୍ଡାରୀ କଥା କହୁ କହୁ କହି ପକାଇଥିଲେ ପ୍ରତି ଏକାଦଶୀ ଦିନ ସଞ୍ଜ ବେଳେ ଦ୍ୱାଦଶୀ ପାଉଣା ସକାଶେ ସାଆନ୍ତଙ୍କ ଶୋଇବା ଘରେ ଶିରେ ଦୁଗ୍ଧ ଦିଶୁ ଖଇ ନବାତ ପାଚିଲା କଦଳୀ ରଖାଯାଇଥାଏ। ମାନେ ସିମ୍ପଲ ଅର୍ଥରେ ଏଇଟା କହୁଛି। ରାମଚନ୍ଦ୍ର ମଙ୍ଗରାଜକୁ ଯେତେବେଳେ ସେ ବର୍ଣ୍ଣନା କରୁଛନ୍ତି, ରାମଚନ୍ଦ୍ର ମଙ୍ଗରାଜ ଜଣେ ଜମିଦାର। ସେ କେମିତି ତାଙ୍କର ସେଠାକାର ଲୋକମାନଙ୍କୁ ମାନେ ସେଠାକାର କେମିତି ଜଣେ ବଡ଼ ଧାର୍ମିକ ଲୋକ ତାଙ୍କୁ ନେଇକି କେମିତି ବର୍ଣ୍ଣନା କରୁଛନ୍ତି, ବ୍ୟଙ୍ଗୋକ୍ତି ଲେଖିଛନ୍ତି। ଧାର୍ମିକ ଲୋକ ଧର୍ମ ଭାବରେ କେମିତି ମାନେ ତମେ ଦେଖିବ ଯେ ରାତି ନ ପାଉଣୁ ତାଙ୍କ ହଳିଆ ମାନଙ୍କୁ ସେ ଲଗେଇ ଦଉଥିବେ, ଆଗକୁ ଆମେ ଦେଖିବା। ତ ତାଙ୍କର ରାମଚନ୍ଦ୍ର ମଙ୍ଗରାଜ ଯିଏ ତାଙ୍କ ଉପରେ ପୁରା ପଡିବ ତମକୁ। ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରଟା ଲେଖ। ରାମଚନ୍ଦ୍ର ମଙ୍ଗରାଜ ହେଲେ ଏହି 6 ମାଣ 8 ଗୁଣ୍ଠର ପ୍ରତିନାୟକ। ମାନେ ଏଭଳି ଗୋଟେ ଶ୍ରେଣୀର ଚରିତ୍ରକୁ ଯେତେବେଳେ ସେ ବର୍ଣ୍ଣନା କରୁଛନ୍ତି ଯେ କି ସେ 7 ବର୍ଷ ବୟସରେ ମାନେ ଛେଉଣ୍ଡ ଯାଇଥିଲେ, ବାପା ମା ଛେଉଣ୍ଡ ହେଇଯାଇଥିଲେ ଏବଂ ସେ ଅର୍ଥ ଅଭାବରୁ ସେ ତାଙ୍କୁ ଅଭାବ କହିଲି ନା, ଅଭାବ ଶୈଳୀଟା ଏଥିରେ ପୁରା ଦେଖେଇବ ତମେ। ଅର୍ଥ ଅଭାବରୁ ବାପାଙ୍କର ଶୁଦ୍ଧି କାମ ମଧ୍ୟ ସେ କରିପାରିନଥିବେ। ଜୀବନରେ ଉପରକୁ ବଢିବା ଆଉ ସେଇ ଉଚ୍ଚ ଆକାଂକ୍ଷା ପାଇଁକି ସେ ବହୁ ପ୍ରକାର ମାନେ ଦୁଷ୍କର୍ମ ସେ କରିଛନ୍ତି ଏବଂ ସେ ଏମିତି ଭାବରେ ବର୍ଣ୍ଣନା କରୁଛନ୍ତି ଯେ ସେ ନିଜ ସିଙ୍ଗରେ ମାଟି ତାଡିକି ଜମିଦାର ହେଇଛନ୍ତି। ପ୍ରଥମେ ସେ ଗାଁ ପ୍ରଧାନଙ୍କ ଠାରୁ, ତାଙ୍କର ଯେ ଗାଁ ପ୍ରଧାନ ଥିବେ ତାଙ୍କ ଠାରୁ 2 ମାଣ ଜମି ସେ ଆଣିଥିବେ। ତାପରେ ସେ କଣ କରିବେ, ଫତେପୁର ଯିଏ ସରସଣ୍ଡର ମାଲିକ ହେଇଯାଇଥିବେ। ଆଉ ମାନେ ଅଳ୍ପ ବିଦ୍ୟା ଭୟଙ୍କରୀ, ତ ତାଙ୍କର ଆମେ ଜାଣିଥିବା ଏଇ ଜିନିଷଟା ତାଙ୍କର କମ ବିଦ୍ୟା ଥିବ, ସେଥିପାଇଁ କି କୋଉଟା ଠିକ କୋଉଟା ଭୁଲ ସେସବୁ ଜିନିଷ ତାଙ୍କର ଏତେ ନଥିବ। କିନ୍ତୁ ଅଳ୍ପ ବିଦ୍ୟା ହେଲେ ମଧ୍ୟ ଘରକରଣା ଜିନିଷ ପ୍ରତି ତାଙ୍କର ଦୃଷ୍ଟି ଥିବ ହେଲା। ସେଥିପାଇଁ କି ସେ ମାନେ ଅସତ୍ ଉପାୟରେ ଯୋଉ ଧନକୁ ଅର୍ଜନ କରିଥିବେ ତାକୁ ସେ ଚାହୁଁନଥିବେ ଯେ ସେଟା ଅସତ୍ ଉପାୟରେ ଖର୍ଚ୍ଚ ହବ ବୋଲି। ଆଉ ଏମିତି ବହୁତ ସାରା ମାନେ ଅନ୍ୟର ବେକ ଉପରେ ଗୋଡ ଥୋଇକି ଉପରକୁ ବଢି ଯିବାଟାରେ ଆମେ ଦାନା ପାଣିରେ ବି ଦେଖିଥିଲେ, ଏଇଠି ମଧ୍ୟ ସେୟା ଅନ୍ୟକୁ ତଳକୁ ଦମନ କରିକି କେମିତି ଉପରକୁ ବଢିଯିବେ, ଏଇଟା ହଉଛି ତାଙ୍କର ଜୀବନର ଲକ୍ଷ୍ୟ। ଆଉ ତାଙ୍କର ଜୀବନରେ ଆମେ 2 ପ୍ରକାର ନାରୀଙ୍କୁ ବର୍ଣ୍ଣନା କରିଛନ୍ତି, ସେଟା ପରେ କହିବି। 6 ମାଣ 8 ଗୁଣ୍ଠରେ 2 ପ୍ରକାର ନାରୀକୁ ସେ ନେଇଛନ୍ତି। ଗୋଟେ ହେଲା ଆମର ହିନ୍ଦୁ ନାରୀ ମାନେ ସାନ୍ତାଣୀକୁ ନେଇଛନ୍ତି, ଆଉ ଜଣେ ହେଲା ଚମ୍ପା। ଚମ୍ପା ହେଲା ଖଳନାୟିକା
ହେଲା। ଖଳନାୟିକା ଭାବେ 2 ଜଣ ନାରୀଙ୍କୁ ସେ ନେଇଛନ୍ତି। 2 ଜଣ ନାରୀଙ୍କୁ ଭିତ୍ତି କରିକି ତାଙ୍କ ଜୀବନର ରଥଟାକୁ କେମିତି ଭାବରେ ବର୍ଣ୍ଣନା କରିଛନ୍ତି ଫକୀରମୋହନ ସେନାପତି, ସେଟା ପୁରା ଦେଖିବା। ଆଉ ଅନ୍ୟାୟ ଆଉ ଅନୀତିର ପ୍ରତିଷ୍ଠା ପାଇଁକି ତାଙ୍କୁ ସାହାଯ୍ୟ କରୁଥିବା ଚମ୍ପାର ପରିଣତି ମଧ୍ୟ କ'ଣ ହେଇଛି ସେଇଟା ମଧ୍ୟ ଦେଖିବା। ଏଇ ରାମଚନ୍ଦ୍ର ମଙ୍ଗରାଜର ପ୍ରଥମ ପରିଚ୍ଛେଦରେ, ତାପରେ ଦ୍ୱିତୀୟ ପରିଚ୍ଛେଦ ଦେଖ, ସୁନାମ ପୁରୁଷ ଧନ୍ୟ। ତାଙ୍କର ଏଇଠାରେ ଘର କେମିତି ଥିଲା, ଏଠି ବର୍ଣ୍ଣନା କରାଯାଉଛି ସେ ଜଣେ ଗରିବର ପୁଅ ଥିଲେ। ଏଠି ଲେଖା ହେଇଛି 7 ବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲିଥିଲେ। ପଇସା ଅଭାବରୁ ବାପର ସୁଧ ମଧ୍ୟ ଦେଇପାରିନଥିଲେ। ଆଉ ଜମିଦାରୀର ନାମ, ସେ ଯୋଉ ଜମିଦାରୀ ଯୋଉଠି ପାଇଥିଲେ ସେ ଜମିଦାରୀର ନାମ ହେଲା ଫତେପୁର ସରସଣ। ଆଉ 5028 ବାଟି ବାହେଲ, ଲାଖ ରାଜ ବାଜି ପ୍ରାପ୍ତ, 15 ବାଟି 27 ମାଣ ସାଇତ କିମ୍ବା ଏମିତି ଭାବରେ ଲେଖୁଛନ୍ତି। ଓଡ଼ିଆ ଭାଷାରେ ପୁରା ବର୍ଣ୍ଣନା କରୁଛନ୍ତି ଖାଣ୍ଟି ଓଡ଼ିଆ ଶବ୍ଦକୁ ବ୍ୟବହାର କରିକି, ହେଲା। ତାପରେ ବଡ଼ ଲୋକ ଘର, ବଡ଼ ଲୋକ ଘର କଥା ବଡ଼ ଶୁଭେ। ଆମ୍ଭେମାନେ ଅନୁମାନ କରୁ 15,000 ବେଶୀ। ଏଇ ଯୋଉ ଆମ୍ଭେମାନେ ଏଇଟା କହିବା ଦରକାର। ଏମିତି ଭାବରେ ତମେ ଦେଖିବ ଫକୀରମୋହନ ସେନାପତି ପ୍ରତ୍ୟକ୍ଷ ଭାବରେ କେମିତି ଲେଖୁଛନ୍ତି, ତ ଏଇଟାକୁ ତାଙ୍କ ଶୈଳୀରେ ତମେ ଲେଖିପାରିବ। ଘର 5 ପରସ୍ତ, 3 ପରସ୍ତରେ 3 ପୁଅ। ଏହି ପରସ୍ତରେ ସାଆନ୍ତ ସାଆନ୍ତାଣୀ ସାନ ଝିଅ ମାଳତୀ ଥାନ୍ତି। ବାହାର ପରସ୍ତରେ କଚେରୀ ଏବଂ ତାଙ୍କର କାନ୍ଥରେ ସବୁ ନୀଳ ଶୁକ୍ଳ ରଙ୍ଗ, ହରିତ ପାଟଳ ବିବିଧ ରଙ୍ଗରେ ପଦ୍ମ କଲହାର ସବୁ ଅଛି। ସବୁ ପ୍ରକାର ଚିତ୍ର ଅଙ୍କିତ ହୋଇଛି। ସେ ଚିତ୍ରଟା ଯଦି ଆମେ ଦେଖିବା ପାଇଁ ଯିବା, ସେ ଚିତ୍ରଟା ସ୍ୱହସ୍ତ ଚମ୍ପାର ହାତରେ ହେଇଛି। ଆଉ ଚମ୍ପା ଏତେ ପ୍ରକାର ପଶୁର ଛବି ଚିତ୍ର କରିପାରେ ଯେ ସେ ପଶୁ କଲିକତା ଜୁଲଜିକାଲ ଉଦ୍ୟାନ, ମାନେ ଜୁଲଜିକାଲ ଉଦ୍ୟାନ ଯୋଉଟା ଚିଡ଼ିଆଖାନା ଥିବ, ସେଇଟା ତୁମେ ମାନେ ଖୋଜି ପାରିବ ନାହିଁ। ମାନେ ଚମ୍ପା ଏତେ ପ୍ରକାର ଚିତ୍ର ଆଙ୍କିପାରେ। ଏଭଳି ଭାବରେ ଚମ୍ପାର କ୍ୟାରେକ୍ଟରଟାକୁ ଆଣିଛନ୍ତି। ଚମ୍ପାର କ୍ୟାରେକ୍ଟର ପୁରା ଦେଖିବା ଠିକ ସେ। ମଙ୍ଗରାଜଙ୍କ ମୁହଁରୁ ଅନେକ ଥର ମଧ୍ୟ ଶୁଣାଯାଇଛି ସେ କେବଳ ପରର ବିକଳ ସହି ନ ପାରି ଧାନ ଟଙ୍କା କରଜ ଦିଅନ୍ତି। ତାହେଲେ ଏଥିରୁ ଆମେ ଜାଣୁଛେ ଯେ ସେ ସମୟରେ ଯୋଉ ଜମିଦାର ମାନେ ଥିଲେ, ସେମାନେ ମାନେ ଯୋଉମାନେ ତାଙ୍କଠୁ ଯୋଉମାନେ ତଳିଆ ଥିଲେ ସେମାନଙ୍କୁ ପଇସା କରଜ ଦଉଥିଲେ। ଚାଷ କାର୍ଯ୍ୟ ଯେହେତୁ ଥିଲା, ଫାର୍ଷ୍ଟ ଆମେ ଦେଖିବା, ତ ଚାଷ ମାନେ କୃଷି ଉପରେ ଯେହେତୁ ସମସ୍ତେ ନିର୍ଭର କରୁଥିଲେ, ସେଥିପାଇଁ କି ସେମାନେ କରଜ ଦଉଥିଲେ। କିନ୍ତୁ ଏଠି ପୁଣି ସେ ଲେଖୁଛନ୍ତି ଯେ ଆମ୍ଭେମାନେ କହୁ ବରଞ୍ଚ ଲୋକ ସାନ। ଏଭଳି ଭାବରେ ବର୍ଣ୍ଣନା କରିକି ଆସିବା। ବାଣିଜ୍ୟ ବସତି ଲକ୍ଷ୍ମୀ ସଦର୍ଥ କୃଷି କର୍ମଣୀ। ଏଠାରେ ଆମ୍ଭେମାନେ ଅନୁମାନ କରୁଛେ ଜଣେ ମରହଟ୍ଟି କବି ଏଇ କବିତା ଲେଖିଛନ୍ତି। ଆଜିକାଲିର କବିତା ଯଦି କବି ହୋଇଥାନ୍ତେ ସେପରି ଲେଖିଥାନ୍ତେ ଯେ ବାଣିଜ୍ୟ ଲକ୍ଷ୍ମୀଙ୍କ ବାସ ତହୁଁ ଅଧେ ବି ଏଲ ପାସ। ମାନେ ଏଭଳି ଭାବରେ ବ୍ୟଙ୍ଗୋକ୍ତି ପ୍ରକାଶ କରୁଛନ୍ତି। ତ ସେ ବାଣିଜ୍ୟ ବସତି ଲକ୍ଷ୍ମୀ ଏଇଟାର କ'ଣ, ଏହି ପରିଚ୍ଛେଦରେ ତମେ ଦେଖିବ ଯେ ଔପନ୍ୟାସିକ ମଙ୍ଗରାଜର ଯୋଉ ନିଷ୍ଠୁର କାର୍ଯ୍ୟକଳାପ ତାହା ସମ୍ବନ୍ଧରେ ଏଇଠି ସୂଚନା ଦେବେ। ମଙ୍ଗରାଜ ନିଜେ ମଧ୍ୟ ଗର୍ବ କରି କହନ୍ତି ଯେ ସେ କାହାଠାରୁ କେବେ 2 ପଇସା ଆଣିନାହାନ୍ତି। ଆମେ ସେଟା ପଢିଲେ ନା ଯେ ତାଙ୍କ ମୁହଁରୁ ଅନେକ ଥର ଶୁଣାଯାଇଛି ଯେ ସେ ପରଲୋକର ବିକଳ ସହି ନ ପାରି ତାଙ୍କୁ କରଜ ଦିଅନ୍ତି। ମଙ୍ଗରାଜ ପ୍ରଥମେ ଗାଁ ପ୍ରଧାନଙ୍କ ଠାରୁ ମାନେ ଜମିଟା ଆଣିଥିଲେ, ମାତ୍ର ସେଥିରୁ ସେ ଆଜି 4 ବାଟ 6 ମାଣ 8ରେ ନିଜେ ଚଷୁଛନ୍ତି। 23 ବାଟି 17 ମାଣର ଭାଗ ସେ ଲଗାଇଛନ୍ତି। ତାଙ୍କର ଚାଷ କାର୍ଯ୍ୟ ପାଇଁ ବଳଦ 15 ହଳ, 12 ଜଣ ହଳିଆ ପ୍ରତ୍ୟହ ନିୟୋଜିତ ଥାନ୍ତି। ମଙ୍ଗରାଜଙ୍କର ଏହା ଯୋଉ ଏପରି ଭାବରେ ତାଙ୍କର ଯୋଉ ପ୍ରତିପତ୍ତିଟା ଯେମିତି ବଢି ବଢି ଚାଲିଛି, ଏଇଟା କେମିତି ସମ୍ଭବ ହେଲା ବା କିପରି ଭାବରେ ଏଇଟା ସମ୍ଭବ ହେଲା, ସେ କଥା ଯଦି ଆମେ ଜାଣିବା ପାଇଁ ଯିବା, ତାହେଲେ ଆମେ ଜାଣିବା ଯେ ସେ କ'ଣ କରନ୍ତି ନା ମାନେ ଯାହାର ଜମିଟା ତାଙ୍କୁ ଭଲ ଲାଗେ ତାର କଅଁଳ କଥା କହିକି ସେଇ ଚାଷୀ ମାନଙ୍କର ପିଠିରେ ହାତ ଥପଡେଇକି କାର୍ଯ୍ୟ ହାସଲ କରିବାରେ ସେ ପୁରା ଧୂର୍ତ୍ତ ଥିଲେ। ତ ଦିନ ଦୁପହରରେ ତାଙ୍କର ମୂଲିଆ ମାନଙ୍କୁ ସେ ପୁରା ଖଟାନ୍ତି। ତୋରାଣୀ 2 କଂସା ପିଆଇକି ପୁରା ଗଧର ଖଟଣି ସେ ତାଙ୍କୁ ଖଟାନ୍ତି ଏବଂ ତୋରାଣୀ 2 କଂସା ପିଆଇଲା ବେଳେ ତାର ଉପକାରିତାକୁ ମଧ୍ୟ ସେ ବର୍ଣ୍ଣନା କରନ୍ତି ଯେ ତୋରାଣୀରେ କେତେ ଉପକାରିତା ଅଛି, ଶାଗ ଖାଇବାରେ କେତେ ଉପକାରିତା ଅଛି, ଏଟାକୁ ମଧ୍ୟ ଦେଖିବ। ସାଆନ୍ତଙ୍କର ବଗିଚାରେ 17ଟା ସଜନା ଗଛ। ସଜନା ଶାଗ ହଜମୀ, ବଳକର, ରୋଗନାଶକ, ମୁଖରୋଚକ, ରୋଗୀର ପଥ। ନିର୍ଘଣ୍ଟରେ ସଜନାରେ ଏପରି ଗୁଣବର୍ଣ୍ଣନା ଅଛି ଆମ୍ଭେମାନେ କାହୁଁ ଜାଣୁ, କାରଣ ସେ ବିଦ୍ୟାରେ ଆମ୍ଭେମାନେ ନିତାନ୍ତ ଅନଭିଜ୍ଞ। କିନ୍ତୁ ସାଆନ୍ତଙ୍କ ମୁଖରୁ
ଯଥାଶ୍ରୁତଂ ତଥା ଲିଖିତଂ ଏମିତି ଲେଖୁଛନ୍ତି। ଫକୀରମୋହନ ସେନାପତି ଏଠି ବ୍ୟଙ୍ଗୋକ୍ତି ପ୍ରକାଶ କରିଛନ୍ତି ଯେ ପରମେଶ୍ୱରଙ୍କର ସୃଷ୍ଟିରେ କେତେ ଭଲ ଅଛି, ସେଥିରେ ଭଲ ମନ୍ଦ ମିଶାମିଶି। ଦେଖ ପଣସ ଖୋସା ଗୁଡାକ କେତେ ମଧୁର, କିନ୍ତୁ ତା ଭିତରେ ସୂତା ଗୁଡାକ ବଦ ହଜମି। କିନ୍ତୁ ଜ୍ଞାନୀ ଲୋକଠାରେ କିଛି ଅଖାଞ୍ଚ ରଖେ ନାହିଁ, ଭଲକୁ ଭଲ ମନ୍ଦକୁ ମନ୍ଦ ବାଛି ଦିଅନ୍ତି। ସଜନର ସବୁ ଭଲ, କେବଳ ଛୁଇଁ ଗୁଡାକ ଖରାପ ଆଉ ବଦ ହଜମି। ସେଥିପାଇଁ କି ସଜନା ଶାଗ ଗୁଡାକ କଣ ହଉଥିବ, ମୂଲିଆ ମାନଙ୍କ ପାଇଁ ରହୁଥିବ ଏବଂ ଛୁଇଁ ଗୁଡାକ ଯାଉଥିବ ବଜାରକୁ ବିକ୍ରି ହେବା ପାଇଁ। ଛୁଇଁ ଗୁଡାକ କାରଣ ଖରାପ, ତ କେମିତି ଲେଖିଛନ୍ତି? କାରଣ ତାଙ୍କର ମଙ୍ଗରାଜଙ୍କ ବିଷୟରେ ଲେଖିଲା ବେଳେ ସେ କହୁଛନ୍ତି ଯେ ଯେମିତି ବାପା ମାଙ୍କ ଆଗରେ ଯଦି ପିଲାଟା ନ ଖାଇଥିବ, ବାପା ମା କେବେ ଶାନ୍ତିରେ ଶୋଇପାରିବେନି। ଏଇଟା ହଉଛି ସତ୍ୟ କଥା। ସେଇଭଳିଆ ଲେଖୁଛନ୍ତି ଯେ ମା ବାପା ପିଲାମାନଙ୍କର ଖିଆପିଆ ନିଜେ ନ ଦେଖିଲେ ସେମାନଙ୍କର ମନ ମାନେ ନାହିଁ। ଯେତେ ବି ପିଲା ଖାଉ, ଯେତେ ବି ପିଲା ମୋଟା ସୋଟା ହେଇଥାଉ, କିନ୍ତୁ ଯଦି ପିଲା ଦିନେ ନ ଖାଇଲା, ବାପା ମାଙ୍କୁ ଲାଗେ ଯେ ହଁ ଆଜି ପୁରା ଝଡି ଯାଇଛି, ଏମିତି ଲାଗେ। ସେଇପରି ଭାବରେ ହଳିଆ ମାନେ ଧାଡ଼ି ହୋଇ ଖାଇବାକୁ ବସିଯାଆନ୍ତି। ସାଆନ୍ତେ ତାଙ୍କ ରାନ୍ଧୁଆଣୀଙ୍କୁ ଉଚ୍ଚ ସ୍ୱରରେ କୁହନ୍ତି, ଆରେ ତୋରାଣୀ ଆଣ, ତୋରାଣୀ ଆଣ, ଏମାନଙ୍କର ତଣ୍ଟି ଶୁଖି ଯାଉଛି। ଏମିତି ଭାବରେ ଲେଖିଛନ୍ତି। ରାନ୍ଧୁଆଣୀ କଣ କରେ, ଅଭ୍ୟସ୍ତ ବିଦ୍ୟା ପ୍ରଭାବରେ ଫି ଜଣଙ୍କୁ 2 କଂସା କରି ତୋରାଣୀ ଆଣିକି ଦିଏ। ହଳିଆ ଗୁଡାକ ଏଇ ତୋରାଣୀ ପିଇବାକୁ ନାରାଜ ହେଲେ ସାଆନ୍ତେ ତାର ଉପକାରିତା ଏବଂ ତାର ବଳକାରିତ୍ୱ ସମ୍ବନ୍ଧରେ ଖୁବ୍ ବଡ଼ ବକ୍ତୃତା ଦିଅନ୍ତି। ହେଲା, ମାନେ ତୋରାଣୀକୁ କେମିତି ପିଅନ୍ତି, ତୋରାଣୀକୁ ପ୍ରଥମେ ପିଇବାକୁ ଦେଇଦେବେ 2 କଂସା, ତାପରେ ଆଉ ଜଣେ ଖାଇପାରିବ କି? ତ ଏମିତି ଭାବରେ ତୋରାଣୀକୁ ଦେଇ ଦିଅନ୍ତି। ତାପରେ ଶାଗ ଯୋଉଟା ତାଙ୍କର ସଜନା ଶାଗ ଯୋଉ ଶାଗର କେମିତି ଉପକାରିତା କୁହନ୍ତି। ତ କିଭଳି ଭାବରେ ଗୋଟେ ମାନେ ଧାର୍ମିକ ଲୋକ, ଏଇଟା ତମେ ମାନେ ଜାଣିପାରିବନି ଏବେଠାରୁ। ତାପରେ ଦେଖ ଚାଷ ତଦାରଖ। ମଙ୍ଗରାଜ ନିଜ ପର ଚାଷ ବୁଝନ୍ତି ନାହିଁ। ମାନେ ଯେଉଁ ଲୋକ ନିଜ ପର ଭିତରେ ପ୍ରଭେଦ ଦେଖା ନାହିଁ, ଯେଉଁ ଲୋକ ଭାବେ କି ପରର ଜିନିଷକୁ ବି ନିଜର ଭଳିଆ କେୟାର ନିଏ, ତ ସେଭଳିଆ ଲେଖୁଛନ୍ତି। ପରର ଜିନିଷକୁ ଯିଏ ଦେଖିକି ଭାବେ କି ଏଟା ବି ମୋର ନିଜର, ସେଇଭଳିଆ ଭାବରେ ସେ ଲେଖୁଛନ୍ତି ଯେ କେମିତି ବ୍ୟଙ୍ଗ, ସବୁ ଜାଗାରେ ସେ ସେମିତି ଲେଖିଛନ୍ତି। ମଙ୍ଗରାଜ ନିଜ ପର ଚାଷ ବୁଝନ୍ତି ନାହିଁ। ଶାସ୍ତ୍ରର ପାଠ ଡାକୁଛନ୍ତି, ଲଘୁଚାତ ମାନେ ଆପଣା ଓ ପର କିପରି ବୁଝନ୍ତି। ସାଆନ୍ତ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେହିପରି ଦୃଷ୍ଟି। ତ ସେଥିପାଇଁ ସେ କହୁଛନ୍ତି ଯେ ଭାତ ହାଣ୍ଡିରୁ ଗୋଟେକୁ ଚିପୁଡ଼ି ଦେଲେ ଯେମିତି ସବୁ ଜଣା ପଡିଯାଏ, ସର୍ଦ୍ଦାର ହଳିଆ ଗୋବିନ୍ଦ ପୁହାଣ ସକାଳେ ଜଣାଇଲା ଯେ ଆଜ୍ଞା 1.5 ମାଣ ବିଲ ଅରୁଆ ରହିଲା, ତଳ ନିଅଣ୍ଟ। ସାଆନ୍ତେ ହଁ କହି ହେଲେ। ମାନେ ସେଠି ଯିଏ ଶ୍ୟାମ ଯିଏ ଥିବ, ସେଠିକାର ଶ୍ୟାମ ଯିଏ ଲୋକଟା ଯିଏ ଥିବ, ସେ ଶ୍ୟାମ କଣ କରିଥିବ, ବିଲ, ତାର ଗାଁ ତଳେ ତାର ବିଲ, ଏବଂ ସେ ବିଲ ଗୁଡାକରେ ତାର ଆଗରୁ ଶୁଆ ପକ୍ଷିଆ ବୁଲିଗଲାଣି, ମାନେ ସେଠି ବହୁତ ଭଲ ତାର ଚାଷ ହେଇଥିବ। ଶ୍ୟାମ ନଈ ପଡି କଣ କରୁଥିବ, ସେ ସମୟରେ ହିଡ ବାନ୍ଧୁଥିବ। ତ ସେଠି ଯାଇକି ପହଞ୍ଚିଯିବେ, ସାଆନ୍ତ ପହଞ୍ଚିଯିବେ ଏବଂ ସାଆନ୍ତଙ୍କ ସହିତ ତାଙ୍କର 2 ଜଣ ଚେଲା ଯିଏ ସେମାନେ ଥିବେ ପହଞ୍ଚିଯିବେ। ପାଣ୍ଡିଆ ଆଉ ଗୋବିନ୍ଦ ପହଞ୍ଚି ଗଲା ପରେ ତାକୁ କହିବେ, କିରେ ବାପା ଶ୍ୟାମ ହଠାତ୍ ସାଆନ୍ତକୁ ଦେଖି ଚମକି ପଡିବ। 5 ହାତ ଦୂରକୁ କୋଡ଼ିଆଟା ଫୋପାଡ଼ି ଦେଇ ଲଟ୍ କରି କାଦୁଅରେ ଶୋଇପଡ଼ି ଓଳଗି ହବ। ଆରେ ଉଠ ବୋଲି ସ୍ନେହରେ ତାକୁ ସାଆନ୍ତେ ସମ୍ବୋଧନ କରିବେ ଏବଂ ତାକୁ କହିବେ, ଏମିତି କଣ ଚାଷ କରାଯାଏ, କେମିତି ଚାଷ କରାଯିବ, କେମିତି ଚାଷ କଲେ ଭଲ ହବ, ଏମିତି ଚାଷ କରାଯାଏନି। ଏମିତି ଶୁଣିକି ତାକୁ କହିବେ ଯେ ଆରେ ଶ୍ୟାମ ତୁ କଣ କରୁଛୁ, ତୁ ନିହାତି ଓଲୁ, ଚାଷ କରି ଜାଣୁନାହୁଁ, ଆରେ ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳିବ। ଏମିତି ଭାବରେ ବର୍ଣ୍ଣନା କରୁଛନ୍ତି। ଗଛ ନିଶ୍ୱାସ ମାରିବାକୁ ତ ବାଟ ଛାଡୁନି, ଓପାଡ଼ ଅଧା ଓପାଡ଼ି ପକା। ଏମିତି କରିକି ତାର ପୁରାଟାକୁ ଓପାଡ଼ି ଦେବେ। ସେ ପୁରା ସେଠି ଗୋଡ଼ ହାତ ଧରୁଥିବ ତାଙ୍କର। ଶ୍ୟାମ ଥରେ ତାଙ୍କର ହାତ ଯୋଡୁଥିବ, କିନ୍ତୁ ତାକୁ ଏମିତି କହିକି ତାର ମାନେ ତାଙ୍କ ପାଟିରୁ ଓପାଡ଼ ନ ବାହାରୁଣୁ ଗୋବିନ୍ଦ ଆଉ ପାଣ୍ଡେ କଣ କରିବେ, ସବୁ ତାକୁ ପୁରା ଓପାଡ଼ିକି ଅଧାକୁ ପୁରା ନଣ୍ଡା କରିଦେବେ। ତ ଏଭଳି ଭାବରେ ଗୋଟେ କ୍ୟାରେକ୍ଟର ଯିଏକି ମଙ୍ଗରାଜ, ଯିଏକି ପରର ବେକକୁ ଚିପିକି ନିଜେ କେମିତି ଭଲରେ ପାଣି ପିଇକି ବସିଥାଏ, ଆଉ ପର ମୁଣ୍ଡ ଉପରେ ଗୋଡ ଥୋଇକି ଉପରକୁ ଚଢୁଛି। ଗୋଟେ ଧାର୍ମିକ, ମାନେ ପ୍ରକୃତରେ କଣ ସେ ଧର୍ମ କାମ କରୁଛନ୍ତି କି ପ୍ରକୃତରେ ସେ ଲୋକମାନଙ୍କ, ତାଙ୍କ ହଳିଆ ମାନଙ୍କ କଥା ବୁଝୁଛନ୍ତି, ତାଙ୍କୁ ଗଧର ଖଟଣି ଖଟଉଛନ୍ତି। ସେଥିପାଇଁ ଲେଖାଯାଇଛି ଯେ ବାଣିଜ୍ୟତେ ସର୍ବତ ଲକ୍ଷ୍ମୀ ସଦସ୍ୟ କୃଷି କମଣେ। ତାଙ୍କର ମାନେ ଧନ ଜନ ଗୋପ ଲକ୍ଷ୍ମୀ କେଉଁଥିରେ ଅଭାବ ନାହିଁ। ସେ କହନ୍ତି ଯେ ଅର୍ଥକାରୀ ଫସଲ ଗରିବ ମୂଲ୍ୟଙ୍କ ପାଇଁ ଭଲ ନୁହେଁ। ସେଥିପାଇଁ କି ସେ କେମିତି ମାନେ
ଯୋଉଗୁଡ଼ାକ ଅର୍ଥକାରୀ ଫସଲ ନୁହେଁ ସଜନା ଶାଗକୁ ଦଉଥିବେ ଏବଂ ତାର ମାନେ ଯୋଉ ସଜନା ଶାଗର ସବୁ ଭିଟାମିନ୍ ଅଛି ସଜନା ଶାଗଟା ହଉଛି ବେଶୀ ଭଲ ସେଟା କେମିତି ବଳ ଯୋଗାଏ ତୋରାଣୀ କେମିତି ବଳ ଯୋଗାଏ ସେଗୁଡାକ ସବୁ କହିକି ଆଉ ବାକି ସବୁଗୁଡାକ ମାନେ ଇଏ କରିଦଉଥିବେ ବଜାରକୁ ପଠେଇ ଦଉଥିବେ ଯୋଉଗୁଡାକ ଅର୍ଥକାରୀ ଫସଲ ସେଗୁଡାକୁ ଦଉନଥିବେ। ମଙ୍ଗରାଜଙ୍କର କୁଟୁମ୍ବ ପରିଚ୍ଛେଦ 5 ଦେଖ କୁଟୁମ୍ବ କଥା ଯେତେବେଳେ ବର୍ଣ୍ଣନା କରୁଛନ୍ତି ଫକୀରମୋହନ ସେନାପତି ସେ ଲେଖୁଛନ୍ତି ଯେ ଆପଣ ତ ଆମ୍ଭମାନଙ୍କ ସ୍ୱଭାବ ଜାଣନ୍ତି ମିଛ କଥା ଲେଖିବା କଥା ବଢେଇକି ଲେଖିବା ଅକାରଣ ଲେଖିବା ଆମମାନଙ୍କର ଧାତୁରେ ନାହିଁ। ମା ଲିଖତ ସତ୍ୟମ ପ୍ରିୟମ ଅର୍ଥାତ୍ ସତ୍ୟ କଥାରୁ ମଧ୍ୟ ଅଧା ଅଧି ଛାଡ଼ି ଦେବାକୁ ହୁଏ। ଏଭଳି ଭାବେ ଲେଖୁଛନ୍ତି ଯେ ସେ ଯୋଉଟା ତାଙ୍କର ଉପନ୍ୟାସରେ ବର୍ଣ୍ଣନା କରିବେ କିମ୍ବା ଯୋଉଟା ବର୍ଣ୍ଣନା କରୁଛନ୍ତି ସେଟା ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ ସତ୍ୟ ଘଟଣା ଉପରେ ସେ ଲେଖୁଛନ୍ତି ସେଥିପାଇଁ ସେ କହୁଛନ୍ତି ଯେ ଆପଣମାନେ ତ ଜାଣିଛନ୍ତି ଏଇଟା ମୁଁ ସତ୍ୟ ଘଟଣା ବୋଲି ଗୋଟେ ସତ୍ୟ ମାନେ ଏହା ସତ୍ୟ ବୋଲି ଗୋଟେ ଅବବୋଧ ସୃଷ୍ଟି କରିବା ପାଇଁ ସେ ଏଭଳି ଭାବରେ ବର୍ଣ୍ଣନା କରୁଛନ୍ତି ଯେ ଆହୁରି ବି ବର୍ଣ୍ଣନା କରିବେ ଆଗକୁ ଲେଖିବେ ଯେ ମିଥ୍ୟା କହିବା ଆମମାନଙ୍କର ଧର୍ମ ନୁହେଁ। ତ ଆପଣମାନେ ଜାଣିଛନ୍ତି ବଢେଇ ଚଢେଇ ଲେଖିବା ଆମ କଥା ଇଏ ନୁହେଁ। ତାପରେ ମାନେ ଫକୀରମୋହନ ସେନାପତି ତାଙ୍କର ଉପନ୍ୟାସ ଲେଖିଲା ବେଳେ ରୀତି ଯୁଗକୁ ମଧ୍ୟ ସେ କେମିତି କ୍ରିଟିସାଇଜ କରିଛନ୍ତି ରୀତି ଯୁଗର କବିମାନଙ୍କୁ ମଧ୍ୟ ଗୋଟେ ଟାଇମରେ ସେ ଲେଖୁଛନ୍ତି ସେଇଟା ବି ତମେ ଦେଖିପାରିବ ଯେ ରୀତି ଯୁଗର କବିମାନେ ଯଦି ଗୋଟେ ନାରୀକୁ ପାଇଯିବେ ସେମାନେ ତାର ଅଙ୍ଗ ବର୍ଣ୍ଣନା କରିବାରେ ଲାଗିବେ ତ ସେଟାକୁ ବି ସେ କ୍ରିଟିସାଇଜ କରି ଲେଖୁଛନ୍ତି ହେଲା ହେଲେ ଆମେ ଦେଖିବା ଆଗକୁ ଦେଖିବା କିନ୍ତୁ ସାଧାରଣତଃ ଆମର କଥାରେ ଅଛି ଯେ ଚାଣକ୍ୟ ନୀତିରେ ଆମର କୁହାଯାଏ ଯେ କି ଯେ 5 ବର୍ଷରେ ଥିବ ସେତେବେଳେ ପିଲାକୁ କଣ କରିବ ନା ପିଲାକୁ ପାଳନ କରିବ 5 ବର୍ଷରେ ଶିଶୁକୁ ପାଳନ କରିବ 15 ବର୍ଷ ହେଲା ବେଳକୁ ତାକୁ ଶାସନ କରିବ ଏବଂ ଯେତେବେଳେ ପୁତ୍ରକୁ 16 ବର୍ଷ ପ୍ରାପ୍ତ ହବ ସେତେବେଳେ ତାକୁ ମିତ୍ର ବ୍ରତ ଆଚରଣ କରିବ ଗୋଟେ ସାଙ୍ଗ ଭଳିଆ ତା ସହିତ ମିଶିବ ହେଲା କିନ୍ତୁ ମଙ୍ଗରାଜଙ୍କର ମୁହଁରେ କେମିତି ଫକୀରମୋହନ ସେନାପତି ତାକୁ କେମିତି ବ୍ୟଙ୍ଗୋକ୍ତି ପ୍ରକାଶ କରିଛନ୍ତି ଲାଳୟତ ପଞ୍ଚ ବର୍ଷାଣି 10 ବର୍ଷାଣି ତାଡ଼ୟତ ପ୍ରାପ୍ତିଷୁ ଷୋଡ଼ଶ ବର୍ଷେ ପୁତ୍ର ମିତ୍ର ବଦାଚରେତ ହେଲା ମାନେ ଏଥିରୁ ଏଇଟା ଜଣା ପଡୁଛି ଯେ ତାଙ୍କର ପିଲାମାନଙ୍କୁ ଏଇ ଯୋଉ ବ୍ୟଙ୍ଗ ବିଦ୍ରୂପ କରିକି ଯୋଉ ଲେଖିଛନ୍ତି ଫକୀରମୋହନ ସେନାପତି ବର୍ଣ୍ଣନା କରିଛନ୍ତି ଅର୍ଥାତ୍ ମଙ୍ଗରାଜଙ୍କର ଅର୍ଥରେ 5 ବର୍ଷ ଯାଏ ପିଲାମାନଙ୍କ ପାଟିରୁ ଲାଳ ବୁହେ 10 ବର୍ଷ ହେଲେ ସେମାନଙ୍କୁ ତାଡ଼ିବ ଏବଂ 16 ବର୍ଷ ହେବା ଉତ୍ତାରୁ ସେମାନଙ୍କ ସହିତ ବଦ ଆଚରଣ କରିବ ଯୋଉଟା କି ଚାଣକ୍ୟ ନୀତିର ସମ୍ପୂର୍ଣ୍ଣ ବିପରୀତ ହେଲା ଏଇଟା ମଙ୍ଗରାଜଙ୍କର ମାନେ ମୁହଁରୁ ସେଟା ଶୁଣିଛନ୍ତି ଏଥିରୁ ଏଇଟା ଜଣା ପଡିଛି ତାଙ୍କ ପିଲାମାନେ ମାନେ ନିଶାରେ ବୁଡି ରହୁଥିବେ ନିଶା ପାଣିରେ ବୁଡି ରହୁଥିବେ ସେଥିପାଇଁ କି ତାଙ୍କ ପିଲାମାନଙ୍କ ତାଙ୍କୁ ଭଲ ଲାଗୁନଥିବ ସେଥିପାଇଁ ସେ ଏଇଟା ଲେଖିଥିବେ ଯେ ଯେତେବେଳେ 16 ବର୍ଷେ ପୁତ୍ର ମିତ୍ର ବଦାଚରେତ ହେଲା ମାନେ ବଦ ଆଚରେତ ମାନେ ଏଭଳି ଭାବରେ କରିବନି ଯୋଉଟା କି ଚାଣକ୍ୟ ନୀତିର ବିପରୀତ ହେଲା ତାପରେ ମଙ୍ଗରାଜଙ୍କର କୁଟୁମ୍ବରେ ଯଦି ଆମେ ଦେଖିବା ସେ ଲେଖୁଛନ୍ତି ଯେ ନିଜେ ମାନେ ଗୋଟେ ବହୁ ପଶୀ ଲୋକ ଘରେ ଖାଇବାକୁ କୁଟୁମ୍ବ ଢେର ନିଜେ ସାନ୍ତାଣୀକୁ ଛାଡି 3 ପୁଅ ହିସାବରେ 3 ବୋହୂ ପୋଇଲି ପରିବାରିକ 20 କି 22 ଏପରି 40-30 ଲଗାଲଗି 30-40 ଜଣ ଲୋକ ଗୋଟେ ଜାଗାରେ ରୁହନ୍ତି ଏବଂ ତାଙ୍କର ବର୍ଣ୍ଣନା କଲାବେଳେ ଦେଖୁଛନ୍ତି ଯେ ବୋହୂ ମାଙ୍କ କଥା ଲେଖିବା ତ ଅନୁଚିତ ବୋହୂ ମାଙ୍କ କଥା ଅର୍ଥାତ୍ ସାନ୍ତାଣୀଙ୍କ କଥା ସେ ବର୍ଣ୍ଣନା କରିନାହାନ୍ତି କିନ୍ତୁ ବଡ ଲୋକ ଘରେ ବହୁ ଭୁଆସୁଣୀ କଥା ଦାଣ୍ଡରେ ପକାଇଲେ ଲୋକେ ଆମମାନଙ୍କୁ କଣ କହିବେ ସେମାନେ ଯେପରି ଦିନ ପହରେ ବିଛଣାରୁ ଉଠି 2-3 ଘଣ୍ଟା ମଧ୍ୟରେ ଦାନ୍ତପ୍ରତ ଘଷି ମର୍ଦ୍ଦନ ସ୍ନାନ ସାରି ଭୋଜନ କରି ଦିନ ବେଳେ ବେଳ ବୁଡିଯାଇ ଶୋଇପଡନ୍ତି ସେଗୁଡିକ ଲେଖିଲେ କଣ ହେବ ମାନେ ଏଭଳି ଭାବରେ ବ୍ୟଙ୍ଗୋକ୍ତି ପ୍ରକାଶ କରିଛନ୍ତି କାରଣ ସେଠି ଯୋଉ ପୋଇଲି ମାନେ ଥିବେ ତାଙ୍କ କଥା ଲେଖୁଛନ୍ତି ସେମାନେ କଣ କରୁଥିବେ ସେଠି ବର୍ଣ୍ଣନା କଲା ବେଳକୁ କହୁଛନ୍ତି ଯେ ଅନେକ ଗୁଡିଏ ନିଷ୍କର୍ମା ପୋଇଲି ରୁଣ୍ଡ ହେଲେ ପୃଥିବୀରେ କଳିଜାତ ହୁଏ ମଙ୍ଗରାଜ ଉଆସ ଏହି ସନାତନ ବିଧିକୁ ଲଙ୍ଘି ନଥିଲା ରାତି ଅଧ ଯାଏ ଉଆସ ମଧ୍ୟରେ ମାଛ ହାଟ ବସିଲା ପରି ଘୋ ଘୋ ଶବ୍ଦ ଶୁଭେ ମାନେ ମଙ୍ଗରାଜଙ୍କର ଘରେ କେମିତି ପୋଇଲି ମାନଙ୍କର କେମିତି ଆତଜାତ ପୋଇଲି ମାନେ କେମିତି ଉଠନ୍ତି କେତେ 30-40 ଜଣ ଲୋକ ଅଛନ୍ତି ଅନେକ ବିଧବା ମଧ୍ୟ ଅଛନ୍ତି ସେମାନଙ୍କ ମଧ୍ୟରେ କଳି ଲଗାଇବା କଳି ଭାଙ୍ଗିବା ହସିବା ଅଧରାତି ପର୍ଯ୍ୟନ୍ତ ବସି ଗପିବା ଗାଁର କଥା ଶୁଣିବା ସେମାନଙ୍କର ଏସବୁ କାମ ଥିବ ରୁକ୍ମଣୀ ମରୁଆ ଚେମି ନାକଫେଡି ଟେରି ବିମଳି ସୁକି ପାଟ କୌଶଳୀ ଏମିତି ଆହୁରି ପୋଇଲି ଅଛନ୍ତି ସେମାନେ ଆମମାନଙ୍କୁ ଅଜଣା
କେହି ବାଳ ବିଧବା ମାନେ ବାଳ ବିଧବା ମାନେ ସେ ସମୟରେ ସମାଜର ପରିସ୍ଥିତିରେ ବାଲ୍ୟ ବିବାହର ପ୍ରଚଳନ ଥିଲା, ସେଟା ବି ତମେ ଜାଣିପାରିବ। କେହି ଯୁବତୀ ବିଧବା, କେହି ଆଜନ୍ମ ବିଧବା, କେହି ବା ସଧବା। ନାନା ପକ୍ଷୀ ଏକ ବୃକ୍ଷରେ ବାସ କଲା ପରି ମଙ୍ଗରାଜଙ୍କର ଆଶ୍ରୟ ନେଇଛନ୍ତି ଏବଂ କେତେକ ଆସୁଛନ୍ତି କେତେକ ଯାଉଛନ୍ତି, ତାର ଠିକ ଠିକଣା ନାହିଁ। ତ ଏଭଳି ଭାବରେ ତାଙ୍କର ମଙ୍ଗରାଜଙ୍କର କୁଟୁମ୍ବକୁ ସେ ଲେଖିଛନ୍ତି। ଏବେ ଆସିବା ଆମେ ମେନ୍ କ୍ୟାରେକ୍ଟର ଯୋଉଟା ଚମ୍ପା। ପରିଚ୍ଛେଦ 6। ଉଆସ ମଧ୍ୟରେ ଯେତେ ଲୋକ ଅଛନ୍ତି ସେଥିମଧ୍ୟରେ ଚମ୍ପା ଓରଫ ଚମ୍ପା ସାଆନ୍ତାଣୀ ମାନେ ବ୍ୟକ୍ତି କେମିତି ପ୍ରକାଶ କରୁଛନ୍ତି ଯେ ଚମ୍ପା ହଉଛି ଗୋଟେ ପୋଇଲି ଥିବ କିନ୍ତୁ ତାପରେ ହଉଛନ୍ତି ଓରଫ ଚମ୍ପା ସାଆନ୍ତାଣୀ। ଚମ୍ପା ସାଆନ୍ତାଣୀ ତାକୁ କଣ ପାଇଁ ଲେଖାଗଲା ସେଟା ଦେଖିବା। ଓରଫ ହରକଳା। ହରକଳା କହୁଥିବାରୁ ଦିନେ ସେ ମାନେ ମଙ୍ଗରାଜଙ୍କ ପାଖରେ ଯାଇକି କହିଥିବ, ସେଥିପାଇଁ କି ପୁରା ଗାଁ ସାରା ପୁରା ଆସିଯିବ ଯେ ଖବରଦାର ଚମ୍ପାକୁ କେହି ବି ହରକଳା ଡାକିବେ ନାହିଁ। ମାସେ 2 ମାସ ଧରି ଏଇ କଥାଟା ଚାଲିଥିବ। ଏଇ ଯୋଉ ଚମ୍ପାକୁ କୁହାଗଲା ସାଆନ୍ତାଣୀ ସମ୍ବୋଧନ କରାଗଲା, ଚମ୍ପାର କ୍ଷମତାଟା ହଉଛି ସୀମାତୀତ, ମାନେ ପୁରା ମାନେ ସୀମାତୀତ ହେଲେ ମଧ୍ୟ ଆମେ ଏତିକି ଜାଣୁ ଯେ ତାର ଅଧିକ କଣ, ମାନେ ତାର କ୍ଷମତାଟା କାହାଠୁ ଅଧିକ, ସାଆନ୍ତାଣୀଙ୍କର କ୍ଷମତା ଠାରୁ ଅଧିକ। ଯିଏ ତାଙ୍କ ମାନେ ମେନ୍ ଯିଏ ସାଆନ୍ତାଣୀ ଯିଏ ମଙ୍ଗରାଜଙ୍କର ଧର୍ମପତ୍ନୀ ଯିଏ, ତାଙ୍କ ଠାରୁ ଅଧିକ। ତାପରେ ଦେଖିବା ଯେ ଏଠି ଦେଖ ସେଇ ପେଜରେ ଦେଖ 14 ନମ୍ବର ପେଜରେ ଦେଖ ସେ ଲେଖୁଛନ୍ତି, ପୁଣି ଗ୍ରନ୍ଥକାର ମାନେ ଖସଲତ ଅଛି ଗୋଟିଏ ନାୟିକାକୁ ପାଇଲେ ଛେନାଗୁଡ ପାଇଲା ପରି ସବୁ କଥା ପାଶରେ ଯାଇ ତାର ରୂପ ବର୍ଣ୍ଣନା କରିବାକୁ ତରବର ହୋଇଯାଆନ୍ତି। ରୀତି ଯୁଗରେ ତମେ ସେ ଶୈଳୀଟା ଦେଖିବ, ରୀତି ଯୁଗରେ ଯୋଉମାନେ ଥାଆନ୍ତି ସେମାନେ କଣ କରନ୍ତି ନା ନାୟିକାର ବର୍ଣ୍ଣନା କରିବାରେ ସେମାନେ ଫଳ ପୁଷ୍ପ ସବୁ କିଛି ମାନେ ଲାବଣ୍ୟବତୀ ପଢିଲା ବେଳେ ଆମେ ଦେଖିବା ପୁଷ୍କରଣୀକୁ କେମିତି ବର୍ଣ୍ଣନା କରିଛନ୍ତି, ନାୟିକାର ମାନେ ନାୟିକା ସ୍ଥାନ ସହିତ ତୁଳନା କରୁଛନ୍ତି। ମାନେ ଏଭଳି ଭାବରେ ଗୋଟେ ନାୟିକାକୁ ପାଇଲେ ସେ ସମୟରେ ପ୍ରକୃତିକୁ ନେଇକି ହିଁ ସେ ନାୟିକାକୁ ପୁରା ବର୍ଣ୍ଣନା କରିଥାନ୍ତି। ସେଥିପାଇଁ ସେ ଲେଖୁଛନ୍ତି, ଆମ୍ଭେମାନେ ଯେ ରୂପ ବର୍ଣ୍ଣନା କରିବାରେ ଅକ୍ଷମ ତାହା ନୁହେଁ। ଏହି ଦେଖ କଦଳୀ, ପଣସ, ରମ୍ଭା, ଆମ୍ବ, ଡାଳିମ୍ବ, ଟଭା ଏପରି ସବୁ ଗଛ, ପତ୍ର, ଫୁଲ, ଫଳ, ଚମ୍ପାର ବିଶେଷ ବିଶେଷ ଅଙ୍ଗ ସହିତ ବିଶେଷ ବିଶେଷ ପଦାର୍ଥ ମିଳାଇଲେ ତାର ଉପବର୍ଣ୍ଣନା ଛିଡ଼ିଲା। ମାତ୍ର ଆଜିକାଲି ସେପରି ମରହଟା ବର୍ଣ୍ଣନା ନାହିଁ। ମାନେ ଏଇ ଯୋଉ ମାନେ ଉପନ୍ୟାସ ଲେଖିବା ସମୟରେ ସେଥିପାଇଁ କହୁଛନ୍ତି ଯେ 6 ମାଣ ଲେଖିବା ସମୟରେ ସେ କହୁଛନ୍ତି ଯେ ଆଜିକାଲି ସେପରି ଆଉ ବର୍ଣ୍ଣନା ରହିନାହିଁ। ଆଧୁନିକ ଯୁଗ ଲେଖୁଛନ୍ତି ନା, ଆଜିକାଲି ସେପରି ଆଉ ବର୍ଣ୍ଣନା ରହିନାହିଁ। ଇଂରେଜୀ ପଢୁଆ ପାଠକ ମାନଙ୍କର ମନୋରଞ୍ଜନ ସକାଶେ ଇଂରେଜୀ ଧରଣର ରୂପ ବର୍ଣ୍ଣନା ଆବଶ୍ୟକ ହେଲା। ଭାରତରେ କବିମାନେ ସୁନ୍ଦରୀ ସ୍ତ୍ରୀକୁ କୁହନ୍ତି ଗଜେନ୍ଦ୍ରଗାମିନୀ। ଗଜେନ୍ଦ୍ରଗାମିନୀ ଆଉ ଗଜଗାମିନୀ ଦୁଇଟା ଭିତରେ କଣ ଫରକ ନା, ଯିଏ ନର୍ମାଲି ମାନେ ହାତୀ ପରି ଯାହାର ଚାଲି ତାକୁ କୁହନ୍ତି ଗଜଗାମିନୀ ଚାଲି, ତାର କୁହନ୍ତି ଗଜଗାମିନୀ ଚାଲି ତାର। କିନ୍ତୁ ଗଜେନ୍ଦ୍ରଗାମିନୀ କଣ, ଯେ ଗଜମାନଙ୍କ ଭିତରେ ଯେ ଶ୍ରେଷ୍ଠ ହେଇଥିବ ତାର ହେଲା ଗଜେନ୍ଦ୍ରଗାମିନୀ। ତ ସେଥିପାଇଁ ସେ କହୁଛନ୍ତି ଯେ ଭାରତରେ କବିମାନେ ସୁନ୍ଦରୀ ସ୍ତ୍ରୀକୁ ଗଜେନ୍ଦ୍ରଗାମିନୀ, ଇଂରାଜୀ କହିବେ ଛି ଛି ତାହା ତ ନୁହେଁ, ଘୋଡ଼ା ପରି ଯେ ଗେଲପ ଚାଲିପାରେ ସେହି ସିନା ପରମା ସୁନ୍ଦରୀ। ଏବେ ଚମ୍ପାର କଥାକୁ ନେଇକି ସେ କହୁଛନ୍ତି, ତେବେ ଚମ୍ପା ହାମୁଡି ହାମୁଡି ଚାଲିଲେ କିପରି ଦିଶନ୍ତା ସେ କଥା ଅନୁମାନ କରିବାକୁ ଆମେମାନେ ସମ୍ପ୍ରତି ଅକ୍ଷମ। ପୁଣି ପଦ ସଂଖ୍ୟା ସମ୍ବନ୍ଧରେ ମରାଳ ସହିତ ସାମଞ୍ଜସ୍ୟ ଥିବାରୁ ତାହାକୁ ମରାଳଗାମିନୀ ବୋଲିବା ଅସଙ୍ଗତ ନୁହେଁ। ମରାଳଗାମିନୀ ମାନେ ହଂସ ଭଳିଆ, ହଂସ ଯେମିତି ଟିକେ ଏପଟେ ଟିକେ ଉଡ଼ିକି ପୁଣି ଟିକେ ଚାଲେ ସେମିତି ଟାଇପର। ଅଳଙ୍କାର ଶାସ୍ତ୍ର ମାର୍ଜତା ରକ୍ଷା ପାଇଁ ଉପମାନ ଉପମେୟ ଠିକ ରଖିବାକୁ ହେଲେ ମରାଳ କେତେବେଳେ ଖାଲି ଗୋଡ଼ରେ କେତେବେଳେ ଡେଣା ମେଲେଇ ଖଣ୍ଡି ଉଡ଼ା ପରି ଚାଲେ। ମାନେ ଚମ୍ପାର ଚାଲିଟାକୁ କେମିତି ମରାଳ ଗାମିନୀ ସହିତ ମାନେ ହଂସ ସହିତ କେମିତି ତୁଳନା କରିଛନ୍ତି ହେଲା। ଏବଂ ଚମ୍ପାର ବୟସ ଯଦି ଅନୁମାନ କରିବା ତାହେଲେ 30 ପର୍ଯ୍ୟନ୍ତ ତାର ବୟସଟା ହେବ। କିନ୍ତୁ ସେ ନିଜ ମୁହଁରୁ କେଉଁ ଗୋତ୍ରରୁ, ତାର କୌଣସି ଗୋତ୍ର, ତାର କୌଣସି କୋଉ କୁଳରୁ ଆସିଛି, ତାର ମାନେ ତାର କିଏ ନିଜର ଥିବାର ଏସବୁ କିଛି ବି ଜଣା ନାହିଁ। ମାତ୍ର ତାର ନିଜର ମୁହଁରୁ ସେ ଅନେକ ଥର କହିଛି ଯେ ସାଆନ୍ତାଣୀଙ୍କର ମଙ୍ଗଳକୃତ୍ୟ ଦିନ ତାର 21 ହୋଇଥିଲା। ଏହି ହିସାବରେ ତାର ବୟସ ହଉଛି ଢେର। ମାନେ ଯୋଉ ଦିନ ସାଆନ୍ତାଣୀ ମାନେ ମଙ୍ଗରାଜଙ୍କର ଯୋଉଦିନ ମଙ୍ଗଳକୃତ୍ୟ ହେଇଥିଲା ସାଆନ୍ତାଣୀଙ୍କ ସହିତ, ମାନେ ସାଆନ୍ତାଣୀଙ୍କର ମଙ୍ଗରାଜଙ୍କର ପତ୍ନୀ ଯିଏ ଥିବେ ସାଆନ୍ତାଣୀ ଥିବେ, ସାଆନ୍ତାଣୀଙ୍କର ଯୋଉଦିନ ମଙ୍ଗଳକୃତ୍ୟ ହେଇଥିଲା ସେଦିନ ତାର 21 ହୋଇଥିଲା। ସେ ନିଜେ ବହୁତ ଥର କହିଥିଲା। ସେଇ ହିସାବରେ ଦେଖିବାକୁ ଗଲେ ତାର ବୟସ ବହୁତ କମ। ଏପରି ଯୁବତୀର ରୂପ ବର୍ଣ୍ଣନା କରିବାରେ ହେଲେ ଖୁବ ସାବଧାନତା, ଖୁବ ବିଜ୍ଞତା, ଖୁବ ବହୁଦର୍ଶିତା ଆବଶ୍ୟକ ହୁଏ। ତାହା ପ୍ରତି ଯଦି ନଜର ନ ରଖି ନ ଚଳିଲେ ତୁମର ପାଠ ସରିଲା, ତୁମେ ମୂର୍ଖ ଅସଭ୍ୟ ତଳେ ଗଲ। ସେଦିନ ଉପେନ୍ଦ୍ର ଭଞ୍ଜଙ୍କର ଦୁର୍ଦ୍ଦଶା ଦେଖି ଆମେମାନେ ଏହା ଶିକ୍ଷା ପାଇଛୁ।
ସେଥିପାଇଁ କି ସେ ବର୍ଣ୍ଣନା କରୁଛନ୍ତି ଉପେନ୍ଦ୍ର ଭଞ୍ଜଙ୍କର ଗୋଟେ କଥାଟିକୁ ମୋତେ ସେ ଲେଖିଛନ୍ତି, ଓଲଟ କଦଳୀ ପ୍ରାୟ ଜାନୁ ନିତମ୍ବ ଯୁଗଳ ଜିଣି ସାନୁ। ଆଉ ଲେଖିବାକୁ ସାହସ ନଥିଲାଣି, କେଜାଣି ବିଜୁଳି ପୁଣି ଚମକି ଉଠିବ, ଆମ୍ଭେମାନେ ସୁରୁଚିରେ କବିତା ଲେଖିବୁ ଜାଣୁ ସତ୍ୟ, ସେଦିନ ହେଲେ ଦୁହି ପ୍ରହର ତୁଚ୍ଛ ମିଛ ଲେଖିବାକୁ ଆଉ ସାହସ ହେଉନାହିଁ। ମାନେ କେମିତି ଓଡ଼ିଆ ସଂସ୍କୃତି ଓଡ଼ିଆ ସାହିତ୍ୟର କେମିତି ଦୟନୀୟ ପରିସ୍ଥିତି ସେତେବେଳେ ଥିଲା ସେଟାକୁ ମଧ୍ୟ ସେ ବର୍ଣ୍ଣନା କରୁଛନ୍ତି। ଏବେ ଆମେ ଦେଖିବା ଚମ୍ପା ବିଷୟରେ, ଆମ ବିଷୟବସ୍ତୁକୁ ଯିବା। ଚମ୍ପା ବିଷୟରେ ଆମେ ଦେଖିବା। ହଁ ଦେଖ, ଏଇଟା ସରିଲା ପରେ ମୁଁ ପୁରା କହିଦେବି ମଙ୍ଗରାଜର ଚରିତ୍ର, ଚମ୍ପାର ଚରିତ୍ର, ସାନ୍ତାଣୀଙ୍କ ଚରିତ୍ର, ଏଇଟା କହିଦେବି, କିନ୍ତୁ ବିଷୟବସ୍ତୁଟା ଫାର୍ଷ୍ଟ ଜାଣିନିଅ। ତ ଚମ୍ପା ଆସିଲା, ତମେ ଜାଣିଲ ଯେ ଚମ୍ପା କୋଉ କୋଳର ନୁହେଁ, ତାର କୌଣସି ଗୋତ୍ର ନାହିଁ, ତାର କିଛି ବି ନାହିଁ, ସେ ଅଛି। ଏବେ ଆସିଲା ବୁଢ଼ୀ ମଙ୍ଗଳା। ଚମ୍ପା ଗୋଟେ ଖଳନାୟିକା ଥିବ। ଚମ୍ପା ମାନେ ମଙ୍ଗରାଜଙ୍କର ଘରେ ଯେ ପୋଇଲି ଥିବ, ସବୁ ପୋଇଲି ମାନଙ୍କ ମଧ୍ୟରେ ସେ ଥିବ ଶ୍ରେଷ୍ଠ, କହିଲେ ଅତ୍ୟୁକ୍ତି ହେବ ନାହିଁ। ତାକୁ ସାନ୍ତାଣୀ ବୋଲି ବି କୁହାଯାଉଛି ନା, ଚମ୍ପା ସାନ୍ତାଣୀ ଲେଖାଯାଉଛି, ଓରଫ ଚମ୍ପା ସାନ୍ତାଣୀ। ସେଥିପାଇଁ କି ଚମ୍ପାର କ୍ୟାରେକ୍ଟର ଟିକେ ଅଧିକ। ଚମ୍ପା ମଙ୍ଗରାଜଙ୍କର ମାନେ ବହୁତ ମାନେ ଆମେ କହିବା ବହୁତ ପାଖରେ ଥିବ, ମାନେ ଯେମିତି ତାଙ୍କର ମଙ୍ଗରାଜଙ୍କର ବର୍ଣ୍ଣନା କଲା ବେଳେ ତାଙ୍କର ଦୁଇଟା ପ୍ରକାର ନାରୀ, ତାଙ୍କର ଜୀବନରେ ଦୁଇଟା ପ୍ରକାର ନାରୀଙ୍କ ପ୍ରଭାବ ତାଙ୍କ ଜୀବନରେ ଥିବ। ଗୋଟେ ହେଲା ଉତ୍ତଳା ତରଙ୍ଗମୟୀ ସର୍ପ କଚମ୍ବୀର ସଙ୍କୁଳା ଚର୍ମସତୀ, ଏବଂ ଅନ୍ୟଟି ହେଉଛି ଅନ୍ତଃସତା ପୂତସଳିଳା କୋଳପ୍ରବୀଣୀ ଫଲ୍ଗୁ। ଅର୍ଥାତ୍ ଗୋଟିଏ ହେଉଛି ଛଳନାମୟୀ ଅନ୍ୟାୟୀ ଅନୀତିରେ ପରିପୂର୍ଣ୍ଣ, ଏବଂ ଅନ୍ୟଟି ହେଉଛି ସତୀସଧୀ ପତିବ୍ରତା ନାରୀ। ତ ଯିଏ ଛଳନାମୟୀ, ଯିଏ ଅନ୍ୟାୟରେ ଯିଏ ଅନୀତିରେ ପରିପୂର୍ଣ୍ଣ ଯୋଉ ନାରୀ, ସିଏ ହେଉଛି ଚମ୍ପା। ତେବେ ଚମ୍ପାର ମାନେ ଚରିତ୍ରକୁ ଆମେ ଭଲସେ ଟିକେ ଦେଖିବା। ଚମ୍ପାର ଚରିତ୍ର ଚିତ୍ରଣ, ମଙ୍ଗରାଜଙ୍କ ଚରିତ୍ର ଚିତ୍ରଣ, ଏସବୁ ମୁଁ କହିଦେବି ହେଲା, ଠିକ ଅଛି। ତ ଏବେ ଦେଖ ବୁଢ଼ୀ ମଙ୍ଗଳା, ଏଇଠି ବି ତମେ ଅନୁମାନ କରିପାରିବ ତା ଚରିତ୍ରଟା କେମିତି। ଆପଣମାନେ ସଭ୍ୟ ପାଠକ ଏକଥା ଶୁଣି ହସିବେ, ବିଜ୍ଞାନ ଶାସ୍ତ୍ର ଯୋଖି କହିବେ, ରୋଗ ହେଲେ ଔଷଧ ଖାଅ, ଠାକୁରାଣୀଙ୍କର ପୂଜା କ'ଣ? ଆମ୍ଭେମାନେ ପଚାରୁ, ବଙ୍ଗଳା ଏପିଡେମିକ୍ ଫିଭର ବା ବମ୍ବେ ବିଶେଷ ପୂଜା ପାଇବାର ଗୋଟିଏ ବିଶେଷ କାରଣ ଅଛି। ମାନେ ଗୋଟେ ବିଶ୍ୱାସକୁ ନେଇ ଆମେ ଗୋଟେ କ୍ୱେଶ୍ଚିନରେ ଯୋଉଟା ଆସିଛି ବିଶ୍ୱାସ ଅବିଶ୍ୱାସ, ତ ସେ ସମୟରେ ଲୋକମାନଙ୍କର କେମିତି ବିଶ୍ୱାସ ଥିଲା ସେଟାକୁ ସେ ଲେଖିକି କହିଛନ୍ତି ଯେ ଆପଣମାନେ ତ ଏବେ ସେ ସବୁକୁ ବିଶ୍ୱାସ କରୁନାହାନ୍ତି, ଆପଣମାନେ ବିଜ୍ଞାନ ଶାସ୍ତ୍ର ଉପରେ ଅଧିକ ବିଜ୍ଞାନ ଶାସ୍ତ୍ରକୁ ନେଇକି ସବୁ ଜିନିଷକୁ ଏବେ ଯୋଖି ଦେଉଛନ୍ତି, ସେଟା କଥା ନାହିଁ। ତ ସେଇଟା ସେ ସମୟରେ ଲୋକ କେମିତି ଥିଲେ ସେଟାକୁ ଆମେ ଦେଖିବା। ବୁଢ଼ୀ ମଙ୍ଗଳାରେ ସେଟାକୁ ବର୍ଣ୍ଣନା କରିବେ। ବୁଢ଼ୀ ମଙ୍ଗଳା ଆମର ଆସିବା ଆଗକୁ। ଜମିଦାର ଶେଖ ଦିଲଦାର ମିଆଁ, ଜମିଦାର ଯେ ଶେଖ ଦିଲଦାର ମିଆଁ ଯେ ତାଙ୍କଠାରୁ ଅସତ୍ ଉପାୟରେ ମଙ୍ଗରାଜ କ'ଣ କରିଥିବେ, ଜମି ନେଇ ଆସିଥିବେ ତାଙ୍କଠାରୁ, ଜମି ଆଣିକି ମାନେ ଜମି ତାଙ୍କଠାରୁ ଜମିଦାରୀଟା ନେଇ ଆସିକି ନିଜେ ଜମିଦାର ହେଇଥିବେ ହେଲା। ଏବେ ଆମେ ଦେଖିବା ପରିଚ୍ଛେଦ 10 ଦେଖ, ଭଗିଆ ଆଉ ସାରିଆ। ତନ୍ତୀ ସାହି ମୁଣ୍ଡରେ ଭାଗବତ ଘର ଆଉ ଦଧି ବାମନ ମନ୍ଦିର। ତନ୍ତୀମାନଙ୍କର ଜାତିଆଣ ଟଙ୍କାରେ ମନ୍ଦିରଟି ତିଆରି ହୋଇଛି। ଜାତିଆଣ ଟଙ୍କା କ'ଣ ଜାଣନ୍ତି ନାହିଁ? ଅବଶ୍ୟ ଏକଥାଟା ଆପଣମାନଙ୍କୁ ବୁଝାଇଦେବା ଦରକାର ନାହିଁ। ଗୋଟେ ତଳ ନିମ୍ନ ଲୋକମାନଙ୍କୁ ମଧ୍ୟ ସେ ଆଣିକି ତାଙ୍କର ଉପନ୍ୟାସରେ ଉପସ୍ଥାପିତ କରିଛନ୍ତି। ଆମେ ଆହୁରି ମଧ୍ୟ ଅସ୍ପୃଶ୍ୟ ଜାତିକୁ ବର୍ଣ୍ଣନା କରିବା ଦେଖିବା ତାଙ୍କ ଉପନ୍ୟାସରେ। ଡମ ସାହିର ବର୍ଣ୍ଣନା ମଧ୍ୟ ସେ କରିବେ। ଡମ ସାହିର, ଡମ ଅର୍ଥାତ୍ ଅସ୍ପୃଶ୍ୟ ଜାତି ହେଲା, ଡମ ସାହିର ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ଏବଂ ଏହି ଯୋଉ ଉପନ୍ୟାସରେ ଏବେ ଦେଖିବା, ବର୍ତ୍ତମାନ ପରିମାଣଙ୍କର ନାମ ହେଉଛି ଭଗିଆ ଚନ୍ଦ୍ର। ଏବେ ଭଗିଆ ଆଉ ସାରିଆ ବେଳକୁ ଯିବା। ଭଗିଆ ବିଚରା ବଡ଼ ସାଧା ସିଧା ଲୋକ, ଛନ୍ଦ କପଟ ତା ମନକୁ ଛୁଇଁ ନାହିଁ। ତାକୁ ଶାଗ କହ ମୁଗ କହ, ଗାଁ ଲୋକମାନେ ଭଗିଆକୁ ହୁଣ୍ଡା ତନ୍ତୀ ବୋଲି କୁହନ୍ତି। ହୁଣ୍ଡା ଅର୍ଥାତ୍ ବୋକା। ବୋକାକୁ କ'ଣ ପାଇଁ ସେ ଲେଖୁଛନ୍ତି, କାରଣ ସେ ସମୟରେ ଯେତେବେଳେ ନିମ୍ନ ସ୍ତରର ଲୋକମାନଙ୍କୁ ବର୍ଣ୍ଣନା କରୁଛନ୍ତି, ସାମାଜିକ ପରିସ୍ଥିତିରେ ଆମେ ନିମ୍ନ ସ୍ତରର ଲୋକଠୁ ମାନେ ସେ ସମୟର ସାମାଜିକ ପରିସ୍ଥିତିକୁ ଦେଖିକି ସମାଟରେ ଲେଖାଯାଇଛି। ସେଥିପାଇଁ ସେ ହୁଣ୍ଡାକୁ ମଧ୍ୟ ଲେଖୁଛନ୍ତି, ହୁଣ୍ଡା ବୋଲି ସମ୍ବୋଧନ କରି ଲେଖୁଛନ୍ତି ଯେ ହୁଣ୍ଡା ତନ୍ତୀ ବୋଲି ତାକୁ ଡାକନ୍ତି। ହଁ, ଆପଣମାନଙ୍କୁ କହିବାକୁ ହେବ, ଏତେବେଳେ ସଳଖ ଦାଣ୍ଡ ପଡ଼ିଗଲା, ଆମ୍ଭେମାନେ ଇସାରାରେ ସବୁ ବୁଝିପାରୁ। ଆପଣଙ୍କ ମୁହଁରେ ଆକାରରୁ ସବୁ କଥା ଜଣାପଡ଼ିଗଲା। ଆପଣ କହୁଛନ୍ତି ବା କହିବେ କିମ୍ବା କହିବାକୁ ମନେ କରିଛନ୍ତି ବା କରିବେ, ଏଗୁଡ଼ାକ ନିପଟି ତନ୍ତୀ ନୁହନ୍ତି ଆଉ କ'ଣ? ବାପ ପରିମାଣକ ଥିଲା ହୁଣ୍ଡାକୁ ସରଦାର କରି ତନ୍ତୀ ଗୁଡ଼ାକ ଝାଉର କରିଥିଲେ। ତା ବାପା ଯିଏ ଥିବ, ଏଇ ଯୋଉ ଭଗିଆର ଯିଏ ବାପା
ଥିବ ସେ କ'ଣ କରିଥିବ ନା ମାନେ 6 ମାଣ 8 ଖଣ୍ଡଟା ଆଣିଥିବ ବାଘ ସିଂହଙ୍କ ଠାରୁ। ବାଘ ସିଂହ ହେଇଥିବେ ଯୋଉ ଖଣ୍ଡାୟତ ଘରର, ତ ତାଙ୍କ ଠାରୁ 6 ମାଣ ଖଣ୍ଡକ ଆଣିଥିବ। ସିଏ ଆଣିଲା ପରେ ତାଙ୍କର ଅନ୍ତେ ଏଇ 6 ମାଣ ଖଣ୍ଡର ଅଧିକାରୀ ହେଇଥିବ ଭଗିଆ। ଭଗିଆ ଆଉ ସାରିଆ ହଉଛି ତାର ସ୍ତ୍ରୀ। ସେମାନେ ଦୁଇ ପରାଣୀ। ମାଇକିନା ମାନେ କହନ୍ତି ଦୁଇ ପରାଣିଆ ଭଲ ବାନ୍ଧି କତରା ଚଲ। ଦୁଇ ପରାଣିଆ ଭଲ ବାନ୍ଧି କତରା କତରା ଚାଲ। ଆମମାନେ ହୁଣ୍ଡା ହୁଣ୍ଡି କଥା ସେହିପରି। ନକଟ ଛକଟ ନାହିଁ। ଦୁଇ ଜଣଙ୍କର ନିମିଷେ ଛାଡ଼ବାଡ଼ ନାହିଁ। ଦୁହେଁ ମିଳିମିଶି ଘର କାମ କରନ୍ତି। ଭଗିଆ ତନ୍ତ ବୁଣି ନେବା ବେଳେ, ସାରିଆ ନଳି ବେଳେ ନୁଣ୍ଡି ବେଳେ ଚରଖିରେ ସୂତା ଦିଏ। ସାରିଆ ଭାତ ରାନ୍ଧିବା ବେଳେ ଭଗିଆ ଚୁଲି ଫୁଙ୍କେ, ପାଣି ଆଣିଦିଏ। ମାନେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଉଭୟଙ୍କର କେମିତି ସାଥୀ, ଉଭୟଙ୍କର ସବୁ କର୍ମରେ ଦୁଇ ଜଣ କେମିତି ସାହାଯ୍ୟ କରୁଛନ୍ତି। ସାରିଆ ଭଗିଆକୁ ଦେଖ, ବଗଲା ବଗଲିକୁ ଲେଖ। ଏଭଳି ଭାବରେ ମଧ୍ୟ ଗାଁର କିଛି ମସ୍କରା ନିନ୍ଦୁକ ଲୋକମାନେ ମଧ୍ୟ ସେମାନଙ୍କୁ କୁହନ୍ତି। ଆହା କି ଅପୂର୍ବ କବିତା ହେଲା। ମାତ୍ର ଆମେମାନେ ବୋଲୁ ଏପରି ନିନ୍ଦା ଯେଉଁମାନଙ୍କ ନାମରେ ରହେ ସେମାନେ ହିଁ ଏ ଜଗତରେ ପ୍ରକୃତ ଭାଗ୍ୟବାନ। ମାନେ ଫକୀରମୋହନ ସେନାପତି କେତେ ସୁନ୍ଦର ଭାବରେ ଲେଖିଛନ୍ତି ଯେ ଯଦି ଗୋଟେ ଏପରି ଯୋଉ ଏଟାକୁ ଯୋଉମାନେ ସେମାନେ ନିନ୍ଦା ଅର୍ଥରେ ଏମିତି କୁହନ୍ତି ଯେ ସାରିଆ ଭଗିଆକୁ ଦେଖ ଆଉ ବଗଲା ବଗଲିକୁ ଲେଖ। ଏଭଳିଆ ଯୋଉ ଦେଖୁଛନ୍ତି ବଗଲା ବଗଲିକୁ ଲେଖ, ସେ କଥା ଗୋଟେ କହୁଛନ୍ତି ଯେ ଏପରି ନିନ୍ଦା ଯେଉଁମାନଙ୍କ ଭାଗ୍ୟରେ ଥାଏ ସେମାନେ ହଉଛନ୍ତି ପ୍ରକୃତ ଭାଗ୍ୟବାନ। ମାନେ ଏପରି ନିନ୍ଦାଟା ଏଇଟା ପ୍ରକୃତରେ କ'ଣ ନିନ୍ଦା କି? ଗୋଟେ ସ୍ୱାମୀ ଗୋଟେ ସ୍ତ୍ରୀ ପ୍ରତି ସେତିକି କର୍ତ୍ତବ୍ୟ କରିବ, ଗୋଟେ ସ୍ତ୍ରୀ ଗୋଟେ ସ୍ୱାମୀ ପ୍ରତି ସେତିକି ସାହାଯ୍ୟ କରିବ। ଦୁଇ ଜଣଙ୍କ ପାଇଁ କି ମାନେ ସାହା ଭରସା ହେବେ, ସବୁ କ୍ଷେତ୍ରରେ ସାହା ଭରସା ହେବେ। ସେଟା ବେଳେ ବେଳେ ଲୋକମାନଙ୍କୁ ସେଟା ଠିକ ଲାଗି ନଥାଇ ପାରେ, ବେଳେ ବେଳେ ଲୋକମାନଙ୍କ ଆଖିରେ ସେଟା ମାନେ ଶୋଭା ଦିଶେନି। ସେମାନେ ସେଠି ଲେଖନ୍ତି। ଗାଁର ନିପଟ ଲୋକମାନଙ୍କ କଥା ଏଠି ବର୍ଣ୍ଣନା କରୁଛନ୍ତି ଫକୀରମୋହନ ସେନାପତି, କିନ୍ତୁ ଏଇଟା ପ୍ରକୃତରେ ସେ କହୁଛନ୍ତି। ଫକୀରମୋହନ କିନ୍ତୁ ନିଜେ ଦର୍ଶାଇ ଦେବାକୁ ଚାହୁଁଛି ଯେ ଏପରି ନିନ୍ଦା ଯେଉଁମାନଙ୍କର ଭାଗ୍ୟରେ ଥାଏ ସେମାନେ ହଉଛନ୍ତି ପ୍ରକୃତରେ ଭାଗ୍ୟବାନ। ଯେଉଁମାନେ ବିଶୁଦ୍ଧ ଦାମ୍ପତ୍ୟ ପ୍ରେମ ଅନୁଭବ କରନ୍ତି ସେମାନେ ସ୍ୱର୍ଗୀୟ ଜୀବ। ସେହି ପ୍ରେମରେ ଯାହାର କଳଙ୍କ ସେ ନରକର ଯନ୍ତ୍ରଣା ଭୋଗ କରେ। ମାନେ ଯୋଉମାନେ ବିଶୁଦ୍ଧ ଦାମ୍ପତ୍ୟ ପ୍ରେମ ଅନୁଭବ କରନ୍ତି ସେମାନେ ହେଉଛନ୍ତି ସ୍ୱର୍ଗରେ ରହିଲା ଭଳିଆ ସେମାନଙ୍କୁ ଲାଗିବ। ଏବଂ ସେଇଭଳିଆ ପ୍ରେମରେ ଯେଉଁମାନଙ୍କର କଳଙ୍କ ଥାଏ ସେମାନେ ହେଉଛନ୍ତି ନରକର ଯନ୍ତ୍ରଣା ଭୋଗ କରିବେ। ଏଇଟା ସେ ଲେଖିଛନ୍ତି। ଭଗିସାରୀ ହେଉଛନ୍ତି ଦୁଇ ପ୍ରାଣୀ ନୁହନ୍ତି, ବରଂ ସେମାନଙ୍କର ଗାଈ ଗୋଟେ ଅଛି, ତା ନାମ ହେଉଛି ନେତ। ତାକୁ ଲଗାଇ ସେମାନେ ହେଲେ ତିନି ପ୍ରାଣୀ। ଗାଈଟାକୁ ଆମ୍ଭେମାନେ ମନୁଷ୍ୟ ସାଙ୍ଗରେ ଗଣିଲୁ କଥା ଅଛି। ମାନେ ବେଳେ ବେଳେ ଆମେ ଦେଖୁ ଯେ ମଣିଷ ନିଜର ଘରେ ନିଜର ଯୋଉ ମାନେ ପୋଷା ଯାହାକୁ ରଖିଥାଏ, ସେ ପୋଷା ପ୍ରତି ତାଙ୍କର ଗୋଟେ ଅଲଗା ପ୍ରକାର ଗୋଟେ ଆନୁଗତ୍ୟ ଆସିଯାଏ। ମାନେ ମନୁଷ୍ୟ ସେ ପୋଷା ପ୍ରତି ଏତେ ମାନେ ଆକୃଷ୍ଟ ହେଇଯାଏ, ପୋଷାକୁ ଆମେ ପୋଷା ମାନଙ୍କୁ ରଖିଲେ ତାଙ୍କ ନାଁ ଦଉଛେ, ତାଙ୍କୁ ଖାଇବାକୁ ଦଉଛେ, ଟାଇମ ଟୁ ଟାଇମ ଖାଇବାକୁ ଦଉଛେ, ତାଙ୍କୁ ପୁରା ଭଲସେ କେୟାର ନଉଛେ। ତ ସେଇ ଜିନିଷଟାକୁ ବର୍ଣ୍ଣନା କରିଛନ୍ତି ଯେ ଗୋଟେ ଗାଈର ନାଁ ହଉଛି ନେତ। ତାକୁ ମାନେ ସେ ତାଙ୍କ ସହିତ ତୁଳନା କରୁଛନ୍ତି, ମାନେ ମଣିଷ ସହିତ ତୁଳନା କରୁଛନ୍ତି। କାରଣ ଗାଈ ସେ କେବଳ ଗାଈ ନଥିବ, ସେ ବରଂ ମାନେ ସାରିଆର ବହୁତ କ୍ଲୋଜ ଥିବ। ସାରିଆର ପିଲା ହଉନଥିବେ, ତ ସାରିଆ ତାକୁ ନିଜର ଝିଅ ଭଳିଆ ତାକୁ କରିଥିବ, ପାଳିଥିବ। କେମିତି ଭାବରେ ବର୍ଣ୍ଣନା କରୁଛନ୍ତି? ପଖାଳ ବେଳରେ ନେତ ଯେତେବେଳେ ମୁହଁ ଡୁବାଇ ଦିଏ, ସାରିଆ ତାକୁ ଗୋଟେ ସାନ ପ୍ରେମ ଚାପୁଡା ମାରି ଡାକୁଣାଟା ବୋଲି ଡାକିଦିଏ। ଯେତେବେଳେ ପିଲାମାନେ ଯେତେବେଳେ ନ ଖାଆନ୍ତି, ପିଲାମାନେ ଯେତେବେଳେ ଅଳିଆ ଅଝଟ କରନ୍ତି, ବାପା ମା ମାନେ କେମିତି କରନ୍ତି, ତ ସେମିତି ଆମେମାନେ ଜାଣୁ ସେଇ ଗାଳି ଭିତରେ ସାରିଆର ଆନନ୍ଦ ଓ ପ୍ରେମ ପୂର୍ଣ୍ଣ ଥାଏ। ପରମେଶ୍ୱର ମନୁଷ୍ୟ ମନରେ ଏକ ଆଶ୍ଚର୍ଯ୍ୟ ଅପତ୍ୟ ସ୍ନେହ ଦେଇଛନ୍ତି। ଭୋକ ବେଳେ ଭାତ ନ ପାଇଲେ ଲୋକେ ଡାଳପତ୍ର ଚୋବାଇବା ପରି ଯାହାର ପିଲାଝିଲା ନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ କିମ୍ବା ଛଡ଼ାଟିଏ ପୋଷି ତାକୁ ଭଲ ପାଏ। ଏଇଟା ସତରେ ଆମେ ଦେଖିବା ଯେ ଯେଉଁମାନଙ୍କର ପ୍ରକୃତରେ ଆମେ ଦେଖିବା ଯେ ବହୁତ ସାରା ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର କି ପିଲାପିଲି ହୁଏନି, ସେମାନେ କ'ଣ କରନ୍ତି ନା ପୋଷା ଜୀବଜନ୍ତୁଙ୍କୁ ରଖିକି ତାଙ୍କୁ ପୁରା ପିଲାର ସ୍ନେହ ଦିଅନ୍ତି। ଏମିତିକି ପିଲା ଥିଲେ ମଧ୍ୟ ପୋଷା ଜୀବଜନ୍ତୁ ରଖିଲେ ଆମେ ତାଙ୍କୁ ଆମର ନିଜର ଅତି ସ୍ନେହର ମାନେ ନିଜର ଘରର ଗୋଟେ ସଦସ୍ୟ ଭଳିଆ ଆମେ ତାଙ୍କୁ ପାଳୁ ହେଲା। ଭଗିଆ ସାରିଆ ନେତ ତିନି ପ୍ରାଣୀ ଗୋଟିଏ ଘରେ ଶୁଅନ୍ତି। ସାରିଆ ନେତ ପଛରେ ତସୁ ମାନେ ଧାନର ଚୋପା ଘଷି ଗୁଣ୍ଡାରି ଗୋଟିଏ ଧୂଆଁ ଦିଏ। ନେତଟି ବଡ଼ ସୁଲକ୍ଷଣୀ। ହାଲକୁ ପ୍ରଥମେ ପଛରେ ଛଡ଼ାଟିଏ ଲାଗିଛି। ନେତର ସର୍ବାଙ୍ଗ କଳା, ମୁଣ୍ଡରେ ଚାନ୍ଦ, କାଳି ଗାଈ ମୁଣ୍ଡରେ ଚାନ୍ଦ, ତାକୁ ଆଣି ଶିଖରେ ବାନ୍ଧ। ମାନେ ଏଭଳି ଭାବରେ ବର୍ଣ୍ଣନା ହେଇଛି। ନେତର ଦୁଧ ପରିମାଣଟା ଆମ
ଲୋକମାନଙ୍କୁ ଜଣା ନାହିଁ ସେଦିନ ମଙ୍ଗରାଜଙ୍କ ଦରବାରରେ ନେତ କଥା ପଡ଼ିଥିଲା। ମଙ୍ଗରାଜଙ୍କର ଆଖି ଆଗରେ ଯାହା କଥା ବି ପଡ଼ିବ ତାଙ୍କୁ ମାନେ ଆମେ ଦେଖିବା ଯେ ତାଙ୍କ ଆଖିରେ ଯୋଉଟା ବି ଦେଖାଯିବ ତାଙ୍କୁ ଯଦି ସେଟା ଲୋଭ ଲାଗିବ ସେ ତାକୁ ଅସତ୍ ଉପାୟରେ ନିଜର କରିନେବେ। ହେଲା, ନେତ କଥା ତାଙ୍କର ଦରବାରରେ ପଡ଼ିଥିଲା। ସମସ୍ତେ ଅନୁମାନ କଲେ 2 ଓଳି 5 ସେରିରୁ ଊଣା ନୁହେଁ। ମଙ୍ଗରାଜ ଗୋଟିଏ ନିଶ୍ୱାସ ପକାଇଥିଲେ, ତନ୍ତୀ ବାପୁଡ଼ାରେ ଏମନ୍ତ ଗାଈ। ମାନେ ଏଠି ଆମେ ଜାଣୁଛେ ଯେ ମଙ୍ଗରାଜଙ୍କର ଏବେ ନେତ ଗାଈ ଉପରେ ତାଙ୍କର ଲକ୍ଷ୍ୟ ପଡ଼ିଛି। ଗୋବିନ୍ଦପୁର ଗାଁ ତଳେ ଗହୀର ଜମି 6 ମଣ 8 ଗୁଣ୍ଠ ନିଷ୍କର। ତାକୁ ଗୋବିନ୍ଦ କିଣି ନେଇଥିଲା। ଗୋବିନ୍ଦ ହେଲା ତନ୍ତୀ ଭଗିଆର ବାପା। ଗାଁ ଧୋରା ପାଣି ଯେଉଁଠି ବସେ ପ୍ରଧାନ ହଳ ସେଇଠି ବସେ, ଅର୍ଥାତ୍ ପ୍ରଧାନ ଗ୍ରାମର ସର୍ବକୃଷ୍ଟ ଜମି ଖଣ୍ଡି ଚାଷ କରେ। ମାନେ ଏଇଟା ହଉଛି ଏଇ ଯୋଉ 6 ମଣ ର ଗୋଟେ ସର୍ବକୃଷ୍ଟ ଜମି। ସେଥିପାଇଁ ସେ ଜମି ତୁଳନାରେ ଲେଖା ହେଇଥିବ, ଜମି ପାଇଲେ ଶିଆଳା, ଧାନ ବୁଣିବ ରାବଣା, ହାତେ ଲମ୍ବ କାଢ଼ିବ ସିଂସା, ଝୁରି ମରିବି ସାଇ ପଡ଼ିଶା। ଧୋଇ ନାହିଁ ମରୁଡ଼ି ନାହିଁ ମାଣକୁ 8 ଭରଣ ତ ଆଗେ ଥୋଇଦିଅ। ଭଗିଆ ହଉଛି ତନ୍ତୀ ଲୋକ, ଚାଷ କ'ଣ କରିବ? ବଖରା ଦେଇ ମାଣକୁ 5 ଭରଣ 5 ଅସା ନଉତି ଧାନ ପକାଏ। ଭଗି ହୁଣ୍ଡା ହେଲେ କ'ଣ ହବ? ତାର ଢେର ସଦ୍ଗୁଣ ଥିଲା। ଶ୍ରାଦ୍ଧ ମଙ୍ଗଳା ନବାନ୍ନ ଜାତି ଭାଇଙ୍କ ମୁହଁ ସେ ଧୁଆଏ। ମାନେ ନିମ୍ନ ଘରର ଲୋକ ହେଇକି ମଧ୍ୟ ସେ କେମିତି ସାହାଯ୍ୟ କରେ ଲୋକମାନଙ୍କୁ ସେଟା ଦେଖିବ। ସେଥିପାଇଁ ଆମେ କହୁ ଆମମାନଙ୍କର ତନ୍ତୁ ବା ଦମ୍ପତିର କୌଣସି ପଦାର୍ଥର ଅଭାବ ନଥିଲା। ପବିତ୍ର ଦାମ୍ପତ୍ୟ ସ୍ନେହ, ବିଶୁଦ୍ଧ ପ୍ରେମ, ଅଖଣ୍ଡ ସନ୍ତୋଷ, ନିରବିଚ୍ଛିନ୍ନ ସ୍ୱାସ୍ଥ୍ୟ, ସରଳ ଧର୍ମଭାବ, ପ୍ରକୃତି ସ୍ୱର୍ଗୀୟ ଭାବମାନ ଆଦି ଆପଣମାନେ ଏ ସମସ୍ତ ସମାବେଶ ଏଠାରେ ହିଁ ଦେଖିବାକୁ ପାଇବେ। ଏବେ ଆମେ ଦେଖିବା ଯେ ଗୋବରା ଜେନା ବିଷୟରେ ଯେତେବେଳେ ବର୍ଣ୍ଣନା କରିବା, ଗୋବରା ଜେନା ଗୋଟେ ଗୌଣ ଚରିତ୍ରରେ ଯିବ। ଏଇ ଚରିତ୍ର ଗୁଡାକୁ ମାନେ କହିଦଉଛି ଟିକେ ଟିକେ, କିନ୍ତୁ ଚରିତ୍ର ଗୁଡା ଗୌଣ ଚରିତ୍ର ଗୁଡା ମୁଁ ଆଉଥରେ ପୁଣି ତାକୁ ମାନେ ଇଏ କରି କହିବି। ତନ୍ତୀ ସାହି 400-500 କଦମ ଦୂର ବିଲରେ ଡମ ସାହି, ଡମ ଅର୍ଥାତ୍ ଅସ୍ପୃଶ୍ୟ ଜାତି ଯୋଉଗୁଡାକ ସେ, ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦପୁରର ସାମିଲ। ସେଠାର 10 ଘର ଡମ ଆଉ ଗୋବରା ଜେନା ଚୌକିଦାର ଘର। ଗୋବରା ଜେନା ନିଜ ମୌଜାର ଚୌକିଦାର, ତାର 1.5 ମାଣ ଚୌକିଆ ଜାଗିର ଅଛି। ଆମେ ଏ ସବାଏ ଫିରୁ ଧାନ କଟା ସମୟରେ ଗୋଟିଏ ଲେଖାଏଁ ହଳ ପକାଏ। ଜେନା ମଜକୁର ଆପଣା କାମରେ ଖୁବ୍ ହୁସିଆର, ତାହା ଯୋଗେ ଗ୍ରାମରେ ଚୋରି ଚପାଟି ହୁଏ ନାହିଁ। ଫି ବରଷ ଗ୍ରାମ ମଧ୍ୟରେ 4-5 ନମ୍ବର ସିନ୍ଧି ହୁଏ ସତ୍ୟ, କିନ୍ତୁ ଜେନା ମଜକୁର କିଛି ଦୋଷ ନିଏ ନାହିଁ। ମାନେ ଚୌକିଦାର ହେଇକି ସେ କେମିତି ସେଠି ପ୍ରହରା ଦିଏ, ସେଠି ହୁସିଆର କହିକି ଚାଲୁଥିବ। ହେଲା, ଏଟାକୁ ସହଜରେ କହିଦଉଛି। ସେ ସେଠାକାର ଲୋକମାନଙ୍କ ଘରେ ଯାଇକି ଜଣ ଜଣଙ୍କ ଘରେ ଯାଇକି ଖାଉଥିବ। ହେଲା, ଏଟାକୁ ବି ବର୍ଣ୍ଣନା ହେଇଛି। ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି ଆପଣ ଘର ପର୍ଯ୍ୟନ୍ତ ଗାଁ ଲୋକେ ହୁସିଆର ଘର ଭଲ ଖବରଦାର ପାଟି କରି ଡାକନ୍ତି। ଏଇ ଯୋଉ ଚୌକିଦାର ଯେ ଗୋବର ଜେନା ଯୋଗ୍ୟତାରେ ମଙ୍ଗରାଜ ତା ଉପରେ ଭାରି ଖୁସି। ସେ ସକାଳେ ସଞ୍ଜ ବେଳେ ମଙ୍ଗରାଜଙ୍କର କଚେରୀରେ ହାଜର ଥାଏ। ଅଧରାତି ବେଳେ ଗୋବରା ଓ ମଙ୍ଗରାଜ ନିରୋଳାରେ ବସିଥିବାର ମଧ୍ୟ ଲୋକ ଦେଖିଛନ୍ତି। ଏଥିରୁ ଜଣାପଡୁଛି ଯେ ଗୋବରା ଜେନାଙ୍କ ସହିତ ମଙ୍ଗରାଜଙ୍କର କିଛି ସମ୍ପର୍କ ଅଛି। ତ କଣ ସେ ସମ୍ପର୍କଟା ଅଛି ସେଟା ମୁଁ କହିଦେବି, ଯେତେବେଳେ ଗୌଣ ଚରିତ୍ର ଆମେ କରିବା। ଏବେ ଦେଖ ଅସୁର ଦିଘି। ଅସୁର ଦିଘିକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ଗୋଟେ ମିନିଟ୍ ଲାଇନ୍। ଅସୁର ଦିଘିର ବର୍ଣ୍ଣନାରେ ଯେତେବେଳେ ଔପନ୍ୟାସିକ ଲେଖୁଛନ୍ତି, ସେ ବହୁତ ସାରା ଛୋଟ ଛୋଟ ଜିନିଷକୁ ନେଇକି ବି ବର୍ଣ୍ଣନା କରୁଛନ୍ତି। ଯେମିତିକି ପୋଖରୀ କୂଳରେ କେମିତି ପୋଖରୀ କୂଳକୁ ସାଧାରଣତଃ ଉତ୍କଳ ମାନଙ୍କରେ ଆମେ ପବିତ୍ର ସ୍ଥାନ ବୋଲି, ଉତ୍କଳର ପବିତ୍ର ସ୍ଥାନ ଆମେ ପୋଖରୀ କୂଳକୁ ନେଇଥାଉ। ଆଉ ସେଠି କର୍ମ ମଧ୍ୟ ବହୁତ ସାରା କର୍ମ ହୁଏ, ଆମେ ସେଟା ଦେଖିବା। ଆଉ କଇଁ ଫୁଲର ମଧ୍ୟ ବର୍ଣ୍ଣନା କରିଛନ୍ତି। ଓଡ଼ିଆ ଭୁଆଁସୁଣୀ ମାନଙ୍କର ବ୍ୟଞ୍ଜନ, ପାଣି ଶିମୁଳି ଫୁଲ ଗୁଡ଼ିକର ବର୍ଣ୍ଣନା, ଏସବୁ ଉତ୍କଳୀୟତାର ପ୍ରକାଶ ଉପନ୍ୟାସରେ ମଧ୍ୟ ଦେଖିବାକୁ ପାଇବା ଆମେ 6 ମାଣ 8 ଗୁଣ୍ଠରେ ଅସୁର ଦିଘିରେ। ଏପରି ବର୍ଣ୍ଣନାରେ ଆଧୁନିକ ସମାଜ ପ୍ରତି ଏକ ଇଙ୍ଗିତପୂର୍ଣ୍ଣ ବର୍ଣ୍ଣନା ମଧ୍ୟ ଫକୀରମୋହନ ସେନାପତିଙ୍କର ସମାଜ ସଚେତନ ପ୍ରକାଶ ପାଇଛି। ମାନେ ଅସୁର ଦିଘିରେ ତମେ ସାମାଜିକ ଚେତନା ଗୁଡା ଦେଖିବ, କେମିତି କି ସେ ଲେଖୁଛନ୍ତି ତାଙ୍କର ସେଠାରେ ଦେଖ ପେଜ ନମ୍ବର 49ରେ ଦେଖ। କିନ୍ତୁ ଜାଣିବ ତୁମ ମନୁଷ୍ୟ ଜାତି ଭାଇ ମଧ୍ୟରେ ଯେତେ ବେକ ଚିପି ପାରେ ସେ ସେତେ ତେଡ଼େ ବାହାଦୁର। ମାନେ କେମିତି ବର୍ଣ୍ଣନା କରିଛନ୍ତି ଏଠାରେ ଅସୁର ଦିଘି ଲେଖିଲା ବେଳେ ମଧ୍ୟ, ଯେ ଆମର ଓଡ଼ିଆ ଜାତିରେ ଯେ ଯାହାର ଯେତେ ବେକ ଚିପିବ ସେ ସେତେ
ଉପରକୁ ମାନେ ସେ ସେତେ ବାହାଦୁର ଆମେ ଭାବୁ। ସେହି ମାନ୍ୟ, ସେହି ଗଣ୍ୟ, ସଚ ଦର୍ଶନୀୟ ଏକଥା ଜାଣନ୍ତି ନାହିଁ। 4-5 ଘଣ୍ଟା ଧଳା ବଗ, 4-5 ଗୋଟି କାଣ୍ଡିଆ ବଗ ନିଜ ଲୋକ ମୂଲିଆଙ୍କ ପରି ସକାଳୁ ସନ୍ଧ୍ୟାବେଳେ ଯାଇ କାଦୁଅ ଚକୁଛନ୍ତି। ଦିଘିରେ ମାଛ ଥିବାର ମଧ୍ୟ ପ୍ରମାଣ ମିଳେ। ଯୋଡ଼ାଏ ପାଣିକା ଉଦ୍ଦେଶ୍ୟରୁ ଉଡ଼ି ଆସି ଦିଘି ମଧ୍ୟରେ 2-4 ଡୁବ ମାରି ପେଟ ପୁରାଇ ଫରକରି ଉଡ଼ିଗଲେ। ଇଂରେଜମାନଙ୍କର କେମିତି ପ୍ରଭାବ ପଡ଼ିଥିଲା, ଇଂରେଜମାନେ ଏଠାକୁ କେମିତି ଆସିଛନ୍ତି ସେଟାକୁ ବ୍ୟଙ୍ଗୋକ୍ତିରେ କେମିତି ଲେଖିଛନ୍ତି। କେଉଁ ଦେଶରୁ ଖାଲି ପେଟରେ ଉଡ଼ି ଆସି ଚେଙ୍ଗ ବେଙ୍ଗ ଓଡ଼ିଶାରେ ପେଟ ପୁରାଇ ଚାଲିଗଲେ। ଦିଘି କୂଳରେ ବରଗଛରେ ତୁମ୍ଭମାନଙ୍କର ବସା, ଦିନଯାକ ପାଣି ଚକଟି ଚକଟି ଦଣ୍ଡାଏ ପିଲା କେରାଣ୍ଡି ପିଲାରୁ ଅଧିକ କିଛି ପାଉନାହିଁ। ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖିଲେ ଆଉ ରକ୍ଷା ନାହିଁ। ମାନେ ଏଠାରେ ଯୋଉ ବର୍ଣ୍ଣନା କରୁଛନ୍ତି ଯେ ଇଂରେଜ ଶିକ୍ଷା ପ୍ରତି ଆଧୁନିକ ଭାଷାର ଶିକ୍ଷା କରିବା ଯେ ଏତେ ଦରକାର ଥିଲା ସେ ସମୟରେ ସେଟାକୁ ସେ ଲେଖିଛନ୍ତି ଯେ ତୁମ୍ଭେମାନେ ଯଦି ବିଦେଶକୁ ଯାଉଛ, ବିଦେଶକୁ ଯାଉଛ ତାହେଲେ ବିଦେଶକୁ ଯାଇକି ସେଠାରେ ଯଦି ତମେ ସମୁଦ୍ର ପହଁରା ନ ଶିଖିବ, ଏଭଳି ଭାବରେ ବର୍ଣ୍ଣନା କରୁଛନ୍ତି, ତାହେଲେ ତମର ରକ୍ଷା ନାହିଁ। ତାପରେ ଦେଖିବା ଆମେ ଆଗକୁ ଯିବା ଆମ କାହାଣୀକୁ। ଏଗୁଡାକ ସବୁ ସାମାଜିକ ଇଏରେ ହିତୋପଦେଶର ଯୋଉ ପରିଚିତଟା ଅଛି, ହିତୋପଦେଶରେ କାହାର କାହା ପାଇଁ ହିତୋପଦେଶ, ହିତୋପଦେଶ ମାନେ କିଏ କାହାକୁ ଉପଦେଶ ଦଉଛି, କିଏ କାହାର ହିତ ପାଇଁ ଉପଦେଶ ଦଉଛି। ହିତୋପଦେଶ କଣ? ହିତ ପାଇଁ ଯାହାର ହିତ ପାଇଁ ଆମେ ଉପଦେଶ ଦେବା। ତ କିଏ କାହାର ହିତ ପାଇଁ ଉପଦେଶ ଦଉଛି, ପ୍ରକୃତରେ ସେଇଟା ହିତୋପଦେଶ, ପ୍ରକୃତରେ ସେଇଟା କଣ ସେଟା ଦେଖ। ଆପଣ କେତେଗୁଡ଼ିଏ କଥା ଶୁଣିବାକୁ ଅସୁଖ ପାଇବେ, ଲମ୍ବା କଥା ଲେଖିବାରେ ଆମେ ମାନେ ମଧ୍ୟ ଅନାବଶ୍ୟକ, ତାହାର ସାରମର୍ମ ଲେଖୁଛୁ। ଏଭଳି ଭାବରେ ସେ ଷ୍ଟାର୍ଟ କରିଛନ୍ତି। ଦେଖ, ସାରିଆ ବୁଢ଼ୀ ମଙ୍ଗଳା ସବୁର ମୂଳ, ତାଙ୍କର ଆଜ୍ଞାରେ ପୃଥ୍ୱୀ ଚଳୁଛି, ସଂସାର ଆତଯାତ ହେଉଛି, ତାଙ୍କ ଆଜ୍ଞା କି ଅନସ୍ଥା ହେବ। କେତେ ବାରବ୍ରତ କରି ଦେବୀଙ୍କ ଆଜ୍ଞା ପାଇଛ, ତମର ଖୁବ୍ ଭାଗ୍ୟ, ଏଡ଼େ ଭାଗ୍ୟ କାହିଁ ଦେଖିବାର ନାହିଁ ପରା। ତ ଏ କଥାଟା କିଏ କହୁଛି? ଦେଖ ସାରିଆ, ବୁଢ଼ୀ ମଙ୍ଗଳା ସବୁରେ ମୂଳ। ସେ ସମୟରେ ଲୋକମାନେ କେମିତି ଭାଗ୍ୟ ଭଗବାନଙ୍କ ଉପରେ କେମିତି ସେମାନଙ୍କର ଆସ୍ଥା ଥିଲା, ସେମାନଙ୍କର କେମିତି ବିଶ୍ୱାସ ଥିଲା, ସେଟାକୁ ଲେଖିକି କହୁଛି, ସେଟାକୁ ବର୍ଣ୍ଣନା କରିଛନ୍ତି। ଚମ୍ପା କହୁଛି ଯେ ଦେଖ ସାରିଆ, ବୁଢ଼ୀ ମଙ୍ଗଳା ସବୁରେ ମୂଳ ଅଛନ୍ତି, ସବୁରି ମୂଳରେ ସେ ଅଛନ୍ତି, ତାଙ୍କର ଆଜ୍ଞାରେ ତ ପୃଥ୍ୱୀ ଚାଲୁଛି। ସାଧାରଣତଃ ଆମର ଓଡ଼ିଆରେ ଆମର ଲୋକମାନଙ୍କର ଆମେ ଦେଖିବା ମଡର୍ଣ୍ଣ ହିଷ୍ଟ୍ରି ପଢିଲା ବେଳେ ଯେତେବେଳେ ଆମର ବିଶ୍ୱାସ ଉପରେ କଥା ଆସିଲା ନା, ସେତେବେଳେ ଯାଇକି ଲୋକମାନେ ମାନେ ବାହାରିଲେ। ଯେତେ ପର୍ଯ୍ୟନ୍ତ ଆମର ଅଛି ସେଟା, ଯେତେ ପର୍ଯ୍ୟନ୍ତ ଆମର ବିଶ୍ୱାସ ପର୍ଯ୍ୟନ୍ତ ଆଞ୍ଚ ଆସିନି ନା, ସେତେ ପର୍ଯ୍ୟନ୍ତ ଆମ ଉପରେ ଯେତେ ବି ଅତ୍ୟାଚାର ହେଲେ ଆମେ ତାକୁ ସହି ଆସିଛୁ, ସହି ଆସିଥିଲୁ ମଧ୍ୟ। ଯେତେବେଳେ ବିଶ୍ୱାସ, ଯେତେବେଳେ ନିଜର ଆସ୍ଥା ଉପରେ, ଯେତେବେଳେ ଭଗବାନଙ୍କ ଉପରେ ପ୍ରଶ୍ନ ଆସେ, ସେତେବେଳେ ଲୋକମାନେ ବାହାରନ୍ତି। ତ ବୁଢ଼ୀ ମଙ୍ଗଳା ଯିଏ ଥିବେ, ତାଙ୍କ ଉପରେ କେମିତି ଆସ୍ଥା ସାରିଆର, ସେଟାକୁ ଦେଖ ଯେ ତାପରେ ତାଙ୍କ ଉପରେ ଯୋଉ ଆସ୍ଥା ଥିବ, ସେ ସବୁବେଳେ କାମ କରୁଥିବ। ଆମେ ଜାଣିଲେ ଯେ ସେ ତାର ମାନେ ପିଲାପିଲି କେହି ହଉନଥିବେ। ଦେଖ ସାରିଆ, ତାକୁ ଚମ୍ପା କହୁଛି ଯେ ଦେଖ ସାରିଆ, ବୁଢ଼ୀ ମଙ୍ଗଳା ସବୁରେ ମୂଳ, ତାଙ୍କର ଆଜ୍ଞାରେ ପୃଥ୍ୱୀ ଚଳୁଛି, ସଂସାର ଆତଯାତ ହେଉଛି, ତାଙ୍କ ଆଜ୍ଞା କି ଅନସ୍ଥା ହେବ। କେତେ ବାରବ୍ରତ କରି ଦେବୀଙ୍କ ଆଜ୍ଞା ପାଇଛ, ତୁମର ଖୁବ୍ ଭାଗ୍ୟ, ଏଡ଼େ ଭାଗ୍ୟ ଦେଖିବାର କାହିଁ ନାହିଁ। ଏକା ସାଆନ୍ତଙ୍କ ଘର ଉପରେ ଯାହା ଦୟା ଥିଲା, ଏବେ ତମ ଉପରେ ହେଲା। କାରଣ ଆମେ ଜାଣିଛେ ଯେ ସାରିଆ ହଉଛି ଭଗିଆର ସ୍ତ୍ରୀ, ତାଙ୍କ ପାଖରେ 6 ମାଣ ଠୁଣ୍ଡ ଅଛି, ସେଥିପାଇଁ କି ତାକୁ କେମିତି ହାତ କରିବ, ସେଥିପାଇଁ ଚମ୍ପା ତାକୁ ଏଭଳି ଭାବରେ କହୁଛି ଯେ ଏକା ସାଆନ୍ତଙ୍କ ଘର ଉପରେ ବୁଢ଼ୀ ମଙ୍ଗଳାଙ୍କର ଦୟା ଥିଲା, ଏବେ ତମ ଉପରେ ହେଲା। ତମେ ମଙ୍ଗଳାଙ୍କ ମନ୍ଦିରଟା ବନାଇ ଦିଅ, ଦେଖିବ ତମ ଘର ଲକ୍ଷ୍ମୀ ଭଣ୍ଡାର ହୋଇଯିବ। ପଣ ପଣ କାହଣ କାହଣ ଟଙ୍କା କାହୁଁ ଆସି ଘରେ ପଶିବ, ଧାଡ଼ି ଧାଡ଼ି ଧନ ମରେଇ ବସିଯିବ, ଭଗବାନ କି ଆଉ ତନ୍ତ ମିଳିବ। ସେ ତନ୍ତିଆଣି ଯୋଉମାନେ ଥିବେ, ସାରିଆ ଭଗିଆ, ସେମାନଙ୍କୁ ପଇସା ଗଳି ବି ଆସୁନଥିବ। ଯଦି ସେମାନେ ପଇସା ଟିକେ ଅଧିକ ପାଇଯାଉଥିବେ, ସେଦିନ ତାଙ୍କ ଗାଁରେ କେହି ଦେଖିବାକୁ ପାଉନଥିବେ। ଏଭଳି ଭାବରେ ବର୍ଣ୍ଣନା କରିଛନ୍ତି 6 ମାଣ ଠୁଣ୍ଡରେ। ସେ ତୁମେ ପଢିବ ତାଙ୍କର ବର୍ଣ୍ଣନାରେ। ତ ତାଙ୍କୁ କହିବ, ତାଙ୍କୁ କେମିତି ଲୋଭ ଦେଖଉଛି ଚମ୍ପା, ଯେ ଦେଖେ ସାରିଆକୁ କେମିତି ଲୋଭ ଦେଖଉଛି, ଦେଖେ ଯଦି ତୁ ଗୋଟେ ମନ୍ଦିରଟେ ବନେଇଥିବୁ ବୁଢ଼ୀ ମଙ୍ଗଳାଙ୍କ ପାଇଁ କି, ତେବେ ତୋ ପାଖରେ ପଇସା ଆସି କୋଉଠୁ ପଶିବ ଯେ ତୁ ନିଜେ ବି ପାଇବୁନି। ତମେ ମଙ୍ଗଳାଙ୍କ ଆଜ୍ଞା ମାନ, ଯେପରି ହେଉ ମନ୍ଦିରଟା ବନାଇ ଦିଅ। ଟଙ୍କା ସକାଶେ ଭାବନା କଣ ଅଛି, ମଙ୍ଗଳାଙ୍କ ନାଁ ଶୁଣିଲେ ଟଙ୍କା କିଏ ନ ଦେବ। ଭଗବାନଙ୍କ ଉପରେ ଯୋଉ ବିଶ୍ୱାସଟା, ତାକୁ ନେଇକି ତାର ଫାଇଦାଟା କେମିତି ଉଠେଇଛି ଚମ୍ପା। କହୁଛି କୁଆଡ଼େ କିଆଁ ଖୋଜିବ, ମଙ୍ଗରାଜଙ୍କ କାନରେ ପଡ଼ିଲେ ରାତି ଅଧରେ ଟଙ୍କା ଗଣିଦେବେ। ହେଲା, ମାନେ
एभଳି भाବରେ ବର୍ଣ୍ଣନା କଲା ବେଳେ ସେ ଚମ୍ପା କୋଶ୍ଚିନ୍ ନିଜେ କହିକି ଉତ୍ତର ମଧ୍ୟ ନିଜେ ଦଉଛି ଯେ ତମେ ଟଙ୍କା କୋଉଠି ଖୋଜିବା ଦରକାର ନାହିଁ। ଏ କଥାଟା ମନ୍ଦିର କଥା ଶୁଣିଲେ ଟଙ୍କା ତମକୁ କିଏ କାହିଁ ନଦବ? ଯଦି ଟଙ୍କା କଥା ତମେ କହିବ, ଯଦି ମଙ୍ଗରାଜ ଆଣିବେ ରାତାରାତି ତମକୁ ଟଙ୍କା ଗଣି ଦେବେ। 150 ଟଙ୍କା ଦେଲେ ଖୁବ୍ ଗୋଟିଏ ବଡ଼ ମନ୍ଦିରଟେ ହୋଇଯିବ। କେନ୍ଦ୍ରାପଡ଼ାରେ ଯେ ବଳଦେବ ମନ୍ଦିର ଅଛି ଠିକ୍ ସେତିକି ଉଞ୍ଚା ସେତିକି ଚଉଡ଼ା। ତମ 6 ମଣ 8 ଗୁଣ୍ଠ ଜମି ତାକୁ କଣ୍ଟ ଲେଖିଦବ, କଣ୍ଟ ଅର୍ଥାତ୍ ମାନେ ତାକୁ କରଜରେ ଦେଇଦିଅ, ମୁଁ ତମକୁ ଟଙ୍କା ଆଣିଦେବି। ଯୋଉ ବନ୍ଧା ପକେଇବା, କଣ୍ଟ ମାନେ ବନ୍ଧା ପକେଇବା। ତୁମ ଜମି ତ କେହି ଘେନିଯିବେ ନାହିଁ, ଯୋଉଟା ଜମି ସେଇଠି ତ ରହିବ। ଜମି ତ ଯୋଉଠି ଅଛି ସେଇଠି ତ ରହିବ ନା, ତମ ଜମିଟା ତ କେହି କୋଉଠି ନେଇଯିବେନି। ତମେ ଗୋଟେ କାମ କର, ସେ ଜମିଟାକୁ ବନ୍ଧା ପକେଇ ଦେଇକି ତମେ 150 ଟଙ୍କା ନେଇ ଆସ, 150 ଟଙ୍କା ନେଇକି ତମେ ସେଠାରେ ଗୋଟେ ମନ୍ଦିରଟେ ବନେଇ ଦିଅ। ଏଇଟା ହଉଛି ଠାକୁରଙ୍କ କଥା। ଆମେ ଦେଖିବା ଯେ ସାରିଆ ଭଗିଆ, ଯିଏ ଟଙ୍କାକାର ପଇସାକୁ ଗଣିବାକୁ ହେଲେ ମଧ୍ୟ ସାରିଆ ଗାଁକୁ ବାହାରେ ନାହିଁ। ଆଉ 2 ଜଣ କବାଟ ଦେଇକି 2-3 ଘଣ୍ଟା ମଧ୍ୟରେ ସେ ଟଙ୍କାକୁ ଗଣନ୍ତି। ଯୋଉଦିନ 5 ଶୁକା କି 18 ଅଣାର ଲୁଗା ବିକ୍ରି ହୁଏ, ସେଦିନ ସେମାନେ ଲୋକ ଥାନାର ପାଖରୁ ଗଣାଇ ଆଣନ୍ତି। ମାନେ ଚମ୍ପା ସାଆନ୍ତାଣୀ ଯେତେବେଳେ ଏତିକି କହିକି ଟିକେ ତୁନି ହେଇଛି, ସେତିକି ବେଳେ ସାରିଆ କହିଛି କି, ସାରିଆ ଗୋଟେ ଦୀର୍ଘ ନିଶ୍ୱାସ ପକାଇକି ପାଣି ମାଠିଆକୁ ନେଇକି ଚମ୍ପା ସାଆନ୍ତାଣୀ କହିକି ଯିବା ପାଇଁ ବାହାରିଛି। ଏଥରକ ଚମ୍ପା ଜାଣିପାରିଛି ଯେ ଚମ୍ପାର କିଛି ବୁଝିବା ପାଇଁ ଆଉ ବାକି ରହି ନାହିଁ, ଯେ ସେ ଜାଣିପାରୁଛି ଯେ ତା ମନ୍ତ୍ରଟା କାଟୁ କରିଲା ନାହିଁ। ପୁଣି ଶିକାର ହାତରୁ ପଳେଇବା ସକାଶେ ଛଟପଟ ମଧ୍ୟ ହେଲାଣି। ମାନେ ଏଇ ଯୋଉ ପଇସା କଥା ଶୁଣିକି ମାନେ ସାରିଆ କଣ କରିଥିବ, ସାରିଆ ଏତେ ପଇସା କଥା ଶୁଣିକି ସେ ଦେଇପାରିବନି ବୋଲି ଭାବିକି ସେ ଯେତେବେଳେ ଯିବା ପାଇଁ ବାହାରିବ, ସେତେବେଳେ ଇଏ ଭାବୁଛି ଯେ ଶିକାରୀଟା ତ ହାତରୁ ଛଟପଟ ହେଲାଣି ଯିବା ପାଇଁ କି। ଢେର ଦିନ ଖୋଜି ଖୋଜି ବିରାଡ଼ିଟା ଇଲିଶି ଧରିଛି। ଏଠି ବିରାଡ଼ି କିଏ କେମିତି ବର୍ଣ୍ଣନା କରୁଛନ୍ତି ଫକୀରମୋହନ ସେନାପତି ଯେ ବିରାଡ଼ି ହେଉଛି ଚମ୍ପା ଆଉ ଇଲିଶି ହେଉଛି ସାରିଆ। ତା ଦାଢ଼ରୁ କି ସହଜରେ ପଳାଇବ, ମନ୍ତ୍ର ବଦଳାଇବା ଦରକାର। ତେବେ ଏବେ ସେ ଯୋଉ ମାନେ କଥାଟା କହିଛି ଯେ ତମେ ମନ୍ଦିରଟା ବନେଇ ଦିଅ, ସେଇଟା ଅନ୍ୟ ଉପାୟରେ କେମିତି କହିବ। ଚମ୍ପା ସେଠୁ କହିବ, ଦେଖ ସାରିଆ, ଟଙ୍କାରେ କ'ଣ ଅଛି, ସୁନାରେ କ'ଣ ଅଛି? ଟଙ୍କା ସୁନାରେ ତ କେହି ସ୍ୱର୍ଗକୁ ଯାଏ ନାହିଁ। ମୂଳ କଥା ହେଲା ପିଲାଝିଲା। ଯେଉଁ ଘରେ ପିଲା ନାହିଁ, ସେ ତ ଘରର ଦିନ ଦିପହରର ଅନ୍ଧାର। ବାଞ୍ଝ ବିରାଡ଼ି ହେବା କି ଊଣା ପାପ। ସାଆନ୍ତଙ୍କ ଘରେ ରୋଜ ପୁରାଣ ହୁଏ, ମୁଁ ଶୁଣେ। ସେଦିନ ଗୋସାଇଁ ପୋଥିରେ ମାନେ ରୋଜ ଯୋଉ ପୁରାଣ ହୁଏ, ସେ ପୁରାଣଟା କିନ୍ତୁ ସେ ଶୁଣିଛି। ଯାହାର ପିଲାଝିଲା ନାହିଁ, ସକାଳୁ ତ ମୁହଁ ଚାହିଁବ ନାହିଁ। 3 ପପୁଆ ସୁଲକ୍ଷଣୀ, ବାଞ୍ଝ ବିରାଡ଼ି ଗାଁ ନିଛୁଣୀ। ଯାହାର ଘରେ ପୁଅ ଝିଅ ନଥାଏ, ସେ ମାଇକିନା ବଡ଼ ଦୁଃଖ ପାଏ। ଏଟା ସେ ପୁରାଣରେ ଶୁଣିଛୁ କୁଆଡ଼େ। ଏଇଟା ଭାଗବତ ପାଠ କ'ଣ ମିଛ ହୋଇଥାଇପାରେ? ତେବେ ସାଆନ୍ତାଣୀ ମଧ୍ୟ ପ୍ରଥମେ ବାଞ୍ଝ ଥିଲେ। ଦିନ ଘଡ଼ିଏ ଯାଏ ଆମେମାନେ ତାଙ୍କ ମୁହଁ ଚାହୁଁନଥିଲୁ ପରା। ସାଆନ୍ତାଣୀ କାନ୍ଦି କାନ୍ଦି ମଙ୍ଗଳାଙ୍କୁ ପୂଜା କରିଲେ ଏବଂ ପୂଜା କରିବାରୁ ତାଙ୍କର ଦୟା ହେବାରୁ ହିଁ ତାଙ୍କର ଏବେ ପିଲାଝିଲା ହେଇଛି। ଏ କଥା ଯେତେବେଳେ ଶୁଣିଛି ସାରିଆ, ତାର ମାନେ ସ୍ୱପ୍ନ ଦେଖିଲା ବେଳେ ସେ ତାକୁ ଚାହିଁ ରହିଛି। ତା କଥା ଶୁଣିକି ତା କାନ ମୁଣ୍ଡ ପୁରା ଭାଁ ଭାଁ ଶୁଭିଲାଣି। ସେ ପଳେଇ ଯିବାକୁ ଆଉ ବାଟ ପାଉନାହିଁ। ବିରାଡ଼ି ମୂଷା ବେକକୁ ମାଡ଼ି ବସିଛି। 2 ଆଖିରେ ପାଣି ଢଳ ଢଳ କରୁଛି। କଥା କହିବାକୁ ମଧ୍ୟ ଇଚ୍ଛା ନାହିଁ, ପାଟି ମଧ୍ୟ ଫିଟୁ ନାହିଁ। ବହୁ କଷ୍ଟରେ ପାଟି ଫିଟିଲା। ସାରିଆ କହିଲା, ମୁଁ କ'ଣ କରିବି? ଲୋକେ କହୁଛନ୍ତି ସାଆନ୍ତ ଜମି କଣ୍ଟ ନେଖିନେଲେ ଆଉ ଫେରାନ୍ତି ନାହିଁ। ମାନେ ସାରିଆ କିନ୍ତୁ ଏଥରକ ଠିକ୍ କଥାଟା କହିଛି ଯେ ସେ ଶୁଣିଛି ଯେ ଯଦି ସାଆନ୍ତ ଜମିଟାକୁ କଣ୍ଟ କରି ଲେଖି ନିଅନ୍ତି, ତାହେଲେ ସେଟା ଆଉ ସେ କେବେ ଫେରାନ୍ତି ନାହିଁ। ଚମ୍ପା କହୁଛି, ରାମ ରାମ ରାମ, ଏ କି କଥା କହିଲ? ମଙ୍ଗଳା କାମକୁ ଟଙ୍କା ଦେବ, ତମ ଜମି ନେବେ ଏବଂ ସେ କ'ଣ ଆଉ ଫେରେଇବେ ନାହିଁ? ସେ ଗାଁ ଲୋକଙ୍କ କଥା ଶୁଣୁଛ କିଆ? ଏ ଗୋବିନ୍ଦପୁର ଗାଁଟା ପୃଥ୍ୱୀର ନିଛଣ। ମାନେ ଗୋବିନ୍ଦପୁର ଗାଁରେ ମାନେ ସବୁ କଥା ଗୁଡ଼ା ଯୋଉଗୁଡ଼ାକ ଆସେ, ସେଗୁଡ଼ା ସବୁ ମିଛ କଥା ଗୁଡ଼ାକ। ସେ କଥା ଗୁଡ଼ାକ ଆମେ ଯୋଉ ଶୁଣିଛୁ, ସେ କଥା ମାନେ ସତ୍ୟ, ସେଥିରେ କୌଣସି ପ୍ରକାର ସତ୍ୟତା ନାହିଁ। ତମ ମାନେ ଭଗବାନଙ୍କ କର୍ମ ପାଇଁକି ସେ ପଇସା ତମେ ବନ୍ଧା ଦେବ ଆଉ ସେଟାକୁ ସେ ନେଇଯିବେ, ଏମିତି କିଛି ନାହିଁ। ଗୋବିନ୍ଦପୁରରେ 3 ଜଣ ମାଇକିନା ଠାକୁରାଣୀଙ୍କ କଥା ନ ମାନିବାରୁ ଏକାବେଳେ ରାଣ୍ଡ ହୋଇଗଲେ। ଏକଥା ଶୁଣିନାହ? ମାନେ ଏବେ ଯେତେବେଳେ ଚମ୍ପା ତା କବଳରୁ ପଳେଇଯିବାକୁ ଚେଷ୍ଟା କରିଛି, ସେତେବେଳେ ଯେତେବେଳେ ସାରିଆ ତାର କବଳରୁ ଚମ୍ପା କବଳରୁ ଯେତେବେଳେ ପଳେଇବା ପାଇଁ ଚେଷ୍ଟା କରିଛି, ସେତେବେଳେ ଚମ୍ପା ଏଥର ଆଉ ଗୋଟେ କଥା କହୁଛି ଯେ ଯିଏ ଭଗବାନଙ୍କ କଥା ଯିଏ ନ ମାନିଥିବାରୁ ସେମାନେ ରାଣ୍ଡ ହୋଇଗଲେ। ତମକୁ କହୁଛନ୍ତି ରାଣ୍ଡ, ତ ବିଧବା ହେଇଗଲେ। ସାରିଆ ନିଶ୍ଚଳ କାଠ ପିତୁଳା ପରି ବସି ସବୁ କଥା ଶୁଣୁଥିଲା। ଶେଷ କଥାଟା ଶୁଣି ସେ ଆଉ ସମ୍ଭାଳି ପାରିଲା ନାହିଁ। ଏଇ ଯୋଉ ବିଧବା କଥାଟା ସେ ଶୁଣି ଆଉ ସମ୍ଭାଳି ପାରିଲା ନାହିଁ। ସେ କଇଁ କଇଁ କରି କାନ୍ଦିଲା ଏବଂ କହିଲା ଯେ ମୁଁ କ'ଣ କରିବି ଚମ୍ପା ସାଆନ୍ତାଣୀ, ମୁଁ କ'ଣ କରିବି? ସାରିଆ କହୁଛି, ମୋର କିଛି ଲୋଡ଼ା ନାହିଁ,
ସେ ଭଲ ଥାଆନ୍ତୁ, ମାନେ ଭଗିଆ ଭଲରେ ଥାଉ। ସେଥିପାଇଁ ଚମ୍ପା କହୁଛି ଯେ କିଛି ଡର ନାହିଁ, ଭଗବାନ ଗୋଡ଼ରେ କଣ୍ଟା ବାଜିବ ନାହିଁ। ତମେ ଗୋଟେ କାମ କର, ମନ୍ଦିରଟିଏ ବନେଇ ଦିଅ। ସାରିଆ କହୁଛି ମୁଁ କଣ କରିବି। ଚମ୍ପା କହୁଛି ତମେ କିଛି କରିବାକୁ ହେବ ନାହିଁ, ଆଜି ସନ୍ଧ୍ୟାରେ ଭଗବାନ ଆଉ ତମେ 2 ଜଣ ଆସିବ, ଯାହା କରିବାକୁ ହେବ ମୁଁ କରିଦେବି। ଆଉ ମଙ୍ଗଳା ବ୍ରତ ଧଇଲେ ମଙ୍ଗଳାଙ୍କର କାମ ନ ହୋଇଛି 2 ଜଣ ସ୍ନାନ କରି ଉପାସ ରହିଥିବ, ଖାଲି ଅଳ୍ପ ଅଳ୍ପ ଛୁଡ଼ା ଖାଇବ। ମାନେ ଯେପର୍ଯ୍ୟନ୍ତ ମଙ୍ଗଳାଙ୍କର ମାନେ କାମ ନ ହେଇଛି ସେ ପର୍ଯ୍ୟନ୍ତ ତମେ ଟିକେ ମାନେ ମଙ୍ଗଳା ବ୍ରତ ଯେପର୍ଯ୍ୟନ୍ତ ତମେ ନ ଧରିଛ ସେ ପର୍ଯ୍ୟନ୍ତ ଖାଲି ଚୁଡ଼ା ଖାଇଥିବ ଆଉ ସେମିତି ଆସିବ। ଏବେ ଦେଖିବା ମନ୍ତ୍ରଣା ପରିଚ୍ଛଦରେ କଣ ଅଛି। ମନ୍ତ୍ରଣା ପରିଚ୍ଛଦରେ କାହା ସହିତ କଥାବାର୍ତ୍ତା ହେଇଛି। ମନ୍ତ୍ରଣା ପରିଚ୍ଛଦରେ କଚେରୀ ଭିତରେ ବସିଥିବେ ମଙ୍ଗରାଜ ଆଉ ଚମ୍ପା। ସେ 2 ଜଣଙ୍କ ଭିତରେ କଥାବାର୍ତ୍ତା ହେଉଥିବ। 2 ଜଣ ଯାକ ଅସତ୍ ଉପାୟରେ ମାନେ ଅସତ୍ ଉପାୟକୁ ଅବଲମ୍ବନ କରିକି କେମିତି ଉପରକୁ ବଢିଯିବେ ସେ ବିଷୟରେ ସେମାନଙ୍କ ଭିତରେ ଆଲୋଚନା ଚାଲିଥିବ। ଏବଂ ସେ ବିଷୟରେ ଆଲୋଚନା କଲା ବେଳେ ଚମ୍ପା ବାଘସିଂହ କଥା ବି କହିଥିବ ଯେ ବାପା ମାର ତ ଠିକ ନାହିଁ, ଦଗବାଜି କରି ପଠାଣ ଟକଠାରୁ ଜମିଦାରୀ ଆଣିକି ବୋଲଉଛି ନା କଣ ଜମିଦାର। ଆଉ ହେଲୁ ଜମିଦାର ତୋ ଘରକୁ ଗୋରୁ ଛିଡାଇଲେ ଫନ୍ଦା ଅଜାଡି ଫେରକି ହେଲୁ, ମାନେ ଏମିତି ଭାବରେ ବର୍ଣ୍ଣନା କରୁଛନ୍ତି। ତାପରେ ବାଘସିଂହଙ୍କ କଥା ବି ବର୍ଣ୍ଣନା କରୁଥିବ ଏବଂ ଚମ୍ପା ଆଉ ମଙ୍ଗରାଜଙ୍କ ଭିତରେ ଯୋଉ କଥୋପକଥନ, କାହା ବିଷୟରେ ମନ୍ତ୍ରଣା ଅର୍ଥାତ ସେମାନଙ୍କ ଭିତରେ ସେମାନେ କାହା ବିଷୟରେ ପୁଣି ଗୋଟେ କଥା ପାଞ୍ଚୁଛନ୍ତି ସେଇଟା ଆମେ ଦେଖିବା। ମଙ୍ଗରାଜ କହିବେ ଦେଖ ଚମ୍ପା, ଶାସ୍ତ୍ରରେ ଅଛି ଛଳ ବଳେ କୌଶଳେ ଶତ୍ରୁକୁ ସାଧବ ହେଳେ। ମୁଁ ତ ପାରିଲେ ତୁ କିଛି ଏଥର ଫିକର କର, ତୁ ବିଚାରିଲେ ସବୁ ହେବ। ଦେଖ ମୁଁ 3 ବର୍ଷ କାଳେ ଲାଗି ଲାଗି ତନ୍ତୀକୁ ପାରିନଥିଲି, ଯେପର୍ଯ୍ୟନ୍ତ ତୁ କାମର ହାତ ଦେଲୁ କାମ ଫତେ, ମାନେ କାମଟା ହେଇଗଲା। ମାନେ ଚମ୍ପା ସାରିଆ ଠାରୁ ଜମିଟାକୁ ନେଇ ଆସିଛି, ଏଥରକ ବାଘସିଂହ ଉପରେ ସେମାନଙ୍କର ନଜର, ବାଘସିଂହ କେମିତି ହରାଇବେ ସେଥିପାଇଁ କି ମଙ୍ଗରାଜ କହୁଛି ଯେ ଦେଖ ଚମ୍ପା, ମୁଁ ତ କିଛି କରିପାରିଲି ନାହିଁ, ଏଥରକ ତୁ କରେ। ସେ କଣ ପାଇଁ କିଛି କରିପାରୁନଥିବେ, କାରଣ ଡମସାହି ଯୋଉ କଥାଟା କହିଥିଲି ତମକୁ ଟିକେ ରିଲେଟ କରୁଛି ଦେଖ। ଡମସାହି ମାନେ ସେଠି ଜଗୁଥିବେ ହେଲା, ବାଘସିଂହର ଘର ଆଡେ ଜଗୁଥିବେ, ସେଥିପାଇଁ କି ଡମସାହିର ଯୋଉ ଠେଙ୍ଗା ତାକୁ ମଙ୍ଗରାଜଙ୍କର ଡର ଥିବ, ଭୟ ଥିବ, ସେଥିପାଇଁ ସେ ଯାଉନଥିବେ। ମଙ୍ଗରାଜ କଣ କରିବେ, ଗୋବିନ୍ଦ ଜେନା କହିଥିଲି ଗୁଣଚରିତ୍ର ମନେ ପଡୁଛି, ଗୋବିନ୍ଦ ଜେନା ଜରିଆରେ କଣ କରିଥିବେ, ଗୋଟେ ମିଛ ମକଦ୍ଦମା କରିକି ଯେ ଡମସାହିର ଲୋକମାନେ ସେମାନେ ଚୋରି କରିଛନ୍ତି ବୋଲି ତାଙ୍କୁ ଗୋଟେ ମିଛ ମାନେ କେସରେ ଫସେଇକି ସେମାନଙ୍କୁ ଜେଲକୁ ପଠେଇ ଦେଇଥିବ। ସେମାନଙ୍କୁ ଜେଲକୁ ପଠେଇ ସାରିଲା ପରେ ଏଥରକ ତାର ନଜରଟା ହଉଛି ବାଘସିଂହ ଉପରେ, କେମିତି ବଦଲା ନବ। ଚମ୍ପା ବୈଠା ତେଜି ଦେଇ ଖୁବ୍ ଜୋରେ ଗୋଟେ ହସିଲା, କହିଲା ଦେଖ ସାଆନ୍ତେ, ପ୍ରଥମେ ମନରେ କରିଥିଲି ପାରିବେ ନାହିଁ, ବୁଦ୍ଧି ଖର୍ଚ୍ଚ କଲେ କଣ ନୁହେଁ, ସେ 6 ମଣ 8 ଗୁଣ୍ଠ ଚକକୁ କାଲି ହଳ ଯିବ ତ। ମଙ୍ଗରାଜ କହିଲା ମୁଁ ହଳିଆମାନଙ୍କୁ କହିଦେଇଛି କାଲି ସକାଳେ ହଳ ନେବେ, କଳାହାଣ ଦୋହରା ସବୁ ସରିବ, ମୁଁ ମଧ୍ୟ ବିଲକୁ ଯିବି। ଚମ୍ପା ସେମାନଙ୍କ ଘର ଭାଙ୍ଗି ଭଲ କଲ, ମାନେ ଏତେ ବେଳକୁ ସେମାନେ ଭଗିଆ ଆଉ ସାରିଆର ଘର ଭାଙ୍ଗି ଦେଇଛନ୍ତି ମଧ୍ୟ ହେଲା। ଚମ୍ପା କହୁଛି ଜମି ହେଉ ଘର ହେଉ ଯାହା ହେଉ ସେ ଗାଈଟି ଲାଗି ମୁଁ ଏତେ କଥା କଲି, ଗାଈ ତ ନୁହେଁ ଗୋଟିଏ ଗୁଣ୍ଠୁଣି ହାତୀ, ଆଜି କଚେରୀ ପିଣ୍ଡାରେ ବାନ୍ଧି ଆସିଛି, କାଲିଠାରୁ ଉଆସ ଭିତରେ ବାନ୍ଧିବି। ମାନେ ସେମାନେ ସାରିଆ ଆଉ ଭଗିଆର ସମ୍ପୂର୍ଣ୍ଣ ସଂସାରଟାକୁ କେମିତି ଧ୍ୱଂସ କରିଦେଇଛନ୍ତି, ସେଟାରୁ ଆମେ ଏଇଠୁ ପୁରା ଜାଣିଗଲେଣି ଯେ ତାଙ୍କର 6 ମଣ 8 ଗୁଣ୍ଠକୁ ଜମିଟାକୁ ମାନେ କଟକ ବୁଲା କରିଦେଇକି ତାଙ୍କୁ ବୁଢୀ ମଙ୍ଗଳା ପାଇଁକି ମନ୍ଦିର ପାଇଁକି କହିଥିବେ। ପ୍ରକୃତରେ କଥାଟା କଣ ହେଇଥିବ ଶୁଣ, ଯେ ମୁଁ କହିଦଉଛି ସର୍ଟରେ। ଚମ୍ପା କଣ କରିବ ନା, ମଙ୍ଗରାଜର 2 ଜଣ ଯୋଉ ଥିବେ ଚେଲା ତାଙ୍କୁ ନେଇକି ଯାଇଥିବ, ତାଙ୍କୁ କହିଥିବ ଯେ ତମେ ଚୁଡ଼ା ଖାଇକି ଆସିବ। ଚୁଡ଼ା ଖାଇକି ସେମାନେ ଆସି ପହଞ୍ଚିବେ, ଇଏ କଣ କରିବ ଯେ ମନ୍ଦିର ପାଖରେ କଣ କରିବ, ପଛପଟେ ଗୋଟେ ଗାତଟେ ଖୋଳିକି ସେ ଗାତ ଭିତରେ ଜଣଙ୍କୁ ଲୁଚେଇବ, ଜଣେ ତା ଭିତରେ ଲୁଚିବ। ଲୁଚିଲା ବେଳେ ଏମାନେ 2 ଜଣ ଆସି ବାହାରେ ଛିଡା ହେବେ, ଏମାନେ 2 ଜଣ ହାତ ଯୋଡି ଛିଡା ହେବେ। ଚମ୍ପା ପ୍ରଶ୍ନ ପଚାରିବ, ସେ ଗାତ ଭିତରୁ ଶବ୍ଦଟା ଶୁଭିବ ଏବଂ ଏମାନେ ଭାବିବେ ଯେ ବୁଢୀ ମଙ୍ଗଳା କଥା କହିଲେ, ବୁଝିପାରିଲ। ତ ଏମିତି ଭାବରେ ହେଇଛି। ତାପରେ ମାନେ 6 ମାଣ ଠୁଁଠଟା ଦେଇଦେବେ, 6 ମାଣ ଠୁଁଠ ଦେଇ ସାରିଲା ପରେ ମାନେ ପୁରା ମନ୍ଦିର ବନେଇବା ପାଇଁ କି ଯେତିକି ଦରକାର, ଯେତିକି ମାନେ ପଥର ଦରକାର ସେତିକି ତ ଛାଡ, ଗୋଟେ ଟ୍ରକ୍ ମାଙ୍କଡ ପଥର ବି ଦେଇନଥିବେ, କିଛିଟା ମାଙ୍କଡ ପଥର ଦେଇଦେଇଥିବେ, ସେ ପଥର ସେମିତି ପଡିଥିବ, ମନ୍ଦିର ବନା ବି ହେଇନଥିବ,
ମନ୍ଦିର ବାବଦକୁ ଯୋଉ 6 ମାଣ ଠାରୁ କଣ୍ଟକବଲା କରିଥିବେ ସେଇଟା ବି ଆଙ୍କ ପାଖରେ ରହିଲା। ମାନେ କେମିତି ବୁଦ୍ଧି ମାନେ କେମିତି ତାଙ୍କର ପିଲାଝିଲା ହଉନଥିବ ବୋଲି, ତାଙ୍କର ପିଲା କେହି ନଥିବେ ବୋଲି, ସେଭଳିଆ ଉପାୟକୁ ନେଇକି ଚମ୍ପା କେମିତି ନେଇ ଆସିବ, ତ 6 ମାଣ ଠାରୁ ନେଇ ଆସିଲା। ତ ମନ୍ଦିର କାମ ବି ହେଇପାରିବନି, ଆଉ ଏପଟେ କଣ ହବ ନା ମାନେ ଏପଟେ ତାଙ୍କର ଗାଈ ନେତକୁ ବି ନେଇ ଆସିଛନ୍ତି, ତାଙ୍କ ଘର ବି ଭାଙ୍ଗି ଦେଇଛନ୍ତି। ଠିକ ଅଛି, ଏମିତି ତାଙ୍କ ଉପରେ ଅତ୍ୟାଚାର କରିଛନ୍ତି। ତ ଏବେ ଆମେ ଦେଖିବା ମଙ୍ଗରାଜଙ୍କର ପତ୍ନୀ ଯିଏ, ଧର୍ମପତ୍ନୀ ଯିଏ ସାଆନ୍ତାଣୀ। ସାଧାରଣତଃ ପୁରୁଷଙ୍କର କଠିନ ଚମ୍ପା ଭିତରେ ଚମ୍ପା ରହିବା ଭିତରେ ମୁଜିବି ବାହାରିକୁ ସେସବୁ ଘଟଣାରେ ପୁରୁଷଙ୍କର କଠିନ ମନ ଭାଙ୍ଗି ପଡେ। କୋମଳା ମନା ସ୍ତ୍ରୀ ମାନେ ସହଜରେ ସହିଯାଆନ୍ତି। ସହିଷ୍ଣୁତା ଗୁଣ ସ୍ତ୍ରୀ ମାନଙ୍କର ପୁରୁଷ ମାନଙ୍କଠାରୁ ଢେର ବେଶୀ। ମାନେ ଏଠୁ ଜଣା ପଡୁଛି। ଏବେ ସାଆନ୍ତାଣୀଙ୍କ ବିଷୟରେ ଟିକେ ଦେଖିବା। ସାଆନ୍ତାଣୀ ଏହି ଚମ୍ପା ଆଉ ମଙ୍ଗରାଜଙ୍କର ଯେତେବେଳେ କଥା ହେଉଛନ୍ତି ସେତେବେଳେ ସେ ଆସି ପହଞ୍ଚିଲେ। ମାନେ ସେମାନଙ୍କୁ ଦେଖିକି ଏମାନେ ଦି ଜଣ କଥା ଟିକେ ବନ୍ଦ କରିଦେଲେ। ଚମ୍ପା ମାନେ ଅବଜ୍ଞା କରି ଗମ୍ଭୀର ସ୍ୱରରେ କହୁଛି କାରଣ ମାନେ ସାଆନ୍ତାଣୀ ତାଙ୍କୁ କହିବେ ଯେ ଏତେ ରାତିରେ ସେଗୁଡାକ ଆଉ ପାଞ୍ଚ ନାହିଁ। ଏତେ ରାତିରେ ମୁଁ କହୁଛି ରାତି ହେଲାଣି ଶୋଇପଡ, ସେଗୁଡାକ କଥା ଗୁଡାକ ଆଉ ପାଞ୍ଚ ନାହିଁ। ସବୁବେଳେ ସ୍ତ୍ରୀ ଯିଏ ଥିବ ସେ ସବୁବେଳେ ସ୍ୱାମୀର ଶୁଭ ଚିନ୍ତକ, ସବୁବେଳେ ସ୍ତ୍ରୀ ସ୍ୱାମୀର ଶୁଭ କାମନା କରେ। ସ୍ୱାମୀ ମାନେ କୁପଥରେ ଗଲେ ମଧ୍ୟ, ସ୍ୱାମୀ ଯେତେ ଖରାପ ହେଲେ ମଧ୍ୟ ସ୍ତ୍ରୀର କର୍ମ ହେଲା ଯେ ସେ ସ୍ୱାମୀକୁ ସୁପଥକୁ ଆଣିବ। ସୁପଥକୁ ଆଣିଲା ବେଳେ ତା ବିଷୟରେ ସେ ସବୁବେଳେ ଭଲ ଚିନ୍ତା କରିବ, ତାର ଭଲ କାମନା କରିବ। ତ ଚମ୍ପା ଭଳି ଗୋଟେ ଖଳନାୟିକା ଠାରୁ ନିଜର ସ୍ୱାମୀକୁ ବଞ୍ଚାଇବା ପାଇଁ କି ସାଆନ୍ତାଣୀ ଜାଣିଛନ୍ତି। ସାଆନ୍ତାଣୀ ମାନେ ପୁରା ଜାଣିଛନ୍ତି ଯେ ମଙ୍ଗରାଜ କେଉଁଭଳି ଭାବରେ ଲୋକ, କିନ୍ତୁ ଯେତେ ଯାହା ବି ହେଲେ ସେ ଜଣେ ନାରୀ ଏବଂ ଏ ଜଣେ ହଉଛନ୍ତି ପୁରୁଷ, ମାନେ ସେ ତାଙ୍କର ସ୍ତ୍ରୀ। ତ ଯେତେ ଯାହା ବି ହେଲେ ଯେହେତୁ ସେ ସ୍ତ୍ରୀ ନିଜର ସ୍ୱାମୀକୁ କୁପଥରେ ଯିବାର ସେ କେବେ ଦେଖିପାରିବେ ନାହିଁ। ସେ ତାଙ୍କୁ ସୁପଥକୁ ଆଣିବା ପାଇଁ କି ତାଙ୍କୁ କହିବେ ଯେ ମୁଁ କହୁଛି ରାତି ହେଲାଣି ଶୋଇପଡ, ସେ କଥା ଗୁଡାକ ଆଉ ପାଞ୍ଚ ନାହିଁ। ପାଞ୍ଚ ନାହିଁ ମାନେ ସେ କଥା ଗୁଡାକ ବିଚାର କର ନାହିଁ। ଚମ୍ପା ଏସବୁ ଦେଖିକି ତାକୁ ମାନେ ଖରାପ ଲାଗିବ ଯେତେବେଳେ ସେ ମାନେ ଆମେ ଗୋଟେ ଟାଇପର କହୁନି ଯେ ହଁ ଏମିତି ଯୋଉ କହୁ, ତ ସେମିତି ଟାଇପର ସେ କହିବ। ମଙ୍ଗରାଜ କହିବେ ଠିକ ଅଛି ମୁଁ ଯାଉଛି, ତମେ ବାହାରକୁ ଯାଅ। ମାନେ ଚମ୍ପାର ଏଇ ଯୋଉ ହୁଁ ଶବ୍ଦଟା ସାଆନ୍ତାଣୀଙ୍କର ଶରୀରରେ ଯେମିତି ବର୍ଷା ଭଳି ଲାଗିବ। କାରଣ ସବୁବେଳେ ସ୍ତ୍ରୀ ଗୋଟେ ସବୁ ସହିପାରେ, କିନ୍ତୁ ନିଜ ସ୍ୱାମୀକୁ ପର ସ୍ତ୍ରୀ ସହିତ କେବେ ବି ସହିପାରିବ ନାହିଁ। ଏଇଟା ହଉଛି ପ୍ରଥମ କଥା। ତାପରେ ନିଜର ସ୍ୱାମୀ ଆଗରେ ଅଲଗା ସ୍ତ୍ରୀର ମର୍ଯ୍ୟାଦା, ଅଲଗା ସ୍ତ୍ରୀର ସମ୍ମାନ ଯଦି ଅଧିକ ଥାଏ, ସେଇଟା ହଉଛି ସବୁଠାରୁ ଦୁଃଖ। ମାନେ ଯେତେ ବି ସ୍ତ୍ରୀ ଯେତେ ବି ଭଲ ହେଇଥିଲେ ମଧ୍ୟ ସେଇଟା ହଉଛି ସବୁଠାରୁ ଦୁଃଖ କଥା। ତ ଚମ୍ପା ଗୋଟେ ଯିଏ ପୋଇଲି ତାଠାରୁ ଏମିତି ଭାବରେ କଥା ଶୁଣିକି ସାଆନ୍ତାଣୀଙ୍କର ଶରୀର ଯେମିତି, ତାଙ୍କର ହୃଦୟ ଯେମିତି ବର୍ଚ୍ଛାଘାତ ହେଲା, ତାଙ୍କୁ ସେଇଭଳି ଭାବରେ ଲାଗିବ। ଆଚ୍ଛା ତୁମେ ବାହାରକୁ ଯାଅ, କଥାଟା ତାଳୁରେ ସହସ୍ର ବିଛା କାମୁଡ଼ିଲା ପରି ତାଙ୍କୁ ଲାଗିଲା। ଚମ୍ପା ରହିବ ଭିତରେ, ମୁଁ ଯିବି ବାହାରକୁ। ସେସବୁ ଘଟଣାରେ ପୁରୁଷଙ୍କର କଠିନ ମନ ଭାଙ୍ଗି ପଡେ। କୋମଳମତି ସ୍ତ୍ରୀ ମାନେ ସହଜରେ ସହିଯାଆନ୍ତି। ସହିଷ୍ଣୁତା ହେଉଛି ସ୍ତ୍ରୀ ମାନଙ୍କର ଗୁଣ। ମାନେ ସହିବା ଶକ୍ତି ସ୍ତ୍ରୀ ମାନଙ୍କର ସାଧାରଣତଃ ପୁରୁଷ ମାନଙ୍କ ଠାରୁ ଅଧିକ ଥାଏ। ସ୍ତ୍ରୀ ମାନେ ଯେତିକି କଥା ସହିପାରିବେ, ପୁରୁଷ ମାନେ ସେତିକି କଥା ସହିପାରନ୍ତି ନାହିଁ। ସେମାନେ ଢେର ବେଶୀ ସହିପାରନ୍ତି। ମାତ୍ର ସବୁ ଜିନିଷ ସହିପାରିଲେ ମଧ୍ୟ ଗୋଟେ ସ୍ତ୍ରୀ କେବେ ନିଜ ସ୍ୱାମୀ ଠାରୁ ସ୍ୱାମୀର ଅନାଦରଟାକୁ ସହିପାରେ ନାହିଁ। ଅବିଶ୍ୱାସୀ ସତୀ ସ୍ତ୍ରୀ ମାନଙ୍କ ପକ୍ଷରେ ଅସହ୍ୟ। ପୁଣି ସ୍ୱାମୀ ସାକ୍ଷାତରେ ଦାସକୃତ ଅବଜ୍ଞା ମରଣାଧିକ କଷ୍ଟକର। ମାନେ ଏଭଳି ଭାବରେ ଫକୀରମୋହନ ସେନାପତି ମାନେ ଚରିତ୍ରକୁ, ସାଆନ୍ତାଣୀଙ୍କ ଚରିତ୍ରକୁ କିପରି ଭାବରେ ଜୀବନ୍ତ କରି ବର୍ଣ୍ଣନା କରିଛନ୍ତି। ସ୍ୱାମୀ ସାକ୍ଷାତରେ ଦାସକୃତ ଅବଜ୍ଞା ହଉଛି ଗୋଟେ ମରଣାଧିକ କଷ୍ଟକର। ତେବେ ଉପସ୍ଥିତ ଘଟଣା ନୂତନ ନୁହେଁ, ଚିରକାଳ ସହି ସହି ଅଭ୍ୟାସ ପଡିଯାଇଛି। ଅର୍ଥାତ୍ ଆମେ ଯେତେବେଳେ ଯୋଉ ଲାଇନଟା ପ୍ରଥମେ ପଢିଥିଲେ ଚମ୍ପା ପଢିଲା ବେଳୁ, ଯେ ଚମ୍ପାର କ୍ଷମତାଟା ହଉଛି ସୀମାତୀତ। ଅର୍ଥାତ୍ ସାଆନ୍ତାଣୀଙ୍କ ସୀମାତୀତ ମାନେ କଣ କଣ, ସାଆନ୍ତାଣୀଙ୍କର କ୍ଷମତା ଠାରୁ ଅଧିକ। ତେବେ ଏଠୁ ଜଣା ପଡିଗଲା ଯେ ମଙ୍ଗରାଜ ଚମ୍ପା ସହିତ କେମିତି ସଂଶ୍ଳିଷ୍ଟ ଏବଂ ନିଜ ସ୍ତ୍ରୀକୁ ସେ କେମିତି ଅନାଦର କରୁଛନ୍ତି। ସାଆନ୍ତାଣୀଙ୍କର କଣ୍ଠରୁଦ୍ଧ ହୋଇଗଲା, ମୁଣ୍ଡ ବୁଲାଇଲା, ସମସ୍ତ ଅଙ୍ଗ ଅବଶ୍ୟ ପ୍ରାପ୍ତ ହୋଇଗଲା। କୌଣସି ରୂପେ ସମ୍ଭାଳି ହୋଇ ଧୀରେ ଧୀରେ ଘରୁ ଆସି ବାହାରି ପିଣ୍ଡାରେ ଆଉଜି କରି ବସି ପଡିଲେ।
ଏବଂ ଆମ୍ଭେମାନେ ସମ୍ବାଦ ପାଇଛୁ ଯେ ସାଆନ୍ତାଣୀଙ୍କ ମୁଖରୁ ସେଦିନଠାରୁ ଆଉ କିଛି କଥା ଶୁଣି ନାହିଁ। ସେ ଲୁଚାଇବାକୁ ମାନେ ବିଶେଷ ଚେଷ୍ଟା କରୁଥିଲେ ମଧ୍ୟ ସର୍ବଦା ତାଙ୍କ ଆଖିରୁ ପାଣି ବାହାରୁଥିବା ଦେଖାଯାଇଛି। ଚମ୍ପା ଧଡ଼ କରି କବାଟଟା ଆଉଜେଇ ଆପଣ ସ୍ଥାନରେ ବସି କହିଲା, ମୋତେ କେହି ଗାଳି ଦେଇ ଛାଞ୍ଚୁଣି ମାରୁ ପଛକେ କାଟିବ ନାହିଁ, କିନ୍ତୁ ତମକୁ ପଦେ ମାତ୍ର କହିଲେ ମୋ ହୃଦୟ ହାନି ହେଇଯାଏ। ଏବଂ ଚମ୍ପାର ମଙ୍ଗରାଜଙ୍କ ପ୍ରତି ଯୋଉ ଭଲ ପାଇବାଟା, ମଙ୍ଗରାଜଙ୍କ ପ୍ରତି ଯୋଉ ପ୍ରେମଟା, ସେଟା ତମେ ଲାଷ୍ଟ ପର୍ଯ୍ୟାୟରେ ଜାଣିଯିବ ଯେ କେତେ ତାଙ୍କୁ ତାର ଭଲ ପାଇବା ଥିବ। ସାଆନ୍ତାଣୀଙ୍କ କଥା ଶୁଣିଲ ତ? ଆଉ କେହି ହୋଇଥିଲେ ମୁହଁ ଛାଡ଼ନ୍ତିନି ପରା। ସାରିଆ କଥା ବେଳେ ସବୁ ତ ବୁଝି ନେଇଛ, ତମକୁ ଫେର ସେ କିଏ ବୁଝାଇବ? ଅର୍ଥାତ୍ ଆମେ ଏଥିରୁ ଜାଣିପାରୁଛେ ଯେ ସାଆନ୍ତାଣୀ ବିଷୟରେ ଆମେ ପଢ଼ିବା, ତାଙ୍କ ଚରିତ୍ର ବିଷୟରେ ଦେଖିବା, କିନ୍ତୁ ଏତିକି ମନେ ରଖିବା ଯେ ସାଆନ୍ତାଣୀ ମାନେ ସେଠାକାର ଦୁଃଖୀ ରଙ୍କି ଯିଏ ବି ଯାଉଥିବେ, ସେ ମାନେ ବାଟ ଭିକାରୀ ଯିଏ ବି ଯାଉଥିବେ, ସାଆନ୍ତାଣୀ ତାଙ୍କୁ ଖାଇବା ଦିଅନ୍ତି। ସାଆନ୍ତାଣୀଙ୍କ ଘର ପାଖରେ ରହିଲେ ସେ କେବଳ ତାଙ୍କୁ ହିଁ ଖୋଜନ୍ତି, ସାଆନ୍ତାଣୀକୁ ହିଁ ଖୋଜନ୍ତି, ଆଉ କାହାକୁ ସେ ଖୋଜନ୍ତିନି। ସେ ବାଟ ଭିକାରୀ ଯାହାକୁ ବି ଦେଖିଲେ ସାଆନ୍ତାଣୀ ଗୋଟେ ଏମିତି ଚରିତ୍ର ଥିବେ, ଏମିତି ଗୋଟେ ହିନ୍ଦୁ ନାରୀ ଚରିତ୍ରକୁ ବର୍ଣ୍ଣନା କରିଛନ୍ତି ଯିଏକି ନିରୀହ, ଯିଏକି ସ୍ୱାମୀର କଥାକୁ ମାନିଛି, ପ୍ରତି ପଦରେ ପ୍ରତି ପଥରେ ସ୍ୱାମୀକୁ ସୁପଥକୁ ଆଣିବା ପାଇଁ ଚେଷ୍ଟା କରିଛି, ଏପରିକି ମରିବା ପର୍ଯ୍ୟନ୍ତ ମଧ୍ୟ, ନିଜର ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ମଧ୍ୟ ସେ ସ୍ୱାମୀକୁ ସଚେତ କରାଇଛି, ମାତ୍ର ସ୍ୱାମୀ ତାର ତାଙ୍କ କଥା ଶୁଣି ନାହାନ୍ତି। ତେବେ ଏଠୁ ଜଣାପଡୁଛି ଯେ ସାରିଆ ଯେତେବେଳେ ସାରିଆ ସହିତ ମାନେ ଏମିତି ଭାବରେ କରିଥିବେ ବ୍ୟବହାର, ସାରିଆ ଆଉ ଭଗିଆ ସହିତ ଏଭଳି ଭାବରେ ବ୍ୟବହାର କରିଥିବେ, ସେଥିପାଇଁ କି ସେ କଣ କରିବେ ନା, ସାଆନ୍ତାଣୀ ଯିଏ ସେ ମନା କରୁଥିବେ ଯେ ତମେ ତାଙ୍କର ଜମି ଗୁଡାକ ଫେରାଇ ଦିଅ, ତମେ ତାଙ୍କୁ ତାଙ୍କ ଜମି ଫେରାଇ ଦିଅ, ତାଙ୍କ ଘର ଫେରାଇ ଦିଅ, ତାଙ୍କ ଗାଈ ନେତ ଫେରାଇ ଦିଅ, କିନ୍ତୁ ମାନେ ଯିଏ ସାଆନ୍ତ ଥିବେ, ମଙ୍ଗରାଜ ଥିବେ, ସେ ଶୁଣୁନଥିବେ। ହେଲା, ଏଥରକ ଆମେ ଦେଖିବା ମନ୍ତ୍ରଣାରେ ଚମ୍ପା କହୁଛି ଯେ ମଙ୍ଗରାଜ ଚମ୍ପା ମଧ୍ୟରେ ଯେଉଁ କଥା ଚଳିଲା ଅନ୍ୟକୁ ଅଗୋଚର, ମାନେ ଆମେ ସେ କଥାଟା ଜାଣିପାରିବାନି, କେବଳ ଚମ୍ପା ମୁହଁରୁ ଏତିକି ଶୁଣାଗଲା, ତମେ ମତେ ଖଣ୍ଡେ ଡୋଲି ଚାରିଟା ଭାର ସଜାଡି ଦିଅ, ଏଥର ଦେଖିବ ଯଦି ମୁଁ ନ କରିବି ନାକ କାଟିଦବ। ଅର୍ଥାତ୍ ଏଥରକ ତାଙ୍କ ମନ୍ତ୍ରଣାରେ ଆଉ ଗୋଟେ କାହା ପାଇଁ କି ଗୋଟେ ଆଉ ଗୋଟେ ଚିନ୍ତାରେ ସେ ପାଞ୍ଚୁଛନ୍ତି, ସେଇଟା ଆମେ ଜାଣିଲେ। ଏଥର ଡୋଲି ସଜାଡି ଦିଅ। ଡୋଲି ମାନେ କଣ? ଡୋଲିରେ କୋଉମାନେ ଯାଆନ୍ତି? ନବବଧୂ ମାନେ ଯାଆନ୍ତି, ଜାଣିଥିବ। ତ ଡୋଲି ସଜାଡି ଦିଅ ଏବଂ ସେଇଥିରେ ମୁଁ ଯଦି ନ ଯିବି, ମାନେ ଯଦି କାମରେ ଯଦି ମୁଁ ନ କରିପାରିବି, ତାହେଲେ ମତେ ମୋ ନାଁ କାଟିଦବ। ପରିଚ୍ଛେଦ 15 ଦେଖ, ବାଘସିଂହ ବଂଶ। ବାଘସିଂହ ଆକ୍ଚୁଆଲି ବାଘସିଂହରେ ଗୁଣ ଚରିତ୍ରରେ ବାଘସିଂହ ବଂଶ ତମେ ଲେଖିପାରିବ। ଖଣ୍ଡାୟତ ବଂଶର ଥିବେ, ସେମାନଙ୍କର ପୂର୍ବୋକ୍ତ ଦଳପତି ମାନଙ୍କର ଜଣେ ବଂଶଧର ଅଟନ୍ତି, ସେମାନଙ୍କର ସଂଖ୍ୟା ହଉଛି ମଲ୍ଲ, ଯୋଉମାନେ ମଲ୍ଲ ଯୁଦ୍ଧ ମଧ୍ୟ ଜାଣିଥିବେ। ଜ୍ୟେଷ୍ଠ ପୁତ୍ରର ଉପାଧି ବାଘସିଂହ, ଜ୍ୟେଷ୍ଠ ପୁତ୍ର ଜାୟଗିରର ଉତ୍ତରାଧିକାରୀ। ଜାୟଗିରଟା ମଡର୍ନ ହିଷ୍ଟ୍ରି ବି ୱାର୍ଡଟା ତମେ ଶୁଣିଥିବ, ହେଲା, ମେଡିଏଭାଲରେ ଶୁଣିଥିବ। ଜାଗିର ଲ୍ୟାଣ୍ଡ ଆମର ଥିଲା ନା, ଜାଗିର ଲ୍ୟାଣ୍ଡ ସବୁ ଦିଆଯାଉଥିଲା, ଖଲିସା ଲ୍ୟାଣ୍ଡ, ଜାଗିର ଲ୍ୟାଣ୍ଡ, ଏମିତି ସବୁ ଶୁଣିଥିବ ନା। ଜାଗିରଦାରକୁ ଆପଏଣ୍ଟ କରାଯାଉଥିଲା, ଜାଗିରଦାରକୁ ନିଆଯାଉଥିଲା ଯେ ସେମାନେ ଗୋଟେ ଲ୍ୟାଣ୍ଡ ଉପରେ ସେମାନେ ଯାହା ବି ଟ୍ୟାକ୍ସ କଲେକ୍ଟ କରିବେ ତାକୁ ଦେବେ ବୋଲି, ଏମିତି ନିଆଯାଉଥିଲା ନା, ଶୁଣିଥିବ। ସେମିତି ତ ଜାଗିରର ଉତ୍ତରାଧିକାରୀ ହେଉଛନ୍ତି ବାଘସିଂହ। ଅନ୍ୟ ପୁତ୍ରମାନେ ତାଙ୍କର ଭାତିଆ ପାଆନ୍ତି ଏବଂ ତାଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଯେ ସିଏ ଖର୍ଚ୍ଚ ବେଳେ ଆଗ ପଛ କିଛି ବିଚାର କରନ୍ତି ନାହିଁ, ତାଙ୍କ ଠାରୁ ହିଁ ଗୋବିନ୍ଦ ଯେ ସେ ଆଣିଥିବ 6 ମଣ 8 ଗୁଣ୍ଠ। ପୁଅମାନେ ତାଙ୍କର ଏପରି ଉଡାବାସ ହୁଅନ୍ତି, ଚାରିଆଡକୁ ନଜର ରଖି ଚାଲନ୍ତି, ପୂର୍ବ ସମ୍ପତ୍ତି ନାହିଁ, ଏକରକମ ଦୁଃଖେ ରାମେ ସୁଖେ ଧାମେ ଚଳିଯାଆନ୍ତି। ହେଲା, ଆଜିକୁ 3 ବର୍ଷ ହେଲା ନାନା କାରଣରୁ ମଙ୍ଗରାଜଙ୍କ ସହିତ ବାଘସିଂହ ବଂଶର ଭାରି କଳି ଲାଗିଛି। ତେବେ ମଙ୍ଗରାଜଙ୍କର ବାଘସିଂହ ପ୍ରତି ମଙ୍ଗରାଜର କଣ ପାଇଁ ଏତେ ରାଗ ଜାଣିପାରିଲ ନା, ସେମାନଙ୍କ ଦୁଜଣଙ୍କର ପ୍ରବଳ କଳି ଲାଗିଥାଏ। ମଙ୍ଗରାଜ ଖୁବ ବୁଦ୍ଧିମାନ, ମାମଲା ମାମଲିରେ ଖୁବ ଚାହାବାଜ, କିନ୍ତୁ ଠେଙ୍ଗା ନାମ ଶୁଣିଲେ ସେ ଘରୁ ବାହାରନ୍ତି ନାହିଁ। ଏଣେ ବାଘସିଂହ ବୋଲନ୍ତି ଠେଙ୍ଗା ସର୍ବାଧ ସାଧିକା। ବିଶେଷରେ ଡମମାନଙ୍କର ଭୟରେ ମଙ୍ଗରାଜ ଲୋକ ରତନପୁର ପାଖରେ ପହଞ୍ଚନ୍ତି ନାହିଁ। ଯୋଉଠି ବାଘସିଂହ ରୁହନ୍ତି ରତନପୁରରେ, ସେଠୁକୁ ଡମମାନଙ୍କର ଭୟରେ ପଶୁନଥିଲେ, କିନ୍ତୁ ଡମମାନଙ୍କ ବାଡ଼ି ମଧ୍ୟରେ ଚୋରାମାଲ ପୋତି ରଖିଥିବାର ଅପରାଧରେ ସେମାନେ ଜେଲ ଯାଇଛନ୍ତି। ଲୋକେ ବୋଲନ୍ତି ଡମମାନେ କୌଣସି ପୁରୁଷରେ ଚୋରି ବିଦ୍ୟା ଜାଣନ୍ତି ନାହିଁ। ମଙ୍ଗରାଜ ଏଥିରେ 2 ଥଳି ଟଙ୍କା ଖର୍ଚ୍ଚ କରିଛନ୍ତି। ଅର୍ଥାତ୍ ମଙ୍ଗରାଜ କେମିତି ଅସତ୍ ଉପାୟରେ ଡମମାନଙ୍କୁ ମାନେ ଗୋଟେ ମିଛ କେସରେ ତାଙ୍କୁ କେମିତି ଫସେଇ ଦେଇଛନ୍ତି, ସେଇଟା ଜାଣିପାରିଲ। ମୁଁ କହିଦେଇଥିଲି ଏଟା ଅଲରେଡି। ଏବେ ଦେଖ ପରିଚ୍ଛେଦ 16, ଟାଙ୍ଗି ମାଉସୀ। ଟାଙ୍ଗି ମାଉସୀ ତାହେଲେ କିଏ? ଟାଙ୍ଗି ମାଉସୀ ଆମେ କିଏ ଦେଖିବା।
ରତନପୁର ଗାଁ ଭିତରକୁ ପଶିଥିବେ ଡୋଲି ସଜାଡ଼ିବା ପାଇଁ କହିଥିବ ଚମ୍ପା। ଜାଣିଲ ଯେ ଚମ୍ପା କ'ଣ କରିଥିବ, ରତନପୁର ଗାଁ ଭିତରକୁ ଯୋଉ ଯାଇଥିବ ବହୁ ପ୍ରକାର ଅଳଙ୍କାର ପିନ୍ଧିକି ଡୋଲି ଉପରେ ବସିକି 4 ଜଣ ତାକୁ କାନ୍ଧରେ ବୋହିକି ନେଇକି ଯାଇଥିବେ। ତ ତାକୁ ହିଁ କୁହାଯାଉଥିବ ଟାଙ୍ଗୀ ମାଉସୀ। ଟାଙ୍ଗୀ ମାଉସୀ ନାଁଟା ଏମିତି ରଖିବାର କାରଣ ଏଇଟା ଥିବ ନା, ରତନପୁର ବାଘସିଂହଙ୍କର ଯିଏ ପୁଅ ଥିବ ସେ ହଉଛି ବିବାହ କରିଥିବ। ତ ତାଙ୍କର ମାନେ ସ୍ନାନ ପୂର୍ଣ୍ଣିମା ପାଇଁ ଜମିଦାର ସାହାବ ଘରକୁ ପରିବା ଭାର ନେଇ ଯାଉଛନ୍ତି। ଏଭଳି ଭାବରେ ମାନେ ତାଙ୍କର ମା ଅକାଟ ଯୁକ୍ତି ଦେଖାଇଥିବେ। ଡୋଲି ବାଘସିଂହ ଚଉରା ପାଖରେ ଆସିକି ବୁଲାଇକି ରହିବ, ମାନେ ଯେ ଡୋଲିରେ ଯିଏ ବସିଥିବ, ଚମ୍ପା ଯିଏ ବସିଥିବ ତାଙ୍କର ଚଉରା ପାଖରେ ଆସି ପଡି ରହିବ। ବାଘସିଂହରେ ଘରେ ଆକ୍ଚୁଆଲି କେହି ନଥିବେ, ବାଘସିଂହଙ୍କ ଘରେ ସମସ୍ତେ ବାହାରକୁ ଯାଇଥିବେ। ତ ସେଇ ସମୟର ସୁଯୋଗ ନେଇକି ଚମ୍ପା ଆସି ପହଞ୍ଚିଥିବ। ତାଙ୍କ ଘରେ କେହି ବି ପୁଅ ନଥିବେ, ତ ସେଇ ସମୟର ସୁଯୋଗ ନେଇ ଚମ୍ପା ଆସି ପହଞ୍ଚିଥିବ। ଆଉ ଗୋଟେ ଗୌଣ ଚରିତ୍ରକୁ ଆମେ ଭେଟିବ ଏଠି, ସେ ହଉଛି ମାଣିକ। ହେଲା, କହିବି ତା ବିଷୟରେ। ତ ଚମ୍ପା ଆସି ପହଞ୍ଚିବ। ବେହେରା ମାନେ ବାଘସିଂହ ଦୁଆରେ ଡୋଲିଟାକୁ ଦୁମ୍ କରି ଥୋଇଦେଇ ଗାମୁଛାରେ ମୁହଁ ବିଞ୍ଚି ଦେଲେ। ଗମ୍ ଗମ୍ ଦେହରୁ ଝାଳ ବାହାରି ଯାଉଛି। ବାଁ ହାତ ପାପୁଲିରେ ମୁହଁରୁ ପୋଷେ ପୋଛି ପକାଉଛନ୍ତି। ଭିତରକୁ ଖବର ଗଲା ନୂଆ ବୋହୂ ମାଉସୀ ଆସିଛନ୍ତି। ମାନେ ତାଙ୍କର ବାଘସିଂହର ଯିଏ ପୁତ୍ର ଯିଏ ଥିବ, ସେ ଯାହା ନୂଆ ବାହା ହେଇଛି, ଯେହେତୁ ଏଭଳି ଭାବରେ ବେଶରେ ଆସିଥିବ, ସେଠାକାର ଲୋକମାନେ ତୁଣ୍ଡବାଇଦ ସହସ୍ରକୋଷ ଜାଣିଛ ତ, ଯେତେବେଳେ ସେ ଆସୁଥିବ ନା, ସେତେବେଳେ ହିଁ ଦୂରରୁ ଦେଖି କରିକି ଲୋକ ଭାବି ନେବେ ଯେ ଇଏ ହଉଛି ବୋହୂମାର ଘରୁ ଆସିଛନ୍ତି। ହେଲା, ବୋହୂମାର ଘରୁ ଆସିଛନ୍ତି। ନୂଆ ବାହାଘର ବେଳେ ସାଧାରଣତଃ ଏଇଟା ହୁଏ ନା, ମାନେ ଝିଅ ଯେହେତୁ ପୁଅ ଘରକୁ ଆସେ, ତ ଝିଅ ପକ୍ଷର ଅନେକ ଲୋକଙ୍କୁ ପୁଅ ଘର ଲୋକ କେବେ ଜାଣିନଥାନ୍ତି। ପୁଅ ଘର ଲୋକ ମାନେ ଝିଅର ବହୁତ ସାରା ଫ୍ୟାମିଲି ରିଲେଟିଭ ଥିବେ, କିଏ ମାଉସୀ ଥିବ, କିଏ ମା ଥିବ, ସେ ଯଦି ଦେଖା କରିବାକୁ ଆସିବ, ପୁଅ ଘର ଲୋକ କ'ଣ ସମସ୍ତଙ୍କୁ ଜାଣିଛନ୍ତି? ଜାଣିନଥାନ୍ତି। ତ ଇଏ ଯେତେବେଳେ ଏଭଳି ଭାବରେ ଗୋଟେ ବେଶଭୂଷା ନେଇକି ଆସୁଛି, ତ ଆକୁ ବି ଜାଣିପାରିବେନି। ଆକୁ କ'ଣ କରିବେ ନା, ମାନେ ଆକୁ ଦେଖିକି ଭାବିଦେବେ ଯେ ଇଏ ହଉଛି ନୂଆ ବୋହୂର ମାଉସୀ ଆସିଛନ୍ତି। ଚମ୍ପା ମଧ୍ୟ ଭିତରେ ଆସି ପହଞ୍ଚିବ। ଆମ୍ଭମାନଙ୍କର ମାଣିକ ନାମ ଶୁଣିଥିବା ନଚେତ ଶୁଣିବା ଆବଶ୍ୟକ। ଏବେ ମାଣିକ ଗୋଟେ ଗୌଣ ଚରିତ୍ର ତୁମେ ଦେଖିପାରିବ। ମାଣିକ ଯିଏ ଥିବ, ଆମେ ଦେଖୁ ଯେ ସାଧାରଣତଃ ଗାଁରେ ଏଇଟା ଦେଖିବ ଯେ ଗୋଟେ ଘରେ ଯୋଉଠି ବଡ ବଡ ବୋହୂମାନେ ଥିବେ ନା, ଯୋଉମାନେ ଘରୁ ବାହାରୁ ନଥିବେ, ତାଙ୍କର ଗୋଟେ ଥାନ୍ତି ଗୋଟେ ଚେଲା ଟାଇପର କି ଗୋଟେ ଦାସ ଟାଇପର ଥାନ୍ତି। ସେମାନେ ସବୁ ଜିନିଷ ଆଣିକି କୁହନ୍ତି, ସବୁ ଜିନିଷ ଏପଟ ସେପଟ କରନ୍ତି, ଆସିକି କୁହନ୍ତି। ମାଣିକ କେବେ ବି ମହାଭାରତ ପଢିନି କି ଭାଗବତ ପଢିନି, କିନ୍ତୁ ସେ କ'ଣ କରେ, ମହାଭାରତ ଶୁଣାଏ, ଭାଗବତ ଶୁଣାଏ। ତ ଏଠୁ ତମେ ଅନୁମାନ କରିପାରୁଥିବ। ଏପରିକି କଟକ କଥା, ସାହେବ ଘର କଥା, ପୁରୀ ଜଗନ୍ନାଥ ମନ୍ଦିର କଥା, ଏ ସମସ୍ତ କଥା ସେ ମାଣିକକୁ ଜଣା। ମାଛ ବିନା ପୋଖରୀ ଥାଇପାରେ, ମାତ୍ର ନିନ୍ଦୁକ ଛଡା ଗାଁ ନାହିଁ। କେହି କେହି କହନ୍ତି ମାଣିକଟା ହଉଛି ଡବଡବି। ଡବଡବି ମାନେ ଯେ ମିଛରେ ମାନେ କଥା ସବୁ ପ୍ରଚାର କରେ, ତାକୁ କୁହନ୍ତି ମିଛେଇ ଆଗତ କହି। ଏହାର 3 ପୁରୁଷରେ କେହି ଗାଁ ଦେଇନାହାନ୍ତି। କଟକ କଥା, ସାହେବ ଘର କଥା କେଉଁ ଜାଣିଲା? ବାଘସିଂହ ଓଆସେ ମାଣିକର ଭାରି ଖାତିର। ସହସ୍ର ଥର କଥିତ ସହସ୍ର ଶତ୍ରୁ, ରାଜା ପୁଅ, ମନ୍ତ୍ରୀ, ସାଧବ ପୁଅ, କଟୁଆଳ ପୁଅ 4 ଜଣ ମିଶି ସମସ୍ତଙ୍କ ବିଷୟରେ ମାଣିକ ଆସି କହୁଥିବ ତାଙ୍କୁ। ହେଲା, ଏବେ ମାଣିକ ହିଁ ସେ ଥିବ ଯିଏ କି ଡୋଲିଟାକୁ ଦେଖିକି ନୂଆ ବୋହୂର ଘରୁ ଆସିଛନ୍ତି ବୋଲି କହିବ। ଡୋଲି ମଝି ଦାଣ୍ଡରେ ଯାଉଥିଲା ବେଳେ ମାଣିକ ପଛରେ ଥିବା ଭଣ୍ଡାରୀ ସାଙ୍ଗରେ କଥାବାର୍ତ୍ତା ହୋଇ ହାଲଟା ବୁଝିଦେଲା ତଥା ବାଦଶାହଙ୍କ ଦାଣ୍ଡ ଦୁଆରୁ ପାଟି କରି ଉଆସ ଭିତରକୁ ଧାଇଁଲା। ବଡ ସାଆନ୍ତାଣୀ, ସାନ ସାଆନ୍ତାଣୀ, ମଝି ସାଆନ୍ତାଣୀ ସମସ୍ତଙ୍କୁ ସେ ଡାକି ଆଣିଥିବ। ଡୋଲିଟାରୁ ସମୁଦୁଣୀଙ୍କୁ ସୁଆରି ଆସି ଓଳାଇ ହେଲାଣି। ଡୋଲି ଦାଣ୍ଡ ଦୁଆରେ ବସିଲେଣି। ସମୁଦୁଣୀଙ୍କ ଆସିବା କଥା ମୁଁ 4 ଦିନ ହେଲା ଶୁଣିଲିଣି। ମାନେ କେଭଳି ଭାବରେ ସେ ସତ୍ୟ କଥା କହୁଛି ଏଠି ଜାଣିପାରିଲ। ଡୋଲିଟାକୁ ଦେଖିନଥିବ, ଡୋଲିଟାକୁ ଦୂରରୁ ଦେଖିକି ସେଠାକାର ଯୋଉ ମାନେ ଲୋକମାନଙ୍କୁ ପଚାରିକି ଜାଣିଦେବ ଯେ ଡୋଲିଟା ଆସୁଛି। ଜାଣିକି କହିବ ଯେ ଡୋଲିଟା ଆସିବା କଥା ମୁଁ 4 ଦିନ ହେଲା ଜାଣିଲିଣି, କିନ୍ତୁ ମତେ କହିବା ପାଇଁ ସମୟ ହୋଇନଥିଲା। ବାଘସିଂହ ଦାଣ୍ଡ ଦୁଆରେ କବାଟ ଫାଟରୁ ଫୁଲବଣା ବସି 2-3ଟି ନାସିକା ଦୃଷ୍ଟି ହେଲା। ମାଉସୀ ଡୋଲିରୁ ଓହ୍ଲାଇ ପଡ଼ି ଗୁମ୍ ଗୁମ୍ କରି ଭିତରକୁ ପଶିଗଲେ। ସମୁଦୁଣୀ କହି ପୂର୍ବତନ ନାସିକାଧାରୀମାନଙ୍କୁ ପରସ୍ତେ କୁଣ୍ଢାଇଲେ। ମାନେ ସମୁଦୁଣୀକୁ ଦେଖିଲେ ଯେମିତି କୁଣ୍ଢାନ୍ତି, ସେ ସେମିତି ସେଇଠି ପହଞ୍ଚିକି ସେମାନଙ୍କୁ କୁଣ୍ଢାଇବେ। ହେଲା, କିନ୍ତୁ ଯିଏ ନୂଆ ବୋହୂ ଯିଏ ଥିବ, ସିଏ ତ ଜାଣିନଥିବ, ଝିଆରୀ ତ ନୂଆ, ପାଟି ଶୁଣି ବାହୁନା ଦେଖି ତା ଟଙ୍କା।
ମାନେ ସିଏ ଏଭଳି ଭାବରେ ତାର ଗୋଟେ ମାଉସୀ ଅଛି ବୋଲି ତାକୁ ବି ଜଣା ନଥିବ। ସେ ଯେତେବେଳେ ଆସି ପହଞ୍ଚିବ ସେତେବେଳେ ଟିକେ ଓଢ଼ଣା ସାଧାରଣତଃ ଓଡ଼ିଆ ଘରର ବୋହୂ ବିଷୟରେ ବର୍ଣ୍ଣନା କରିଛନ୍ତି ଫକୀରମୋହନ ସେଥିପାଇଁ ଲେଖୁଛନ୍ତି ଯେ ଓଢ଼ଣା ଟାଣି ଦେଇ କହିଲେ ଆରେ ମାନେ ଓଢ଼ଣା ଟାଣି ଦେଇକି ସେ ଆସିକି ପହଞ୍ଚିଥିବ। ତାକୁ ଦେଖିକି ଆ, ତାର ମାଉସୀ କାନ୍ଦିବାକୁ ଲାଗିବ। ଝିଅର ମନେ ଥିବ ଯେ ହଁ ତାଙ୍କ ଗାଁରେ ଗୋଟେ ଏମିତି ଗୋଟେ ଟାଙ୍ଗି ମାଉସୀଟେ ଥିଲା ବୋଲି। ତ ସେ ଭାବିବ କାଳେ ସେ ଟାଙ୍ଗି ମାଉସୀ। ତ ସେ ତାକୁ ଦେଖିବା ପାଇଁ ଯେତେବେଳେ ଓଢ଼ଣାଟାକୁ ଟିକେ ଉଠେଇବାକୁ ଲାଗିବ ସେତେବେଳେ କଣ ହବ ନା ଚମ୍ପାର କର୍ମଟା ଦେଖ କେମିତି ସେ କହୁଛି ଆରେ ମୋ ଝିଅ ଲାଜ କୋଳି ବଦନୀରେ ଆରେ ମୋ ଲାଜ କୋଳି ଲତାରେ ତତେ କିଏ ଲାଜ ଶିଖାଇବରେ ସମୁଦ୍ରୀ କଣ କହିବି। ଏ ମାର ଏପରି ଲାଜ ଥିଲା ବୁଢୀ ହୋଇଗଲା ଶାଶୁମାନଙ୍କ ଆଗରେ ଆଖି ଫିଟାଇ ନାହିଁ ଓଢ଼ଣା ମଧ୍ୟ ଟେକି ନାହିଁ। ମାନେ ତାକୁ ଟିକେ ଲାଜ ଲାଗୁ ତାକୁ ମାନେ ତାକୁ ସେ ଲାଜ କରିକି ଆଉ ତା ମୁହଁଟା ନ ଚାହୁଁ ଚମ୍ପା ସେଥିପାଇଁ କେମିତି ଭାବରେ ଉପାୟ କରିକି କଣ କରିବ ନା ମାନେ ଝିଆରୀକୁ ମଧ୍ୟ ତା ମୁହଁଟା ଦେଖିବା ପାଇଁ ଦବନି। ଝିଅଟା ଭାବୁଛି ଏପଟେ ଯେ ଇଏ ହଉଛି ତାଙ୍କ ଗାଁର ଟାଙ୍ଗି ମାଉସୀ କିନ୍ତୁ ପ୍ରକୃତରେ କଣ ସେ ଟାଙ୍ଗି ମାଉସୀ ସେ ହଉଛି ଚମ୍ପା। କିନ୍ତୁ ସେ ଏତେ ଜୋରେ କାନ୍ଦିବ ଯେ ଝିଅଟା ତା ମୁହଁ ଦେଖିବା ପାଇଁ ଚାହିଁବ କିନ୍ତୁ ତାକୁ ମୁହଁ ଦେଖିବା ପାଇଁ ଦବନି। ଏବେ ଚମ୍ପା କହିବ ଯେ ମୁଁ ବାହାରକୁ କୁଆଡେ ଯାଏ ନାହିଁ ବାହାରକୁ ଯଦି ଯିବା ପାଇଁ ମତେ ଇଚ୍ଛା ହୁଏ ତାହେଲେ ମୁଁ ପଦା ଆଡେ ଗଲେ ସ୍ନାନ କରେ ତାପରେ ଯାଇ ଯୁଆଡେ ଯାହା ଯାଏ ଘର ପଛକୁ ଗଲେ ଲୋଟାଏ ପାଣି ନିଏ ଆଚାରେ ଲକ୍ଷ୍ମୀ ବିଚାରେ ପଣ୍ଡିତ ହେଲା ଏଭଳି ଭାବରେ ବର୍ଣ୍ଣନା ହେଇଛି। ତେବେ ସେ କହିବ କି ଠିକ ଅଛି ମତେ ଟିକେ ଯିବାକୁ ହେବ। ବାଘସିଂହ ଘରର ପୋଇଲି ମୁତୁରିମା ଓଳି ତଳ ଦେଖାଇ ବାଡି ଦୁଆରେ ଆସି ଛିଡା ହେଲା ଏବଂ ବାଡି ଦୁଆରେ ସେ ମାନେ ବାହାରକୁ ଯିବା ପାଇଁ ଅ, ଏବେ କଣ କରିବ ନା ଚମ୍ପା ଯାଇ ପହଞ୍ଚିବ। ଚମ୍ପା କହିବ ଚମ୍ପା ମାଉସୀକୁ ଅନେଇ କହିଲା ଦେଖ ସକାଳୁ ମତେ ପୀଡା ହେଲାଣି କଣ କରିବି ଚାରିଆଡେ ଲୋକ ପୁରୁଷ ହେଉ ବା ସ୍ତ୍ରୀ ହଉ କେହି ଅନାଇଲେ ମୁଁ ବସିପାରେ ନାହିଁ। ମୁତୁରିମା କହିଲା ନାହିଁ ନାହିଁ ଏଠି କେହି ନାହାନ୍ତି ଆପଣ ଯାଆନ୍ତୁ। ଏହା କହି ଘର ମଧ୍ୟରୁ ଆସି ବାଡି ଦ୍ୱାର ଆଉଜାଇ ଦେଲା। ମାନେ ଏବେ ଚମ୍ପା ଘର ଭିତରକୁ ଗଲା ଏବଂ ତା ଭିତରକୁ ମୁତୁରିମାକୁ ଯିବାକୁ ଦେଲା ନାହିଁ। ତାଙ୍କ ଘରର ଆଉ ଜଣେ ଯିଏ ଥିଲା। ଅନ୍ଧାର ହୋଇ ଆସିଲାଣି ବୋହୂ ମାଉସୀ ଆସିଲେ ମୁଁ ଆଉ ରହିପାରିବି ନାହିଁ ସେ ବାଟ ଚାହିଁଥିବେ ସମୁଦୁଣୀ କିଛି ଖାଇବାକୁ କହିଲେ ବୋହୂ ମାଉସୀ ଜିଭ କାମୁଡି ପକାଇଲେ ରାମ 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 କଣ କହିଲ ସମୁଦୁଣୀ କହିଲଟି ଏ ଝିଅ ଘରେ ଝିଅ ଦେଇଛି କଣ ପାଣି ଛୁଇଁବି ଏପରି କହିକି ଏବେ ବୋହୂ ମାଉସୀ ଗଲା ପରେ ଜଣା ପଡିଛି କି ତା ପର ପରିଚ୍ଛଦରେ ଘର ପୋଡିଗଲା। କାହା ଘର ପୋଡିଯାଇଛି ନା ବାଘସିଂହଙ୍କର ଘର ପୋଡିଯାଇଛି ହେଲା। ତ ଏଥିରୁ ଅନୁମାନ ହେଉଛି ଯେ ଯିଏ ଚମ୍ପା ଯିଏ ଥିବ ସେ ଯେତେବେଳେ ଯାଇକି ତା ଘର ଭିତରେ ଯେତେବେଳେ ଏକଲା ଥିବ ସେ କଣ କରିଥିବ ନା ତାଙ୍କ ଘରେ ସବୁ ଖଞ୍ଜି ଦେଇ ଆସିଥିବ ମାନେ ନିଆଁ ଖଞ୍ଜି ଦେଇକି ଯୋଉ ଅଙ୍ଗାର ଖଞ୍ଜି ଦେଇ ଯୋଉ ଆସନ୍ତି ସେମିତି ଖଞ୍ଜି ଦେଇ ଆସିଥିବ। ତ ତା ପରଦିନ ରାତିରେ ହିଁ ତାଙ୍କ ଘରଟାକୁ ପୋଡି ଦେଇଥିବେ ଏଭଳି ଭାବରେ ତାଙ୍କ ଘରଟାକୁ ଧ୍ୱଂସ କରିବା ପାଇଁ ଲାଗିଥିବେ। ଏଥରକ ମାଣିକ କହୁଛି ମାନେ ଘରଟା କେମିତି ପୋଡିଲା ତାଙ୍କ ଘରଟା କେମିତି ପୋଡିଲା ତା ପରଦିନ ଯେତେବେଳେ ତାଙ୍କ ଘରର ପୁରୁଷମାନେ ସମସ୍ତେ ଆସିବେ ବାଘସିଂହ ଯେତେବେଳେ ଆସିବେ ସେମାନେ ଘରଟା ପୁରା ଜଳୁଥିବାର ଦେଖିକି ସମସ୍ତେ ବୋହୂ ମାନେ ଯାଇକି ମାନେ ଗୋଟେ କେମିତି ଯାଇ ଛିଡା ହେଇଥିବେ କୋଉ ଲତା ତଳେ କୋଉଠି ଯାଇ ଛିଡା ହେଇଥିବେ। ତ ସେ ସମୟରେ ମାଣିକ କହୁଛି ଯେ ସେ ଯାହା କଥା ହେଉ ନୂଆ ବୋହୂ ପହରାଟା ଏତେ ବଡ ଖରାପ ସେ ଘରେ ପାଦ ଦେବା କ୍ଷଣ ହିଁ ଏମିତି ଅମଙ୍ଗଳ ହୋଇଛି। ମାନେ ଏଥିରୁ ଜଣା ପଡୁଛି ଯେ ସେ ମନ୍ତ୍ରଣାରେ କଣ ଥିଲା। ମନ୍ତ୍ରଣା ଚମ୍ପା ଆଉ ମଙ୍ଗରାଜ ଯୋଉ ମନ୍ତ୍ରଣା କରିଥିଲେ ସେ ମନ୍ତ୍ରଣାରେ ସେମାନେ ଏଟା ଭାବିଥିଲେ ଯେ ଚମ୍ପା ହଉଛି ଡୋଲି ନେଇକି ଯିବ ଏମିତି ଭାବରେ ମାନେ ସେଠି ଯାଇକି ତାଙ୍କ ଘରେ ମାନେ ତାଙ୍କ ଘରଟାକୁ ପୁରା ଜଳେଇ ଦେଇକି ଆସିବ ହେଲା। ଏବେ ଦେଖ ସାଆନ୍ତାଣୀ ସାଆନ୍ତାଣୀ ପରିଚ୍ଛଦ 18 ଦେଖ। ସାଆନ୍ତାଣୀ ହଉଛି ସର୍ବେ ଚଳିବେ କାଳ ବଳେ କଥା ରହିବ ମହି ତଳେ। ଶ୍ରାବଣ ମାସ ରାଧାଷ୍ଟମୀ ଦିନ ଖୁବ୍ ଜୋର ଅଳ୍ପ ଅଳ୍ପ ଅନ୍ଧାର ଅଛି ଲୋକମାନେ ବିଛଣା ଛାଡ଼ିନାହାନ୍ତି। ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗି ଗଲାଣି ମାତ୍ର ଖୁବ୍ ଦରକାର ନଥିଲେ ବର୍ଷା ଆଉ ଶୀତର ଋତୁର ପାହାନ୍ତି ବିଛଣା ଲୋକମାନଙ୍କୁ ଟିକେ ଟାଣି ଧରେ। ବର୍ଷା ଆଉ ଶୀତ ଦିନେ ଲୋକମାନେ ସାଧାରଣତଃ ଟିକେ ଅଧିକ ଟାଇମ ଶୋଇବା ପାଇଁ ଇଚ୍ଛା କରନ୍ତି। ମଙ୍ଗରାଜ ଘରେ ପୋଇଲି ମରୁଆ ଢାଳଠିଏ ଡେବେରି ଧରି ହାତରେ ଖାଇବା ହାତରେ କବାଟ ଫିଟାଇ ଘରୁ ବାହାରି ପଡ଼ିଲା। ହଠାତ୍ ତାର ଦୃଷ୍ଟି ପଡ଼ିଲା ଚଉରା ଉପରେ। ସେ ଥକ୍କା ହୋଇ ଠିଆ ହେଇଗଲା। ଧଳାଟିଏ କଣ ଚଉରା ତୁଳସୀରେ ମଙ୍ଗରାଜଙ୍କର ମଝି ମଝିରେ ଅଗଣା ମାନେ ଚଉରାଟିଏ ମଙ୍ଗରାଜଙ୍କର ଘର ଅଗଣା ମଝିରେ ହିଁ ଅଛି। ସାଆନ୍ତାଣୀଙ୍କର ନିଜସ୍ୱ ମଧ୍ୟରେ ଚଉରାଟେ ନିଜସ୍ୱ କହିଲେ ସ୍ତ୍ରୀ ଧନ ଶୁଣିଥିବ। ସ୍ତ୍ରୀ ଧନ ହଉଛି ବାହା ହେଲା ବେଳେ
ବିବାହଘର ବେଳେ ଝିଅ ଯେତିକି ପିନ୍ଧିକି ଯାଇଥାଏ, ଯାହା ସବୁ ତା ଦେହରେ ଥାଏ, ଅଳଙ୍କାର ହଉ କି ତା ଲୁଗାପଟା ହଉ, ସେଇଟା ହଉଛି ସ୍ତ୍ରୀ ଧର୍ମ। ତେଣୁ ନିଜସ୍ୱ ମାନେ ନିଜ ଭିତରେ। ତ ସାଆନ୍ତାଣୀଙ୍କର ନିଜସ୍ୱ ମଧ୍ୟରେ ଚଉରାଟିଏ, ମାନେ ତାଙ୍କର ନିଜରେ କହିବାକୁ ଗଲେ ସେ ଚଉରାଟିଏ। ବୃନ୍ଦାବତୀ ପୂଜା ତାଙ୍କ ଜୀବନର ବ୍ରତ। ତୋଟାଟିଏ ମଧ୍ୟରୁ ପୁଆଟିଏ ଆଣି ନିଜେ ରୋଇଛନ୍ତି। ସକାଳୁ ଉଠି ଚଉରା ପାଖରେ ବସନ୍ତି। ତାଙ୍କର ମରୁଆ ବୋଲି ଜଣେ ଥିବ, ଯିଏକି ସାଆନ୍ତାଣୀଙ୍କ ସହିତ ଛୋଟବେଳୁ ରହି ଆସିଥିବ। ସେ ମରୁଆ ସାଆନ୍ତାଣୀଙ୍କର ସୁଖ ଦୁଃଖ ସବୁରେ ଭାଗିଦାର। ସାଆନ୍ତାଣୀ କିଛି ତାକୁ କୁହନ୍ତିନି, କିନ୍ତୁ ମରୁଆ ସାଆନ୍ତାଣୀଙ୍କର ଛୋଟବେଳୁ ଯେହେତୁ ରହି ଆସିଥିବ, ସେ ସାଆନ୍ତାଣୀଙ୍କର ମନ କଥାକୁ ବୁଝିପାରେ। ସାଆନ୍ତାଣୀଙ୍କର ମାନେ ସାଆନ୍ତାଣୀ ଯେତେବେଳେ ଆମେ ଦେଖିଲେ ଯେ ସାଆନ୍ତାଣୀକୁ କେମିତି ଘରୁ ତଡ଼ିଦେଲେ, ମାନେ କେମିତି ବାହାର କରିଦେଲେ, ସ୍ୱାମୀଙ୍କର ଅବଜ୍ଞା ସହି ନ ପାରି ସେସବୁ ଚିନ୍ତାରେ ଝୁରିକି ସେ ତାଙ୍କର ମୃତ୍ୟୁ ହେଇଯାଇଥିବ ହେଲା। ତାଙ୍କର ମରିବା ପରେ ସମସ୍ତେ କେମିତି କାନ୍ଦୁଛନ୍ତି, ମାନେ ମରୁଆ ଗୋଟିଏ ଭୟଙ୍କର ରଡ଼ି ଛାଡ଼ି ଭାଉନି ବସିଲା, ମୋ ସାଆନ୍ତାଣୀ କାହିଁ ଛାଡ଼ିଗଲେ ମୋ ସାଆନ୍ତାଣୀ। ମାନେ ତାଙ୍କର ମାନେ କାନ୍ଦିବା, ତାଙ୍କର ମରିଯିବା ପରେ ମରୁଆ କେମିତି କାନ୍ଦୁଛି। ପିମ୍ପୁଡ଼ି ପେଟ କଥା କିଏ ଜାଣିବ ମୋ ସାଆନ୍ତାଣୀ। ପିମ୍ପୁଡ଼ି ପେଟ କଥା ମାନେ ସେ ଘରର ସମସ୍ତଙ୍କ କଥା ସାଆନ୍ତାଣୀ ବୁଝୁଛନ୍ତି। ସେ ଘରେ କାହାର ଦେହ ଖରାପ ହେଲେ କି କିଛି ବି ହେଲେ, ବାଟ ଭିକାରୀ ଯିଏ ବି ଆସିଲେ ସାଆନ୍ତାଣୀଙ୍କ କଥା ହିଁ, ସାଆନ୍ତାଣୀ ସମସ୍ତଙ୍କ କଥା ବୁଝନ୍ତି। ଏଭଳି ଗୋଟେ ନାରୀର ବର୍ଣ୍ଣନା ସେ କରିଛନ୍ତି। ବୋହୂମାନଙ୍କ ମୁଣ୍ଡରେ ଲୁଗା ନାହିଁ, କାନ୍ଦି ଲୋଟି ଯାଉଛନ୍ତି। ସମସ୍ତଙ୍କ ଠାରୁ ବେଶୀ ବାହୁନିଲା ହଉଛି ଚମ୍ପା। ମାନେ ଚମ୍ପା କଣ ପାଇଁ ଏତେ କାନ୍ଦୁଛି ଜାଣିପାରୁଥିବ। ସେ ବାଡ଼ି ଦୁଆର ଠାରୁ ଦାଣ୍ଡ ଦୁଆର ପର୍ଯ୍ୟନ୍ତ ଧାଁ ଦୌଡ଼ କରି ଡାକ ଛାଡ଼ିଥାଏ। ସମସ୍ତେ କାନ୍ଦି ବସିଛନ୍ତି, କିଏ କାହାକୁ ତୁନି କରାଉଛି। ଏବେ ଦେଖିବା ଗୋଟେ ମେନ୍ ପଏଣ୍ଟ ଦେଖ, ଯେ ଏହି କହିଲା ମଙ୍ଗରାଜଙ୍କ ଘର ବଢ଼ନ୍ତି, ଏତିକି ଆଜିଠାରୁ ସିରି ଛିଡ଼ିଲା। ସ୍ତ୍ରୀ ସାଧାରଣତଃ ସ୍ୱାମୀର, ଆମେ ଏଇଟା ବାଦ ଦେଇପାରିବାନି, ସ୍ୱାମୀର ଯୋଉ ମାନେ ଉନ୍ନତିଟା ହୁଏ, ସେଥିରେ ସ୍ତ୍ରୀର ମାନେ ବହୁ ପରିମାଣରେ ସ୍ତ୍ରୀର ହାତ ଥାଏ। ସ୍ତ୍ରୀର ପୂଜା ହଉ କି ସ୍ତ୍ରୀର ମାନେ ବ୍ୟବହାର ହଉ, କି ଆମେ ଦେଖିବା ଗୋଟେ ମାନେ ପୁରାଣରେ ବି ଆମେ ଦେଖୁଛେ ନା, ଯୋଉ ତୁଳସୀ ଆମେ ପୂଜା କରୁଛେ, ତୁଳସୀର ସତୀତ୍ୱ ନଷ୍ଟ କଲା ପରେ ହିଁ ତାଙ୍କର ସ୍ୱାମୀ ଜରାସନ୍ଧକୁ ମାରିପାରିବେ। ମାନେ ଭାବ, ଜଣଙ୍କର ସତୀତ୍ୱଟା କେତେ ଦୂର ଗୋଟେ ସ୍ୱାମୀର ରକ୍ଷା କରିପାରୁଛି, ମାନେ ଏପରିକି ତାକୁ ମାରି ପାରୁନଥିବେ, ତୁଳସୀର ସତୀତ୍ୱଟା ନଷ୍ଟ କଲା ପରେ ହିଁ ଯାଇକି ଜରାସନ୍ଧକୁ ମାରିପାରିବେ। ତ ସ୍ତ୍ରୀର ମର୍ଯ୍ୟାଦାଟା ପୁରାଣରେ ହିଁ ରହିଅଛି, ଏବେ ନାହିଁ। ସ୍ତ୍ରୀର ପୂଜା ଅର୍ଚ୍ଚନା ଯାହା ବି ରହୁ, ସେଟା ସ୍ୱାମୀର ଉନ୍ନତିରେ କାମରେ ଆସେ। ସ୍ୱାମୀ ସେଟା ପ୍ରତ୍ୟକ୍ଷ ଭାବରେ କି ପରୋକ୍ଷ ଭାବରେ ସେଟା ମାନେ ଅନୁଭବ କରୁ କି ନ କରୁ, କିନ୍ତୁ ସ୍ତ୍ରୀ ଗୋଟେ ଯଦି ଭଲ ସ୍ତ୍ରୀଟେ ଥିବ, ତାର ସବୁ ଭଲ କର୍ମ ଗୁଡାକ ସ୍ୱାମୀର, ସେଥିପାଇଁ ତ କୁହାଯାଏ ଅର୍ଦ୍ଧାଙ୍ଗିନୀ କୁହାଯାଏ। ଅର୍ଦ୍ଧାଙ୍ଗିନୀ ମାନେ ଅଧା ଅଙ୍ଗ ସ୍ତ୍ରୀ, ସ୍ୱାମୀର ଅଧା ଅଙ୍ଗ ହଉଛି ସ୍ତ୍ରୀ। ସ୍ତ୍ରୀର ପୁଣ୍ୟ ଗୁଣ ସ୍ୱାମୀର କ୍ଷେତ୍ରରେ ଲାଗିବ, ଆଉ ସ୍ୱାମୀର ପାପ ମଧ୍ୟ ସ୍ତ୍ରୀ ନବ। ମାନେ ଦୁହିଁଙ୍କ ପାଇଁ କି ମାନେ ବିବାହଘର ପରେ ଦୁହିଁଙ୍କର କାମରେ ଲାଗିବେ, ମାନେ ଦୁହିଁଙ୍କର ଅଧା ଅଙ୍ଗ, ମାନେ ଦୁହିଁଙ୍କ ପାଇଁ ଲାଗିବେ। ସେଥିପାଇଁ ସ୍ତ୍ରୀର ଭଲ ଗୁଣର ଇଫେକ୍ଟ ଗୁଡାକ ସ୍ୱାମୀର ଉପରେ ପଡିବ। ତ ସେଥିପାଇଁ କି ଏଠି କୁହାଯାଉଛି ଯେ ମଙ୍ଗରାଜଙ୍କର ଘର ବଢାନ୍ତି, ମାନେ ମଙ୍ଗରାଜଙ୍କର ଯାହାବି ପ୍ରତିପତ୍ତି, ଯାହାବି ଉନ୍ନତି ହେଇଛି, ଯାହାବି ହେଇଛି, ତାଙ୍କ ସ୍ତ୍ରୀଙ୍କର ସେଥିରେ ମାନେ ହାତ ଅଛି। କିନ୍ତୁ ଆଜିଠାରୁ ସେ ସବୁ ଜିନିଷ ଗଲା। ଆଉ ଏଟା ହିଁ ହେଇଥିବ, ତାଙ୍କର ସ୍ତ୍ରୀ ଯେପର୍ଯ୍ୟନ୍ତ ବଞ୍ଚିଥିବେ, ସେ ପର୍ଯ୍ୟନ୍ତ ମଙ୍ଗରାଜଙ୍କ ଉପରେ ଟିକେ ବି ଆଞ୍ଚ ଆସୁନଥିବ। ତାଙ୍କର ସ୍ତ୍ରୀ ସାଆନ୍ତାଣୀଙ୍କର ମୃତ୍ୟୁ ପରେ ହିଁ ତମେ ଦେଖିବ ଯେ ମଙ୍ଗରାଜଙ୍କର କେମିତି ଅବନତି ଆଡକୁ ତାଙ୍କର ଜୀବନଟା ଗତି କରିବ ହେଲା। ଏଥରକ ଗାଁ ସ୍ତ୍ରୀ ମାନେ ମଧ୍ୟ ସ୍ୱାମୀ ସେବା କଥା ପଡ଼ିଲେ ସାଆନ୍ତାଣୀଙ୍କୁ ପଟାନ୍ତର ଦେଉଥିଲେ। ତାହାଙ୍କ ଚରିତ୍ର ଯେମନ୍ତ ନିର୍ମଳ, ଧର୍ମରେ ମଧ୍ୟ ସେପରି ମତି। ସ୍ତ୍ରୀମାନଙ୍କ ସର୍ବସ୍ୱ ଧନ ପତି ସୋହାଗ ବିଧାତା ତାହାଙ୍କ କପାଳରେ ପୋଛି ଦେଇଥିଲା, ମାତ୍ର ସେତିକି ତାହାଙ୍କର ସୂଚନା ନଥାଏ। ମାନେ ଗୋଟେ ସ୍ୱାମୀଠାରୁ ଯେତିକି ଭଲ ପାଇବା ଦରକାର, ଗୋଟେ ସ୍ୱାମୀଠାରୁ ଯେତିକି ସମ୍ମାନ ପାଇବା ଦରକାର, ସେ ସମ୍ମାନ ତାଙ୍କୁ ମିଳୁନଥିଲା। କିନ୍ତୁ ସେ ସମସ୍ତ ସମ୍ମାନ ନ ମିଳୁଥିଲେ ମଧ୍ୟ ସେଥିପ୍ରତି ମଧ୍ୟ ତାଙ୍କର ଦୃଷ୍ଟି ନଥିଲା। ସେ ମନରେ ବୁଝି ନେଇଥିଲେ ପତି ସେବା ସ୍ତ୍ରୀମାନଙ୍କର ଧର୍ମ, ପତି ସେବା ସ୍ତ୍ରୀମାନଙ୍କର ସୁଖ। ସେଥିପାଇଁ କେବଳ ପତି ସେବା ନୁହେଁ, ମନୁଷ୍ୟ ସେବାକୁ ମଧ୍ୟ ସେ ମହା ସୁଖକର ଜ୍ଞାନ କରୁଥିଲେ। ମୁଣ୍ଡକୁ ହାତ ପାଇଲା ଦିନୁ ପୁଅମାନେ ପାଖ ପଶନ୍ତି ନାହିଁ। ବୋହୂମାନେ ଯେ ଅମାନ୍ୟ କରନ୍ତି ତାହା ନୁହେଁ, ମାତ୍ର ମୁରବିଟା ମାନିନଥିଲେ, ମାନେ ତାଙ୍କୁ କେହି ଘରର ମୁରବି ବୋଲି ମାନୁନଥିଲେ।
ଶାଳଗ୍ରାମ ଶୋଇ ବସିବା ପରି ହସକାନ୍ଦ ଜଣେ ଜାଣିପାରିବେ ନାହିଁ, କାହାରି ସାଙ୍ଗରେ କଳି ନାହିଁ କିମ୍ବା କାହାରି ସାଙ୍ଗରେ ଭାବ ନାହିଁ, କାହାରି ସାଙ୍ଗରେ ବସି ଦୁଃଖ ସୁଖ ହୁଅନ୍ତି ନାହିଁ କି କିଛି ବି କରନ୍ତି ନାହିଁ, କେବଳ ଉଆସ ମଧ୍ୟରେ କାହାର ବେମାର ହେଲେ ରାତି ନାହିଁ ଦିନ ନାହିଁ ଜଗି ବସି ସେବା କରନ୍ତି। ହେଲା। ପଣ୍ଡିତ ସାଧୁ ଭାଷାରେ କୁହନ୍ତି, ସାନ୍ତାଣୀ ଦୟା ସ୍ନେହ ଭକ୍ତି ପ୍ରଭୃତି ସ୍ୱର୍ଗୀୟ ଗୁଣାବଳୀର ମୂର୍ତ୍ତିମତୀ ଦେବୀ। ସାନ୍ତାଣୀଙ୍କର କିନ୍ତୁ ଗୋଟିଏ ବିଚିତ୍ର ସ୍ୱଭାବ ଥିଲା। ଏଇଟା ଦୋଷ କି ଏଇଟା ଗୁଣ ଆମେମାନେ ସ୍ଥିର କରିପାରୁନା, ଆପଣମାନେ ବୁଝନ୍ତୁ। 5ଟା କଥା ଯୋଡ଼ି ରଙ୍ଗଭଙ୍ଗ କରି କହିବାର ଶକ୍ତି ତାଙ୍କ ପାଖରେ ନଥିଲା। ପୁଣି କଥା ଗୁଡ଼ାକ ଏତେ ଧୀର ଯେ ଦାଣ୍ଡ ଲୋକେ କେବେ ତାଙ୍କ ତୁଣ୍ଡରୁ ଶୁଣି ନାହାନ୍ତି। ତାହେଲେ ଏଇଟା ତାଙ୍କର କ'ଣ ଦୋଷ କି ଗୁଣ? ତ ସେଇଟାକୁ ସେ ବର୍ଣ୍ଣନା କରିବା ପାଇଁ କହୁଛନ୍ତି। ସ୍ୱଭାବ ନୈବ ମୁଚ୍ୟତେ, ଦୋଷୀ ହେଉ ବା ନିର୍ଦ୍ଦୋଷୀ ହେଉ କାହାର କିଛି ଦୁଃଖ ଦେଖିଲେ ସେ କାନ୍ଦି ପକାଉଥିଲେ। ଆଉ ଗୋଟିଏ କଥା, ଉଆସ ଭିତରେ 2ଟା ପୋଇଲି ମଧ୍ୟରେ ବା ବୋହୂ ମଧ୍ୟରେ କଳି ହେଲେ ସେ ପ୍ରାୟ ଦୁର୍ବଳ ପଟ ପରି ଚାଲିବାର ଦେଖାଯାଏ। ଏଇଟା ଅବଶ୍ୟ ପକ୍ଷପାତିତାର ଚିହ୍ନ। ମାନେ ଯଦି 2 ଜଣଙ୍କ ଭିତରେ କଳି ଲାଗେ, ଯିଏ ବେଶୀ ଦୁର୍ବଳ ଥାଏ ତା ପଟକୁ ହିଁ ସାନ୍ତାଣୀ ରୁହନ୍ତି। ହେଲା। ଲୋକେ କହନ୍ତି ସ୍ନେହ ମାୟା ମମତା ଚକ୍ଷୁ ଲଜ୍ଜା ଧର୍ମ କର୍ମ ମଙ୍ଗରାଜଙ୍କର ମନକୁ ଛୁଇଁ ନାହିଁ। ସେ ଭଲ କରି ବୁଝିଥିଲେ ଟଙ୍କା ଏବଂ ମନୁଷ୍ୟାଣାଂ ଚତୁର୍ଭଗ ଫଳପ୍ରଦା। ଦିବରାତ୍ର ତାଙ୍କର ଟଙ୍କା ଥିଲା ଧ୍ୟାନ, ଟଙ୍କା ଥିଲା ଜ୍ଞାନ। ସେ ତୁନି ହୋଇ ବସି ଭାବିବାର ଅନେକ ଥର ଦେଖାଯାଇଛି, କିନ୍ତୁ ସେ ସମୟରେ ଏ ପ୍ରକାର ଜ୍ୟୋତି ତାଙ୍କ ଆଖିରେ ବାହାରୁଥାଏ। ମାନେ ମଙ୍ଗରାଜ ସାନ୍ତାଣୀଙ୍କର ମୃତ୍ୟୁ ପରେ କେମିତି ଆତ୍ମହରା ହୋଇଯାଇଛନ୍ତି ସେଇଟାକୁ ସେ ବର୍ଣ୍ଣନା କରିଛନ୍ତି। ଯିଏ ସ୍ତ୍ରୀ ବଞ୍ଚିଥିଲା ସମୟରେ କେବେ ତାଙ୍କୁ ପଚାରି ନାହାନ୍ତି, କିନ୍ତୁ ସ୍ତ୍ରୀର ମରିଗଲା ପରେ ଏଇଟା ସାଧାରଣତଃ ହୁଏ। ଏଇଟା ଦେଖିବ, ତମେ ନୋଟିସ୍ କରିବ ଯେ ବହୁତ ସାରା ଆମେ ମୁଭି ଦେଖୁଛେ, ସିରିଏଲ ଦେଖୁଛେ, ଏସବୁ ଜିନିଷ ନୋଟିସ୍ କରିବ, ତମେ ଦେଖିବ। ଏଟାକୁ ବି ଫକୀରମୋହନ ସେନାପତି ସେ ସମୟରେ ସମାଜ ଏଟାକୁ ଲେଖିଛନ୍ତି, ମାନେ ସମାଜରେ ଯୋଉଟା ଘଟୁଛି ସେଟାକୁ ମଧ୍ୟ ଉପସ୍ଥାପିତ କରିଛନ୍ତି। ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ୱାମୀ ସବୁବେଳେ ଭାବନ୍ତି କି ସ୍ତ୍ରୀର ସେତିକି ମର୍ଯ୍ୟାଦା ନାହିଁ, କି ସ୍ତ୍ରୀର ସେତିକି କିଛି ପୋଜିସନ ନାହିଁ, ଏମିତି ଭାବିକି ତାଙ୍କ ଜୀବନଟା କଟିଯାଏ। କିନ୍ତୁ ଯଦି ସ୍ତ୍ରୀର ଅନ୍ତ ହେଇଯାଏ, କି ସ୍ତ୍ରୀର ଯଦି ସ୍ତ୍ରୀ ଗୋଟେ ଜିନିଷ ପାଖରେ ଥିଲାବେଳେ କେବେ ତାର ଭ୍ୟାଲୁଟା ଜଣା ପଡେନି। ଏଇଟା ହଉଛି ପୁରା ରିଆଲିଟି। ଗୋଟେ ଜିନିଷ ପାଖରେ ଯେତେବେଳେ ଥାଏ ତା ଭ୍ୟାଲୁଟା କେବେ ଜଣା ପଡେନି। ସେଇ ଜିନିଷଟା ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କ ପାଖରେ ଥିଲେ ସେ ପର୍ଯ୍ୟନ୍ତ ସେ ଜାଣିପାରୁନଥିଲେ, ଏବେ ତାଙ୍କ ସ୍ତ୍ରୀ ମରିଗଲା ପରେ ସେ କେମିତି ତାଙ୍କୁ ଝୁରୁଛନ୍ତି ସେଟା ତମେ ଦେଖିବ। ମରିଲା ପରେ ମଧ୍ୟ ସେ କେମିତି ତାଙ୍କୁ ମାନେ ହାତ ଛାଡ଼ି ନାହାନ୍ତି ସେଟା ମଧ୍ୟ ଦେଖିବ। 5ଟା କଥା ଯୋଡ଼ିକି ଆମେ ଏଇଟା ଦେଖିଲେ। ତାପରେ ଯାହାକୁ 8 କଳସ ମାଡ଼ି ବେତ୍ୟ ଉପରେ ବିବାହ କରି ଅର୍ଦ୍ଧାଙ୍ଗ ଉପରେ ରୂପେ ଗ୍ରହଣ କରିଛନ୍ତି, ସେ ଭଲ ହେଉ ବା ମନ୍ଦ ହଉ ତାହା ପ୍ରତି ଗୋଟିଏ ମାୟା ଥାଏ। ଏଭଳି ଭାବରେ ବର୍ଣ୍ଣନା କରୁଛନ୍ତି। ମଙ୍ଗରାଜ କାନ୍ଦୁଛନ୍ତି କାରଣ ଯାହାକୁ ସେ ହାତ ଧରି ବିବାହ କରିଥିଲେ ସେ ଭଲ ହେଉ କି ଖରାପ ହଉ ତା ପ୍ରତି ନିଶ୍ଚିତ ଗୋଟିଏ ମାୟାଟେ ଥାଏ। ମଙ୍ଗରାଜଙ୍କ ଜୀବନ କ୍ଷେତ୍ରରେ 2 ନଦୀ ପ୍ରବାହିତ ହେଉଥିଲା। ଗୋଟିଏ ହେଉଛି ଉତ୍ତର ତରଙ୍ଗମୟୀ ସର୍ପକୁମ୍ଭୀର ସଙ୍କୁଳା କୁଳପ୍ଲାବିନୀ ଚର୍ମସ୍ୱତୀ, ଆଉ ଗୋଟିଏ ହେଉଛି ଅନ୍ତଃସ୍ରୋତା ଉତ୍ତସଳିଲା କୁଳପ୍ଲାବିନୀ ଫଲ୍ଗୁ। ଏଇ ଲାଇନଟାକୁ ପୁରା ମନେ ରଖିଦବ, କାରଣ ଏଇଟା ତମେ ଲେଖିଲା ବେଳକୁ ଚମ୍ପାର ଚରିତ୍ର ଚିତ୍ରଣ କର କି ସାନ୍ତାଣୀଙ୍କ ଚରିତ୍ର ଚିତ୍ରଣ କର, ଏଇଟା ତମକୁ କାମରେ ଆସିବ। ହୁଏତ ମଙ୍ଗରାଜ ବୁଝିଛନ୍ତି ଯେ ଫଲ୍ଗୁ ଚିରକାଳ ନିମନ୍ତେ ବିଦାୟ ଦେଲା, ଅର୍ଥାତ୍ ସେ ଯୋଉ କୁଳପ୍ଲାବିନୀ ପୁତସଳିଲା ଅନ୍ତଃସ୍ରୋତା ଫଲ୍ଗୁ ଅର୍ଥାତ୍ ସାନ୍ତାଣୀଙ୍କର ଯୋଉ କ୍ୟାରେକ୍ଟରଟା ସେ ଚିର ଦିନ ପାଇଁ ତାଙ୍କ ଜୀବନରୁ ପଳାଇଲା। ପୁଲିସ ତଦାରଖି। ଏଥରକ ଆମେ ଦେଖିବା ଯେ ଚମ୍ପା କ'ଣ କରିଥିବ ନା ସାରିଆର ଗାଈଟାକୁ ବାନ୍ଧି ଆଣିଲା ପରେ ସାରିଆ ଖାଇବା ପିଇବା ଛାଡ଼ି ଦେଇକି, ଯେହେତୁ ସାରିଆ ସହିତ ତାର ଗାଈ ନେତ ବହୁତ ପରିମାଣରେ ଜଡ଼ିତ ଥିବ, ସେ 3 ଜଣଙ୍କୁ ନେଇକି 3ଟି ପ୍ରାଣୀ ବୋଲି କହୁଥିବେ, ସେଥିପାଇଁ କି ଯେତେବେଳେ ତା ଗାଈଟାକୁ ନେଇ ଆସିବ ଆଣିକି ବାନ୍ଧିଥିବ, ବାନ୍ଧି ସାରିଲା ପରେ ତାକୁ ଆଣି ତା ଉଆସ ଭିତରେ ବାନ୍ଧିବ। ଉଆସ ଭିତରେ ବାନ୍ଧିଲା ପରେ ସାରିଆ ଯେତେ ମାଗିଲେ ମଧ୍ୟ ସେ ଦେବ ନାହିଁ ଏବଂ ସାରିଆକୁ ପିଟି ବାଉଁଶରେ ଚମ୍ପା କ'ଣ କରିଦେଇଥିବ, ମାରି ଦେଇଥିବ। ମାରିକି ବାହାରେ ବାଡ଼ି ପଛପଟେ ଫୋପାଡ଼ି ଦେଇଥିବ। ତ ମାରିସାରିଲା ପରେ ଚମ୍ପାର ସାରିଆର ମୃତ୍ୟୁଟା ଯେତେବେଳେ ଜଣା ପଡ଼ିବ, ପୋଲିସ ଯେତେବେଳେ ତଦାରଖି ହବ, ଏଥିରେ ସେଟା ହିଁ ଲେଖା ହେଇଛି। ହେଲା। ତ ପୋଲିସ ମାନେ ଆସିକି ପହଞ୍ଚିଲା ପରେ ମଙ୍ଗରାଜକୁ ନେଇକି ଯିବେ। ମଙ୍ଗରାଜକୁ ନେଇକି ତାଙ୍କୁ ପଚରା ଉଚରା କରିବେ। ତାଙ୍କୁ ପଚରା ଉଚରା କଲା ବେଳେ ତାଙ୍କୁ ପଚରା କଲା ବେଳେ ସେଠାକାର ଯୋଉମାନେ ସବୁ ଆସିବେ ବୟାନ ଦେବା ପାଇଁ କି, ସେମାନେ ସବୁ ମାନେ ଗୋବରା ଜେନା ତାଙ୍କର ନିଜର କେମିତି ରିଲେଟିଭ ମାନଙ୍କୁ ଆଣିକି ଛିଡ଼ା କରିଥିବ
ନିଜର ଆତ୍ମୀୟସ୍ୱଜନ ମାନଙ୍କୁ ଆଣିକି ଛିଡା କରିଥିବ, ତାଙ୍କୁ କହୁଥିବ, ତାଙ୍କୁ ସବୁ ମିଛ ପଇସା ଦେଇକି ଆଣିକି କହୁଥିବ, କାରଣ ସେମାନେ ଜବାବ ଏମିତି ଦେଇଥିବେ ଯେ 1 ନମ୍ବର ଯିଏ ଥିବ ସେ କହୁଥିବ ତରଫ ସରକାର କମ୍ପାନୀ ବାହାଦୁର, ମୋ ନାମ ଗୋବରା ଜେନା, ମାନେ ପ୍ରଥମେ ଥିବ ଗୋବରା ଜେନା, ବାପର ନାମ ଗୁଦିଆ ଜେନା ମୋତଫା, ଏମିତି ଭାବରେ ସମସ୍ତେ ବର୍ଣ୍ଣନା କରିଛନ୍ତି ହେଲା। ମୁଁ ମୋଜାରେ ମଜକୁର, ଚୌକିଆ ରାତି ସାରା ମାନେ ଠା ପହରା ଦିଏ, ଗଲା ରାତି ପହରା ଦେବା ସମୟରେ ଅଧରାତି ଅନ୍ଦାଜ ସାରିଆ ସାନ୍ତାଣୀ ମାରି ପକାଇଥିଲା। ମାରି ପକାଇଲା ବେଳେ ମଙ୍ଗରାଜ ବାଡି ପଛପଟେ ହୁରି ପକାଉଥାଏ ମୁଁ ଶୁଣିଛି। ମାନେ ମଙ୍ଗରାଜ ହିଁ ମାରିଛନ୍ତି ବୋଲି ସେମାନେ ସେଟାକୁ ପ୍ରମାଣ କରିବା ପାଇଁ ଚାହିଁବେ। ତ ଏଭଳି ଭାବରେ ମଙ୍ଗରାଜକୁ ଦୋଷ ସାବ୍ୟସ୍ତ କରିବା ପାଇଁ କି ସମସ୍ତେ ମାନେ ମାନେ ଜବାବ ସେଠି ଦେଇଥିବେ ଏବଂ ସେଟାକୁ ମୋତେ ଫକୀରମୋହନ ସେନାପତି ବର୍ଣ୍ଣନା କରିଛନ୍ତି, ସେଟା ଟିକେ ଦେଖିଦବ ନିଜେ। ଆମେ ସାଧାରଣତଃ ଭାବୁ ଯେତେବେଳେ ଆମେ ମାନେ ଯଦି ଆମେ ସୂର୍ଯ୍ୟକୁ କାଟିଦବା ଆମ ଜଗତରୁ, ତାହେଲେ ଆମେ ଯେମିତି ଜଗତକୁ ଆମେ କଳନା କରିପାରିବା ନାହିଁ, ସେପରି ଆମ ଜୀବନରୁ ଯଦି ଆମେ ବନ୍ଧୁକୁ କାଟିଦେବା, ବନ୍ଧୁକୁ ବାଦ ଦେବା, ତାହେଲେ ଆମ ଜୀବନଟା ମଧ୍ୟ ମାନେ ଜୀବନକୁ ମଧ୍ୟ ଆମେ କଳନା କରିବା ପାଇଁ, କାରଣ ଜୀବନରେ ଗୋଟେ ବନ୍ଧୁ ହିଁ ଏମିତି ଯିଏକି ଆମର ସୁଖ ଦୁଃଖ ସବୁ କାମରେ ସାହାଯ୍ୟ କରିପାରେ ହେଲା। ସେଥିପାଇଁ ତାକୁ ଲେଖିଛନ୍ତି ଯେ ସୂର୍ଯ୍ୟହୀନ ଜଗତ ଆଉ ବନ୍ଧୁ ଶୂନ୍ୟ ଜୀବନ ସମାନ, ଏଣୁ ମଣିଷକୁ ବନ୍ଧୁ ଛାଡ଼ିପାରେ ନାହିଁ। ଏଥରକ ଓକିଲ ଯିଏ ଥିବେ ତାଙ୍କୁ ଦେଖିକି ମାନେ ମଙ୍ଗରାଜ ତାଙ୍କୁ ଦେଖିକି ଦଣ୍ଡବତ ପକାଇଥିବେ। ସେ ଆସାମୀ ମାନେ ଆସାମୀ ଚମକି ଭଳି ଅନାଇଥିବେ ଏବଂ ଏଇଥରକ ମାନେ ସମସ୍ତଙ୍କ ଠାରୁ ଅସତ ଉପାୟରେ ମଙ୍ଗରାଜ ଆଣିଥିବ ଜମି ଗୁଡାକ। ଏଥରକ ମଙ୍ଗରାଜ ଏଇ ଯୋଉ ଜେଲରୁ ବାହାରିବା ପାଇଁ କି ମାନେ ଯେତେବେଳେ ସିଏ ଓକିଲ ରାମଲାଲାକୁ କହିଥିବ, ରାମଲାଲା କହିବେ ଠିକ ଅଛି, ତମେ ତମର ଜମି ଗୁଡାକ ମୋ ପାଖରେ କଣ୍ଟା କରେଇ ଦିଅ, ତମେ ବାହାରିଲା ବେଳକୁ ତମେ ସେଥିରୁ ଯେତିକି ଟଙ୍କା ତମର ଖର୍ଚ୍ଚ ହେଇଥିବ ସେତିକି ଟଙ୍କା କାଟିକି ତମକୁ ଦେଇଦବ। କଟକ ଅବଲା ଅର୍ଥ କଣ ମଙ୍ଗରାଜ ଭଲରେ ଜାଣନ୍ତି, ହେଲେ ମଣିଷ ଭାସି ଯାଉଥିଲା ବେଳେ ଭାଙ୍ଗ ଲାଜଟା ହାତରେ ପଡିଲେ ମଧ୍ୟ ସେ ଛାଡେ ନାହିଁ। ମାନେ କଟ କମ୍ବଲା ଥରେ କରିଦେଲା ପରେ ସେ ଜିନିଷଟା ହାତକୁ ଆସିବ କି ନାହିଁ ସେ କଥାଟା ବହୁତ ଭଲ ଭାବରେ ମଙ୍ଗରାଜ ଜାଣନ୍ତି, କିନ୍ତୁ ଯେତେବେଳେ ମଣିଷ ଦୁଃଖରେ ପଡିଛି ଅଲରେଡି, ତ ସବୁ କିଛି ସରିଗଲାଣି, ସେତେବେଳେ ସେ ଜିନିଷଟା ତାକୁ ଜଣା ପଡିବ କି? ସେଥିପାଇଁ କି ସେ ଦେଖୁଛନ୍ତି ଯେ ମଣିଷ ଭାସି ଯାଉଥିଲା ବେଳେ ବାଘ ଲାଞ୍ଜଟା ମଧ୍ୟ ହାତରେ ପଡିଲେ ସେ ଛାଡେ ନାହିଁ। 2 ଘଣ୍ଟା ମଧ୍ୟରେ କଣ କରିବେ ନା ଓକିଲ ରାମଲାଲା ସବୁ ତିଆର କରିଦେବେ ଏବଂ ତାଙ୍କର ଯେତିକ ଜମି ଥିବ ସବୁତିକକୁ ନେଇଯିବେ। ଏବଂ କୋର୍ଟ କଚେରୀରେ ଯେତେବେଳେ ଯାଉଥିବେ ମଙ୍ଗରାଜ ଯେତେବେଳେ ଯାଉଥିବେ ସେତେବେଳେ ଚମ୍ପା ତାଙ୍କ ପଛରେ ଦୌଡ଼ି ଆସୁଥିବ। ଆମେ ଭାବିବା କି ଯେହେତୁ ଏତେ ଦିନ ଧରିକି ଚମ୍ପା ତାଙ୍କ ପାଖରେ ଥିଲା, ଯେ ସେଥିପାଇଁ ହୁଏତ ତାର ମନଟା ପାଉନଥିବ, ସେଥିପାଇଁ ସେ କାନ୍ଦୁଥିବ, କାନ୍ଦି କାନ୍ଦି ପୁରା ଆସୁଥିବ ତାଙ୍କ ପଛରେ ଦୌଡ଼ି ଦୌଡ଼ିକି। କିନ୍ତୁ ଯେତେବେଳେ ଭଣ୍ଡାର ଘରର ଚାବିଟା ଦେଇଦେବେ ମଙ୍ଗରାଜ, ଆମେ ଭଣ୍ଡାର ଘରକୁ ବର୍ଣ୍ଣନା କରିଛନ୍ତି, ଭଣ୍ଡାର ଘରଟା ହେଲା ପ୍ରଧାନ ଘର ଆମର ଓଡିଆରେ ଆମେ ଦେଖିବା, ଯୋଉଠିକି ପଇସା ପତ୍ର ରଖାଯାଏ, ତାକୁ ଫକୀରମୋହନ ସେନାପତି ଲେଖିଛନ୍ତି। ତ ଭଣ୍ଡାର ଘର ଚାବିଟା ଯେତେବେଳେ ଦେଇଦେବେ ସେତେବେଳେ ସେଠୁ କାନ୍ଦ ବାହୁନିକି ପଳେଇବ ଗୋବରା ଜେନା ଆଉ ସେ ପଳେଇବେ ହେଲା। ଏବେ ଆମେ ଇଂରାଜୀ ଶବ୍ଦର ଯୋଉ କହିଥିଲି ବ୍ୟବହାର, ଗୋଟେ ଉଦାହରଣ ଦେଖ, ଯେ ଜଜ୍ ସାହେବ କହିବେ ଯେ କୁछ ବାତ ନାହିଁ, ଗो ଅନ୍, ଚଲୋ ଚଲୋ, ଗो ଅନ୍, ଏମିତି ଭାବରେ ଯୋଉ ବ୍ୟବହାର କରିଛନ୍ତି ଇଂରାଜୀ ଶବ୍ଦ, ସେଇଟା ତମେ ଦେଖିବ। ଉଦାହରଣ ଦେଲା ବେଳେ ସବୁ ସରିଲାଣି, ମାନେ ତାର ଟପିକଟା ପୁରା ସରିଲାଣି, ତେବେ ମୁଁ କହିଦଉଛି, ମାନେ ସର୍ଟରେ କହିଦଉଛି ଯେ କଣ କଣ ହେଇଥିବ। ତ ଏପଟେ ମଙ୍ଗରାଜ ଜେଲରେ ଥିବେ, ସେ ତାଙ୍କର କଣ୍ଟକବଲା ସବୁ ଜମି ଗୁଡାକୁ କଣ୍ଟକବଲା କରିଦେବେ। ଏପଟେ ଚମ୍ପା କଣ କରିବ, ଗୋବିନ୍ଦ ଭଣ୍ଡାରୀ ସହିତ ଗୋଟେ ମିନିଟ ଲାଇନରେ ରୁହ। ଚମ୍ପା କଣ କରିବ, ଗୋବିନ୍ଦ ଭଣ୍ଡାରୀ ସହିତ କଣ କରିବ, ଆସିକି ସବୁ ସମ୍ପତ୍ତି ବାଡି ସବୁ ନେଇକି ସେମାନେ ଠୁଳ କରିକି ମାନେ ନେଇକି ଯାଉଥିବେ। ସେ ସମୟରେ ଗୋଟେ ପରିଚ୍ଛଦ ଆସିବ ଗୋପୀ ସାହୁ ଦୋକାନ, ଗୋପୀ ସାହୁ ଯେ ଥିବ ତା ଦୋକାନରେ ସେମାନେ ଆଶ୍ରୟ ନେଇଥିବେ। ଏଇ ଯୋଉ ଚମ୍ପାର ବେଶଭୂଷା ଦେଖିକି ଗୋପୀ ସାହୁ ତାଙ୍କୁ ସାନ୍ତାଣୀ ସମ୍ବୋଧନ କରି ତାଙ୍କୁ ଦେଇଥିବ, ଜାଗା ଦେଇଥିବ ରହିବା ପାଇଁ, କି ତାଙ୍କ ପାଇଁ ପୁରା ବନ୍ଦୋବସ୍ତ କରିଦବ, ରାତିରେ ଖାଇବା ପିଇବାର ବନ୍ଦୋବସ୍ତ କରିଦବ। ଚମ୍ପା ରାତିରେ ମାନେ ଗୋବିନ୍ଦ ତାକୁ କହୁଥିବ ଯେ ଆମେ କଟକ ଯିବା ଆଗରୁ ଟିକେ ଗାଁକୁ ଯାଇ ଆସିବା। ଚମ୍ପା କହୁଥିବ ନାଇଁ କଟକ ଯିବା, ସେଠି ଯାଇ ଭାଗବାଣ୍ଟ କରିବା, ଆମେ ଯାହାବି ସବୁ ପଇସା ଯାହାବି ସବୁ ଆଣିଥିବେ ତାକୁ ଭାଗବାଣ୍ଟ କରିବା। ଚମ୍ପା ଜାଣିଥିବ ଯେ ସେ ଯଦି ଗୋବିନ୍ଦ ଭଣ୍ଡାରୀ ସହିତ ଯଦି ଯାଉଛି, ସେ ତା ଗାଁକୁ ଯଦି ଯାଉଛି, ତାହେଲେ ସେଠୁ ସେ ସମ୍ପତ୍ତି ଗୁଡାକ ନେଇକି ଖସିବା
ତା ପାଖରେ ସହଜ ହେବ ନାହିଁ ଏବଂ ଗୋବିନ୍ଦ ଭଣ୍ଡାରୀ ଯାଇଥିବ ସେ ଯଦି ଚମ୍ପା ପର୍ଯ୍ୟନ୍ତ ଚମ୍ପା ସହିତ ଯଦି ଯାଉଛି କଟକକୁ ତାହେଲେ ସେ କଟକ ପହଞ୍ଚିଲା ମାତ୍ରେ ଚମ୍ପା ଆଉ ତା ହାତକୁ ଆସିବ ନାହିଁ। ଏପଟେ ଗୋବିନ୍ଦକୁ ଚମ୍ପା ମାନେ ଟୋଟାଲି ବି କେମିତି କହୁଥିବ ଯେ ତୁ ମାନେ ତାକୁ ପୁରା ତାଚ୍ଛଲ୍ୟ ଭାବରେ ପ୍ରକାଶ କେମିତି କରିଛନ୍ତି। ଶୁଣିଲୁ ରେ ଗୋବିନ୍ଦା, ଶୁଣିଲୁ, କାନ ଲଗାଇ ଶୁଣିଲୁ ତ, ମତେ ସେମାନେ ସାଆନ୍ତାଣୀ କହୁଥିଲେ, ଯେଉଁଠିକି ଯିବି ସାଆନ୍ତାଣୀ କହିବେ। ତତେ କିଏ ସାଆନ୍ତ କହୁଥିଲା? ଆରେ ଚାଲ ଚାଲ କଟକ ଚାଲ, ତତେ କଣ କରିବି ତୁ ଦେଖିବୁ, 4 ଦିନ ହେଲା ବୁଝେଇ ବୁଝେଇ ଥକିଲେଣି। ମାନେ ଏଭଳି ଭାବରେ ତାକୁ କହୁଥିବ। ଅତି ନିଛଣା ଅନ୍ଧାର ରାତି, ଅତି ନିଛଣା ଭଣ୍ଡାର ଜାତି, ମାନେ ଏଭଳି ଭାବରେ ତାକୁ ଯେତେବେଳେ ତାଚ୍ଛଲ୍ୟ ଭାବେ ପ୍ରକାଶ କରିବ, ସେତେବେଳେ ଗୋବିନ୍ଦ ରାତି ଅଧରେ ଉଠିକି ମାନେ ବସିଥିବ, ତା ମୁଣ୍ଡରେ ଖାଲି ଏଇ କଥା ଗୁଡାକ ଘାରୁଥିବ। ଚମ୍ପାର ମାନେ କଥା ଗୁଡାକ ତାକୁ ପୁରା କଷ୍ଟ ଦେଇଥିବ। ସେଥିପାଇଁ ସେ କଣ କରିବ, ରାତି ଅଧରେ ଉଠିକି ଆସିକି ଯେତେବେଳେ ଚମ୍ପା ଶୋଇଥିବ, ସେତେବେଳେ ଗୋବିନ୍ଦ ନିଜର କୁକୁରରେ କଣ କରିବ, ଚମ୍ପାର ବେକକୁ ମାନେ ବହୁତ ବାର ଆଘାତ କରି ତାକୁ ମାରିବ। ମାରିକି ସେ ସୁନା ପତ୍ର, ସୁନା ମାନେ ଯାହାବି ସବୁ ଗଣ୍ଠିଲେ ସେମାନେ ଆଣିଥିବେ ଭଣ୍ଡାରରୁ, ତାକୁ ଧରିକି ଚାଲିବ। ରକ୍ତାକ୍ତ ହେଇକି ଯେତେବେଳେ ଆସିକି ପହଞ୍ଚିବ, ନଦୀ ପାର ହେବା ବେଳେ ନାଉରୀ ଭାଇକୁ କହିବ କି, ନାଉରୀ ମୁଁ ତତେ ପଇସା ଦଉଛି, 5 ଟଙ୍କା ଦଉଛି, ତୁ ମତେ ନାଉରୀ ମାନେ ପାର କରେଇଦେ। ସେ କିନ୍ତୁ ନଉନଥିବ। ଯେତେବେଳେ ଇଏ ପଇସା ବଢେଇବ ଟିକେ, ସେଠୁ ସେ କହିବ ଠିକ ଅଛି, ତମେ କହୁଛ ବୋଲି ନେଇଯାଉଛି, ନହେଲେ ସେଟା ସରକାରୀ ନାଉରୀଟେ ଥିବ ହେଲା, ତମେ କହୁଛ ବୋଲି ନେଇଯାଉଛି, ନହେଲେ ମୁଁ ସାଧାରଣତଃ କାହାକୁ ପାର କରି ଦିଏନି, ଏମିତି କହିବ। ତାପରେ ଗୋବିନ୍ଦ ଭଣ୍ଡାରୀ କଣ କରିବ, କହିବ ଠିକ ଅଛି ଭାଇ ଚାଲ। ବସିକି ଯେତେବେଳେ ସେମାନେ ଟିକେ ଅଧାଅଧି ହେଇଥିବେ, ସେତେବେଳେ ସୂର୍ଯ୍ୟ ଆସି ମାନେ ସୂର୍ଯ୍ୟ ଉଦୟ ହେବେ। ହେବାରୁ ଗୋବିନ୍ଦ ଭଣ୍ଡାରୀରେ ମୁହଁରେ ରକ୍ତର ଚିହ୍ନ ଦେଖିକି ନାଉରୀ ଡରିଯିବ ଏବଂ କୂଳରେ ଛିଡା ହେଇକି ସେ ସମୟରେ ଦୁଇଟା କନେଷ୍ଟବଳ କଣ କରିବେ, ଡାକିବେ। ତ କନେଷ୍ଟବଳ ଡାକିବାରୁ ଗୋବିନ୍ଦ ଭଣ୍ଡାରୀ ଭାବିବ ଯେ ମତେ ଡାକୁଛନ୍ତି ବୋଲି, ଏହା ଭାବିକି ସେ କଣ କରିବ, ସେ ଥଳିଟାକୁ ଧରିକି, ଯାହାବି ସବୁ ପଇସା ପତ୍ର ଯୋଉ ଥଳିଟା ଧରିଥିବ, ସେ ଥଳିଟାକୁ ଧରିକି ଇଏ ଭିତରକୁ, ନଦୀ ଭିତରକୁ ଡେଇଁ ପଡିବ। ଡେଇଁ ପଡିବାରୁ ସେ ନଦୀରେ କୁମ୍ଭୀର କଣ କରିବ, ମାନେ ତାକୁ ନାଉରେ ଅଟକ ଅଟକ ହୋଇ ସେ ଡେଇଁ ପଡିଥିବ, କୁମ୍ଭୀର ତାକୁ ଆସିକି ଖାଇଦବ। ଗୋବିନ୍ଦ ଭଣ୍ଡାରୀର ମୃତ୍ୟୁ ଏଭଳି ଭାବରେ ହବ। ଏପଟେ ଚମ୍ପାର ମୃତ୍ୟୁ ତ ବହୁତ ମାନେ ଭୟଙ୍କର ଭାବରେ ହେଇଥିବ। ଚମ୍ପାର ମୃତ୍ୟୁ ପରେ ସେ ଦୋକାନରେ ଆସିକି ପୋଲିସ ମାନେ ପହଞ୍ଚିବେ, କିନ୍ତୁ ଯେହେତୁ ତଦାରଖ କରିଲା ବେଳେ, ତଦାରଖ କଲା ବେଳେ ଠିକ ମାନେ ସେମାନେ କିଛି ସୁଯୋଗ ମାନେ ଇଏ ପାଇବେନି, ସୁରାଗ ପାଇବେନି। ସେଥିପାଇଁ ସେମାନେ କଣ କରିବେ ନା, ତାକୁ ମାନେ 3-4 ଦିନ ଧରି ତା ଶବଟା ସେମିତି ପଡି ରହିଥିବ, ବାହାରେ ପଡି ରହିଥିବ। ଚିଲ ଶାଗୁଣା ସବୁ ଆସି ତାକୁ ଚିପି ଚିପି ଖାଉଥିବେ। ଏପରିକି ମାନେ ଯେତେବେଳେ ତା ଶବଟା ଯେତେବେଳେ ନିଆଁ ହଉଥିବ, ସେତେବେଳେ ତା ଗୋଡରେ ସେ ଯୋଉ ପିନ୍ଧିଥିବ ରୂପାର ଯୋଉ ପିନ୍ଧନ୍ତି କଙ୍କଣ ଯୋଉ ପିନ୍ଧନ୍ତି ନା, ସେ କଙ୍କଣଟାକୁ କାଢିବା ପାଇଁ ମଧ୍ୟ ତା ଗୋଡ ଦିଟାକୁ କାଟି ଦେଇଥିବେ। ଗୋଡ ଦିଟାକୁ କାଟି ଦେଇଥିବେ, ମାନେ କାଟିକି ନେଇଯାଇଥିବେ, ସେ କଙ୍କଣଟାକୁ କାଢିକି ନେଇଯାଇଥିବେ। ଗୋଟେ ଫାଳେ ଗୋଡ, ଆଉ ଗୋଟେ ଆଡେ ମାନେ ଗୋଡର ପାପୁଲି ଦିଟାକୁ କାଟି ଦେଇଥିବେ, କାଟିକି ସେ କଙ୍କଣଟାକୁ କାଢି ଦେଇଥିବେ। ଏଭଳି ଭାବରେ ପୁରା ବିଭତ୍ସ ମୃତ୍ୟୁ ଗୋଟେ ତାର ହେଇଛି ଚମ୍ପାର। କଥାରେ ଅଛି, ଅଧର୍ମ ବିତ ବଢେ ବହୁତ, ଗଲାବେଳେ ଯାଏ ମୂଳ ସହିତ। ଅଧର୍ମ ଅସତ ଉପାୟରେ ଯଦି କିଛି ଜିନିଷ ଆମେ ଆଣିଥିବା, ତାହେଲେ ସେଟା ନିଶ୍ଚିତ ଭାବରେ ତାର ପରିଣତିଟା ଏଭଳି ଭାବରେ ଭୟଙ୍କର ହବ। ତାପରେ ଚମ୍ପାର ମୃତ୍ୟୁ ପରେ ଏପଟେ ଦେଖିବା ଯେ ଆମର ମଙ୍ଗରାଜ ଯିଏ, ସିଏ ଯୋଉଠି ଥିବେ ସେଇଠି ଡମସାହିର ଲୋକମାନଙ୍କୁ ରଖାଯାଇଥିବ, ସେ ସେଇ କଚେରୀରେ ହିଁ ଥିବେ। ଏବଂ ଭଗିଆ ସାରିଆର ମୃତ୍ୟୁ ପରେ, ଭଗିଆ ଯିଏକି ସାରିଆକୁ ଏତେ ଭଲ ପାଉଥିବ, ତାର 6 ମାଣ ଠୁଟ ଗଲା, ତା ଘର ଗଲା, ତା ଗାଈ ନେତ ଗଲା, ତା ସ୍ତ୍ରୀ ଗଲା, ସବୁ କିଛି ଗଲା ପରେ ସେ ପାଗଳ ହୋଇଯାଇଥିବ। ସେ ଖାଲି କେମିତି ମାନେ ମଙ୍ଗରାଜକୁ କେମିତି ମାରିବ, ସେ ବିଷୟରେ ଖାଲି ଚିନ୍ତା କରୁଥିବ। ସିଏ ମାନେ ଯୋଉ ବଗିରେ ମାନେ ଯୋଉଠି ଆସି ତାକୁ ରଖିଥିବେ, ଯୋଉ କଚେରୀରେ ସେ ଥିବ, ସେଇଠି ମଙ୍ଗରାଜ ଥିବେ। ତ ରାତି ଅଧରେ ସେ ଯାଇକି ଡମସାହିର ଲୋକମାନେ ମଙ୍ଗରାଜକୁ ପୁରା ବାଡେଇବେ ଏବଂ ଇଏ କଣ କରିବ, ଯାଇକି ମାନେ ଠିକ ସୁଯୋଗ ଦେଖିକି ତା ନାକ ଯାଇ କାମୁଡିକି ତା ନାକକୁ ପୁରା ରକ୍ତାକ୍ତ କରିଦେଇଥିବ। ତା ନାକ କାମୁଡି ଛିଣ୍ଡେଇ ଦେଇଥିବ, ତାକୁ ପୁରା ରକ୍ତାକ୍ତ କରିଦେଇଥିବ। ଏଭଳି ପରିସ୍ଥିତିରେ ମଙ୍ଗରାଜଙ୍କର ଦେହ ପୁରା ଖରାପ ହେଇଯିବ। ସେ ଆସି ପହଞ୍ଚିବେ, ତାଙ୍କ ଘରେ ଆସି ପହଞ୍ଚିବେ। ଘରେ ଆସି ପହଞ୍ଚି ଦେଖିଲା ବେଳକୁ ଚମ୍ପା ନାହିଁ, କି ଗୋବିନ୍ଦ ନାହିଁ, କେହି ବି ନାହାନ୍ତି। ଆଉ ତାର ଭଣ୍ଡାର ଘରକୁ ଗଲାବେଳକୁ ଦେଖିଲା ବେଳକୁ ଭଣ୍ଡାର ଘରେ ବି କିଛି ନାହିଁ। ଆଉ ଯୋଉ ଜମିଟାକୁ ବି ଦେଇଥିବେ, ସେ ଜମି ମଧ୍ୟ ଫେରି ପାଇବେ ନାହିଁ, କାରଣ ସେ ଜାଣିଛନ୍ତି ଭଲ ଭାବରେ କଣ୍ଟକବଲାର ଅର୍ଥଟା କଣ। ସେ କଣ୍ଟକବଲା କରି ଆଜି ପର୍ଯ୍ୟନ୍ତ ଏମିତି ଉଠିଛନ୍ତି ଉପରକୁ, ତ ତାଙ୍କଠାରୁ କଣ୍ଟକବଲା ଯୋଉଠି ଯାଇଛି, ସେଟା କଣ ତାଙ୍କ ପାଖକୁ ଫେରିବ କି? ତ ତାପରେ ସେ ସବୁ କିଛି ତ୍ୟାଗ ହେଇଗଲା ପରେ, ସେ ଆଖି ବନ୍ଦ କଲା ବେଳକୁ ହିଁ ତାଙ୍କୁ ଗୋଟେ ଦେଖାଯାଉଥିବ ଯେ ଯେମିତି
ବାହାରେ ଗୋଟେ ପେତାଶୁଣି ଗୋଟେ ପେତଟେ ଏମିତି ବସିଛି, ଚୁଟି ପୁରା ମୁକୁଳା କରିକି ବାହାରେ ଏମିତି ଓହଳିକି ବସିଛି। ଆଉ ଗୋଟେ ଆଡକୁ ଲକ୍ଷ୍ୟ କଲାବେଳକୁ ତାଙ୍କୁ ଦେଖାଯାଉଥିବ ଜଣେ ନାରୀ ତାଙ୍କୁ ହାତ ଧରି ଡାକୁଛି। ତ ଏଭଳି ଭାବରେ ତାଙ୍କର ମୃତ୍ୟୁ ବେଳକୁ ସେ 6 ମାସ ଆଗକୁ କହିକି ମରିଥିବେ ହେଲା। 6 ମାସ ଆଗକୁ କହିକି ତାଙ୍କର ଲାଷ୍ଟକୁ ମୃତ୍ୟୁ ହେଇଥିବ। ମରିଗଲା ପରେ ମଧ୍ୟ କେମିତି ମାନେ ସାନ୍ତାଣୀ ତାଙ୍କୁ କେମିତି ମାନେ ମରିଗଲା ପରେ ମଧ୍ୟ ତାଙ୍କୁ କେମିତି ଇଏ କରିଛନ୍ତି, ତାଙ୍କୁ ଦେଖା ଦେଇଛନ୍ତି ଏବଂ ମରିଲା ବେଳେ ତାଙ୍କ କଥାଟାକୁ କେମିତି ସେ ମନେ ରଖିଛନ୍ତି ସେଇଟାକୁ ମାନେ ସାନ୍ତାଣୀ କେମିତି ଝୁରିଛନ୍ତି ସେଇଟାକୁ ଦେଖିବ, କାରଣ ସେଇଟାକୁ ବର୍ଣ୍ଣନା କରୁଛନ୍ତି ଲାଷ୍ଟରେ ଦେଖ। ମଙ୍ଗରାଜଙ୍କର ଆଉଥରେ ଆଖି ଲାଗିଲା, ଦେଖିଲେ ଗୋଟିଏ ଭୟଙ୍କର ନରକଙ୍କାଳ ଦିଗନ୍ତ ରାଳରେ ଦେହ ଲୁଚାଇ ମୁଖ୍ୟ ବଦ୍ୟାନ ପୂର୍ବକ ତାଙ୍କୁ ଗ୍ରାସ କରିବା ନିମନ୍ତେ ଯେମନ୍ତ ଧ୍ୟାନରେ ନୀରବ ଚାହିଁ ରହିଛି। ତାଙ୍କୁ ଭଲ ଭାବରେ ଜଣାଗଲା ତାହା ଜମି ଛଡ଼ାଇ ନେବାରୁ ଅନାହାରରେ ଶୁଖି ଶୁଖି ପ୍ରାଣତ୍ୟାଗ କରିଥିଲା। ଏଇଟି ସେହି ମୂର୍ତ୍ତି। ଆଉ ଦେଖିଲେ ଭଗିଆ ପରି ସହସ୍ର ସହସ୍ର ବାୟା ଆକାଶ ମାର୍ଗସ୍ଥ ଘୋର କଳା ମେଘ ମଧ୍ୟରୁ ବାହାରୁଛନ୍ତି। ସମସ୍ତଙ୍କ ହସ୍ତରେ ଖଡ୍ଗ ଆଉ ଲୁହାର ମୁଦ୍ଗର ଏବଂ ଏକାବେଳକେ ସମସ୍ତ ମୁଦ୍ଗର ତାଙ୍କ ମୁଣ୍ଡ ଉପରେ ଯେମିତି ଚଢି ଯାଉଛି। ମଙ୍ଗରାଜ ରଡ଼ି କରି ପଳାଇବାକୁ ବାହାରିଛନ୍ତି। ଦେହରେ ଶକ୍ତି ନାହିଁ, ପାଟିରେ ମଧ୍ୟ ଫିଟୁନାହିଁ। ମଙ୍ଗରାଜ ଅଣାୟତ୍ତ ହୋଇ ଅନାଥ ଶରଣ ପତିତ ପାବନ ଭଗବାନଙ୍କର ପବିତ୍ର ନାମ ହୃଦୟ ମଧ୍ୟରେ ଚିନ୍ତା କରିବାକୁ ଲାଗିଲେ। ସେ ଦେଖିଲେ ଯେ ଅନନ୍ତ ଆକାଶରେ ସୂର୍ଯ୍ୟମଣ୍ଡଳରେ ଅତି ଊର୍ଦ୍ଧ୍ୱରେ ରତ୍ନ ସିଂହାସନରେ ଗୋଟିଏ ଜ୍ୟୋତିର୍ମୟୀ ଶାନ୍ତିମୟୀ ଆଶା ପ୍ରଦାୟିନୀ ଶ୍ରୀମୂର୍ତ୍ତି ବିରାଜିତା। ପୂର୍ବ ପୀଡ଼ା ସମୟରେ ସେ ମୃତ୍ୟୁ ଶଯ୍ୟା ପାଖରେ ବସି ମଙ୍ଗରାଜଙ୍କର ଦେହରେ କୋମଳ ହସ୍ତ ବୁଲାଉଥିଲେ। ତାହେଲେ ସେ କିଏ? ତାଙ୍କର ସାନ୍ତାଣୀ ନା ତାଙ୍କ ସ୍ତ୍ରୀ ନା ବିମାନ ବାସିନୀ ଲାବଣ୍ୟମୟୀ ମୂର୍ତ୍ତି। ସେ ମୃତ୍ୟୁର ପ୍ରତିଛାୟା ଅଟେ। ସେହି ମୂର୍ତ୍ତି ଆଙ୍ଗୁଳି ସଂକେତ କରି ମଙ୍ଗରାଜଙ୍କ ପାଖକୁ ଡାକୁଛନ୍ତି। ମଙ୍ଗରାଜଙ୍କର ଆତ୍ମା ସେହି ମୂର୍ତ୍ତିକୁ ଲକ୍ଷ୍ୟ କରି ଧାବିତ ହେଲା। ମଙ୍ଗରାଜଙ୍କର ଉଆସରେ ଚହଳ ପଡ଼ିଲା। ହରିବୋଲ ହରିବୋଲ ଶବ୍ଦ ଶୁଣାଗଲା। ଅତ୍ୟନ୍ତ ସୁନ୍ଦର ଭାବରେ ମାନେ ଅଧର୍ବ କଥା କେମିତି ବର୍ଣ୍ଣନା କରିଛନ୍ତି, ଅଧର୍ବର ପରିଣତିଟା କେମିତି ହେଇଛି ତାକୁ ବର୍ଣ୍ଣନା କରିଛନ୍ତି। ପ୍ରତିନାୟକ ଏବଂ ଖଳନାୟିକାଙ୍କର ମାନେ ମୃତ୍ୟୁ କେମିତି ହେଇଛି ଏବଂ ମୃତ୍ୟୁ ସମୟରେ ସେମାନଙ୍କର ପ୍ରାୟଶ୍ଚିତଟା ଚମ୍ପା ତ ପ୍ରାୟଶ୍ଚିତ କରିପାରିବନି, ସେଇଟା କେମିତି ବର୍ଣ୍ଣନା କରିଛନ୍ତି। କାରଣ ଆମର କଥାରେ ଅଛି ଯେ ତମେ ଯେମିତି ଯେମିତି ଗିଭ୍ ଆଣ୍ଡ ଟେକ୍ର ରିଲେସନ ଅଛି ନା, ତମେ ଯେମିତି ଦବ ତମକୁ ରିଟର୍ନରେ ବି ସେମିତି ମିଳିବ। ଆଜ ୟୁ ଶୋ ସୋ ଶାଲ୍ ୟୁ ରେଟ୍, ଏମିତି ଆମେ ଶୁଣିଛେ। ତ ମଣିଷ ଯେଉଁ କର୍ମଟା କରିବ ତା ପାଖକୁ ରିଟର୍ନରେ ମଧ୍ୟ ତାର କର୍ମର ଫଳଟା ମଧ୍ୟ ସେଇଭଳି ଭାବରେ ଆସିବ। ଯଦି ତମେ ସୁକର୍ମ କରିବ ତାହେଲେ ସୁକର୍ମର ଫଳଟା ସେଇଭଳି ଭାବରେ ଆସିବ, ଯଦି କୁକର୍ମ କରିବ ତାହେଲେ ଫଳଟା ମଧ୍ୟ ସେଇଭଳି ଭାବରେ ଆସିବ। ମଙ୍ଗରାଜ ଯେଉଁଭଳି ଭାବରେ ଗୋଟେ ଈର୍ଷାପରାୟଣ ଲୋକ, ଗୋଟେ ଅଶିଷ୍ଟ ଲୋକ, ତ ଯେମିତି ଗାଁର ଗୋବିନ୍ଦପୁର ଗାଁରେ କେମିତି ଯୋଉମାନେ ସରଳ ଯୋଉମାନେ କିଛି ଜାଣୁନଥିଲେ ସେମାନଙ୍କର ମାନେ ଜମି ଗୁଡାକୁ କେମିତି ହାତେଇ ନେବା, ସେମାନଙ୍କୁ କେମିତି କଷ୍ଟ ଦେବା, ମାନେ ଏସବୁ ଜିନିଷରେ କେମିତି ସେ ଉପରକୁ ବଢିଥିଲେ, ତାଙ୍କର ମୃତ୍ୟୁ ମଧ୍ୟ ସେଇଭଳି ଭାବରେ ହେଇଛି। ମଲା ବେଳେ ତାଙ୍କ ପାଖରେ କିଛି ମଧ୍ୟ ରହିନି। ଏବଂ ଚମ୍ପା ଯିଏକି ନିଜକୁ ସବୁଠାରୁ ବେଶୀ ଚାଲାକ ଭାବୁଥିବ, ଯିଏକି ଖଳନାୟିକା, ତାର ମାନେ ରୂପ ବର୍ଣ୍ଣନା ଠାରୁ ଷ୍ଟାର୍ଟ କରିକି ତାର ମୃତ୍ୟୁ ପର୍ଯ୍ୟନ୍ତ ତାକୁ ଅତ୍ୟନ୍ତ ଜୀବନ୍ତ ଭାବରେ ବର୍ଣ୍ଣନା କରିଛନ୍ତି ଫକୀରମୋହନ ସେନାପତି। ତ ଫକୀରମୋହନ ସେନାପତିଙ୍କର ବର୍ଣ୍ଣନା ଶୈଳୀରେ ଏସବୁ ଜିନିଷ ଆସିବ, ମାନେ ତାଙ୍କର ଫକୀରମୋହନ ସେନାପତି ଏଇଟା ଅଛି, ମାନେ ଉପନ୍ୟାସଟା ହିଁ ପୁରା ତାର ଉପନ୍ୟାସର କଥାବସ୍ତୁଟା ଏଇଟା ଅଛି। ବାକି ରହିଲା ଚରିତ୍ର ଚିତ୍ରଣ ଆମେ ଗୋଟେ ଗୋଟେ କରି କରିବା, ଠିକ ଅଛି।